हाय एवरीवन। ମୁଁ ତୁମର ପ୍ରିୟ ସଞ୍ଜିତ ସାର୍। ଆଜି ୱେଲକମ୍ କରୁଛି ଗୋଟେ ନୂଆ ଫ୍ରେଶ ଭିଡିଓରେ ହେଲା। ତ ପିଲେ ଆଜି ଆମେ ପଢିବା ସବୁଠୁ କଡା ଚାପ୍ଟର ହେଲା। ଲୋକମାନଙ୍କ ହିସାବରେ ଏଇଟା ହଉଛି ସବୁଠୁ କଡା ଚାପ୍ଟର। ପିଲାମାନଙ୍କ ହିସାବରେ ଏଇ ଚାପ୍ଟରଟା ହଉଛି ଦଶମ ଶ୍ରେଣୀର ସବୁଠୁ କଡା ଚାପ୍ଟର ହେଲା। ସବୁ ପିଲାଙ୍କର ଏଇଟା ହଉଛି କି ମୁଣ୍ଡ ଉପରେ ଉପରେ ସାଇଁକିରି ପାରେଇଯାଏ ବୁଝି ହେଲା। ତ ହଉଛି ଆଜି ମୁଁ ତୁମକୁ ଗ୍ୟାରେଣ୍ଟି ଦଉଛି ଏଇ ଭିଡିଓଟା ଦେଖି ସାରିଲା ପରେ ତୁମର ହଉଛି କି କାର୍ବନ ଆଉ ଏହାର ଯୌଗିକ ପାଠଟା ଏମିତି ଲାଗବ ବୁଝି ହେଲା। ଗୋଟେ ଚୁଟକିରେ ତୁମର ମନେ ରହିଯିବ ହେଲା। ଯଦି ପରୀକ୍ଷାରେ କ୍ୱେଶ୍ଚନ ପଡବ ବି କରିପାରିବ ବୁଝି ହେଲା। ତ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖ ଆଉ ହଉଛି ବସିକି ଦେଖ ବୁଝିପାରିଲ। ତ ଚାଲ ଲେଟ୍ ନ କରି ଷ୍ଟାର୍ଟ କରିବା କାର୍ବନ ଏବଂ ଏହାର ଯୌଗିକ। ତୁମେ ଭାବିଛ କାର୍ବନ କେବେ ଶୁଣିଛ? ସାର୍ କାର୍ବନ କିସ ଜିନିଷ ଜାଣିନି ହେଲା। ଯୋଉ ଛୁଆ ମାନେ ଜାଣିନ କାର୍ବନ କିସ ଜିନିଷ ସେମାନେ ନାଇନ୍ କ୍ଲାସ ଯାଅ, ନାଇନ୍ କ୍ଲାସ ହେଲା। ଛୋଟବେଳେ ପଢିଛ ଛୋଟବେଳେ କାର୍ବନ ହେଲା। ଶୁଣିଛ ହାଇଡ୍ରୋଜେନ ଶୁଣିଥିବ, ଏତେ ବି ଗଧ ନୁହନ୍ତି ବୋଧେ ତୁମେ ହେଲା। କାର୍ବନ ଶୁଣିଥିବ, ହାଇଡ୍ରୋଜେନ ଶୁଣିଥିବ। ତାପରେ ହଉଛି କିସ ଏ ଶୁଣିଛ ନା ମୌଳିକ ପଦାର୍ଥ ଶୁଣିଛ ନା ନାଇଁ? ମୌଳିକ ପଦାର୍ଥ ଶୁଣିଛ ହେଲା, ଭେରି ଗୁଡ। ମୌଳିକ ପଦାର୍ଥ କିସ କିସ ମୌଳିକ ପଦାର୍ଥ ଅଛି? କେତେଟା ମୌଳିକ ପଦାର୍ଥ ଅଛି? 118ଟା ମୌଳିକ ପଦାର୍ଥ ଅଛି। 118ଟା ମୌଳିକ ପଦାର୍ଥରୁ କିସ କିସ ଶୁଣିଛ? ପ୍ରଥମରେ ଅଛି ହାଇଡ୍ରୋଜେନ, ହିଲିୟମ, ଲିଥିୟମ, ବେରିଲିୟମ, ବୋରନ, କାର୍ବନ, ନାଇଟ୍ରୋଜେନ, ଅକ୍ସିଜେନ ହେଲା। ସେମିତି ଅଛି 118ଟା। କେତେ ଅଛି? 118ଟା ବୁଝି ହେଲା। ତେବେ ହଉଛି ଆମେ 118ଟା ତ ମନେ ରଖି ପାରବାନି। କେତେଟା ମନେ ରଖିଥିଲେ ନାଇନ୍ କ୍ଲାସରେ? କେତେଟା ମନେ ରଖିଥିଲେ? 18ଟା ମନେ ରଖିଥିଲେ। 18ଟା କି 20ଟା ମନେ ରଖିଥିବ ବୁଝି ହେଲା। ସିରିୟଲି ମନେ ରଖିବ ହେଲା। କେମିତି ମନେ ରଖୁଥିଲ? ହା ହି ଲି ବେ ବ କା ନା ଅ ଫ୍ଲ ନି ସ ମ୍ୟା ଏ ସି ଫ ସ କ୍ଳ ଆ। ସେଇ ଗୀତ ଟ୍ରିକ ରେ ତୁମେ ମନେ ରଖୁଥିଲ ବୁଝି ହେଲା। ସେଇ ଭିତରୁ ଯେ କାର୍ବନ ଗୋଟେ, କାର୍ବନ ଗୋଟେ ହେଲା। ତ ମନେ ରଖ। ଦେଖ, ତୁମେ ହାଇଡ୍ରୋଜେନ ବିଷୟରେ କେବେ ବିଷୟ ଦେଖିଛ କି? ହାଇଡ୍ରୋଜେନ ହେଡିଙ୍ଗ ଦିଆ ହେଇଥିବ ହାଇଡ୍ରୋଜେନ ଏବଂ ଏହାର ସେମିତି କିଛି ଦିଆହେଇଛି କି? କି ଆମର ହିଲିୟମ ବିଷୟରେ ପଢିଛ କି? ମାନେ ପୁରା ସମ୍ପୂର୍ଣ୍ଣ ବିଷୟ ନା, କେବଳ ଆମେ କାର୍ବନ ବିଷୟରେ ପଢବା ହେଲା। କାର୍ବନ, କାର୍ବନ ହଉଛି କି ଆମର ହଉଛି ଆମର ମୌଳିକ ପଦାର୍ଥ ମାନଙ୍କ ଭିତରେ ଡନ୍ ହେଲା। ସିଏ ହଉଛି ଡନ୍। ସେ ହଉଛି ତା ବିଷୟରେ ସମ୍ପୂର୍ଣ୍ଣ ଅଲଗା ପଢାଯିବ, ପୁରା ଗୋଟେ ସମ୍ପୂର୍ଣ୍ଣ ବିଷୟଟା ହେଲା। ଆଉ ଯୋଉଟା କି ପିଲାମାନଙ୍କୁ ପଢା ଲାଗେ, କିନ୍ତୁ ହଉଛି ମୁଁ ପଢେଇଲା ପରେ ପଢା ଲାଗୁନି ବୁଝି ହେଲା। ମୁଁ ପଢେଇଲା ପରେ କି ଏ ବିଷୟଟା ପୁରା ପାଣି ହେଇଯିବ, ତାପରେ ଏମିତିରେ ହେଇଯିବ ବୁଝି ହେଲା। ତ ଚାଲ ଷ୍ଟାର୍ଟ କର। ତ ଯୋଉମାନେ ନୋଟ ବି ଲେଖୁଛ ସେମାନେ ହଉଛି ଲେଖ, ଆଉ ନହେଲେ ହଉଛି କି ଡେସ୍କ୍ରିପସନରେ ଲିଙ୍କ ଦିଆ ହେଇଥିବ, ସେଠୁ ନୋଟ ଟାକୁ ଡାଉନଲୋଡ କରିକି ଘରେ ବସି ବସି ଶୁଇ ଶୁଇ ଲେଖିବ ହେଲା। ତାପରେ ଲେଖି ସାରିକି ଡେଲି ପଢବ ବୁଝି ହେଲା। ତ ଚାଲ ଷ୍ଟାର୍ଟ କର। এই ବିଷୟରେ କିସ କିସ ପଢବା ଏଠି ଲେଖି ଦିଆଯାଇଛି ହେଲା। କାର୍ବନ କଣ, କାର୍ବନ କଣ ପାଇଁ ଗୁରୁତ୍ୱପୂର୍ଣ୍ଣ, କାର୍ବନର ଆୟନିକ ବନ୍ଧ କଣ ପାଇଁ ବାନ୍ଧେନି ହେଲା, ଏଗୁଡା ପଢବା ବୁଝି ହେଲା। ତ ଚାଲ ହେଡିଙ୍ଗ ଦବା ହଉଛି ପ୍ରଥମ କାର୍ବନ କଣ ବୁଝି ହେଲା। କାର୍ବନ କଣ? ତ କାର୍ବନ ଗୋଟେ ମୌଳିକ ପଦାର୍ଥ ଯାହାର ସଂକେତ ହଉଛି କି ସି ବୁଝି ହେଲା। କାର୍ବନ, କାର୍ବନ କା କା ମାନେ କେ କରିଦବନି ବୁଝି ହେଲା। ବେଶୀ ବୁଦ୍ଧିଆ ଛୁଆ ମାନେ କିସ କରିଦେବେ, କାର୍ବନ ର ସଂକେତ ହଉଛି କାର୍ବନ, କା ରୁ ଷ୍ଟାର୍ଟ ହଉଛି ମାନେ କେ କରିଦେବେ ବୁଝି ହେଲା। କେ ର ହଉଛି ପଟାସିୟମ ବୁଝି ହେଲା। କେ ର ସଂକେତ କିସ, କେ କାହାର ସଂକେତ? ପଟାସିୟମ ର ସଂକେତ। କାର୍ବନ ର ସଂକେତ ହଉଛି ସି ବୁଝି ହେଲା। କାର୍ବନ ର ସଂକେତ ସି ବୁଝିପାରିଲ, ଭେରି ଗୁଡ ହେଲା। ସାର୍ ଏଇଗୁଡ଼ା ଆମେ ଜାଣିଛେ, ଏଇଗୁଡ଼ା ସାଧା ପାଠ, ଏଗୁଡ଼ା କହୁନି ଚାଲୁ ନା ହେଲା। ପୁରା ଜୋସ୍ର ସହିତ ଦେଖୁଛ ତ, ଭେରି ଗୁଡ ହେଲା। ଯୋଉମାନେ ଜୋସ୍ର ସହିତ ଦେଖୁଛ କମେଣ୍ଟ କରିଦିଅ ବୁଝି ହେଲା। ତାପରେ କାର୍ବନ ଗୋଟେ ଅଧାତୁ କିସ, କାର୍ବନ ଗୋଟେ ଅଧାତୁ ବୁଝି ହେଲା। ସାର୍ ଧାତୁ କିସ ଅଧାତୁ କିସ ଜାଣିନେ ଆମେ। ଆରେ ବୋକା, ଧାତୁ ହଉଛି କି, ଧାତୁ ହଉଛି ଯାହାକୁ ପିଟିଲେ ହଉଛି ଠଙ୍ଗ ଠଙ୍ଗ ଶବ୍ଦ કરે, ଆଉ ଅଧାତୁ ହଉଛି ଯାହାକୁ ପିଟିଲେ ଡପ ଡପ ଶବ୍ଦ કરે ହେଲା। ତାପରେ ଅଧାତୁର ଡେଫିନେସନ କିସ ଥିଲା? ବଢିଆ ଡେଫିନେସନ ଥିଲା। ଅଧାତୁ ହଉଛି ଯିଏ ସବୁବେଳେ ନିଏ, କିସ ନିଏ? ଇଲେକ୍ଟ୍ରନ ନିଏ ବୁଝି ହେଲା। ଅଧାତୁ ଯୋଉ ହଉଛି ଯିଏ ଇଲେକ୍ଟ୍ରନ ଗ୍ରହଣ କରେ ତାକୁ ଅଧାତୁ କୁହାଯାଏ। ତ ମନେ ରଖିବ କାର୍ବନ ଗୋଟେ ଅଧାତୁ ବୁଝି ହେଲା। କାର୍ବନ ଗୋଟେ କିସ ଅଧାତୁ, ଯାହାର ସଂକେତ ହଉଛି ସି। ଯଦି ପଡିଲା କାର୍ବନ ବିଷୟରେ ଲେଖିବ, ସବୁ ଗୁଡା ପଏଣ୍ଟ ଲେଖିବ ହେଲା। ସବୁ ଗୁଡା ପଏଣ୍ଟ ଲେଖିବ ବୁଝି ହେଲା। ମନେ ରହିଯିବ, ତ କ୍ଲାସ ସରିଲା ବେଳକୁ ତୁମର ସବୁ ପାଠ ମନେ ରହିଯିବ। କିସ କହିଲି? କାର୍ବନ ର ସଂକେତ ସି। ସାର୍ ସାଧା ପାଠଟା ଏଇଟା ହେଲା। ତାପରେ କାର୍ବନ ଗୋଟେ ଅଧାତୁ, କାର୍ବନ ଗୋଟେ ଅଧାତୁ ମନେ ରହିଗଲା। କାର୍ବନର ପରମାଣୁ କ୍ରମାଙ୍କ 6। ପରମାଣୁ କ୍ରମାଙ୍କ ସାର୍ ପୁଣି କିସ ଜାଣେ? ପରମାଣୁ କ୍ରମାଙ୍କ ହଉଛି କାର୍ବନର ରୋଲ ନମ୍ବର ବୁଝି ହେଲା। ଯେମିତି ହାଇଡ୍ରୋଜେନ ର ରୋଲ ନମ୍ବର ବା ପରମାଣୁ କ୍ରମାଙ୍କ କେତେ? 1। ହିଲିୟମ ର ହଉଛି 2। ସାର୍ ଏଇଟା କେମିତି ମନେ ରଖିବା? ମନେ ରଖିବ ଏଇ ଗୀତରେ ହେଲା। ହା ହି ଲି ବେ ବୋ କା ନା ଓ ପ୍ଲ ନି ସ ମ୍ୟା ଏ ସି ଫ ଶୋକ୍ଲ ଆ ହେଲା। ଦେଖ ନା ଏଠି କାର୍ବନ, ହାଇଡ୍ରୋଜେନ, ହିଲିୟମ, ଲିଥିୟମ, ବେରିଲିୟମ, ବୋରନ, କାର୍ବନ। କାର୍ବନର ପରମାଣୁ କ୍ରମାଙ୍କ କେମିତି ବାହାର କରିବୁ? 1 2 3 4 5 6।
କେତେ ହେଲା ପରମାଣୁ କ୍ରମାଙ୍କ 6। ଭେରି ଗୁଡ, ମନେ ରହିଦବ ହେଲା, ତୁମକୁ ବାହାରିତେ ପଡବନି। তুমি ମନେ ରଖିଥିଲ କାର୍ବନ ପରମାଣୁ କ୍ରମାଙ୍କ 6, କାର୍ବନ ପରମାଣୁ କ୍ରମାଙ୍କ 6, କାର୍ବନ ଏକ ଅଧାତୁ, କାର୍ବନ ହଉଛି ସଂକେତ ହଉଛି ସି, ବୁଝିହେଲା। ତାପରେ ହଉଛି କାର୍ବନର ପାରମାଣବିକ ବସ୍ତୁତ୍ୱ 12 ୟୁ। କାର୍ବନର ପାରମାଣବିକ ବସ୍ତୁତ୍ୱ କେତେ? 12 ୟୁ। ପାରମାଣବିକ ବସ୍ତୁତ୍ୱ ସାର୍ କିଛି ଜାଣିନେ ହେଲା। ପାରମାଣବିକ ବସ୍ତୁତ୍ୱ ହଉଛି କାର୍ବନ ଅଣୁର ଓଜନ। କାର୍ବନ ଅଣୁର ଓଜନ କେତେ? 12 ୟୁ। ତୁମର ଯେମିତି ଓଜନ ଟାକୁ କିଲୋଗ୍ରାମରେ ହେଲା, ଯେମିତି ତୁମର ଓଜନ ହଉଛି 50 କେଜି, କିଲୋଗ୍ରାମରେ ମପା ହେଲା। କାର୍ବନ ଅଣୁର ଓଜନ ଟାକୁ କିସ ମପାଯିବ? ୟୁ ରେ ମପାଯିବ। ତାର ହଉଛି ୟୁ ହେଲା, ୟୁ ରେ, ବୁଝିହେଲା। ତେବେ ହଉଛି କାର୍ବନର ପାରମାଣବିକ ବସ୍ତୁତ୍ୱ କେତେ? 12 ୟୁ। ମାନେ କାର୍ବନର ଓଜନ, ଗୋଟେ ଅଣୁର ଓଜନ କେତେ? 12 ୟୁ, ବୁଝିହେଲା। ତ ହଉଛି ପାରମାଣବିକ ବସ୍ତୁତ୍ୱ କେମିତି ବାହାରେ ଜାଣିଛ? ପାରମାଣବିକ ବସ୍ତୁତ୍ୱ କେମିତି ବାହାରେ? ପ୍ରୋଟନ ସଂଖ୍ୟା ଯୁକ୍ତ ହଉଛି କି ନ୍ୟୁଟ୍ରନ ସଂଖ୍ୟା। ପ୍ରୋଟନ ସଂଖ୍ୟା ଯୁକ୍ତ ନ୍ୟୁଟ୍ରନ ସଂଖ୍ୟା। କାର୍ବନରେ 6 ପରମାଣୁ କ୍ରମାଙ୍କ 6, ମାନେ ପ୍ରୋଟନ ଅଛି 6ଟା, ନ୍ୟୁଟ୍ରନ ଅଛି 6ଟା ହେଲା। ତେବେ ହଉଛି କି 6 6 12 ହେଇଯିବ। ତାପରେ ହଉଛି କାର୍ବନର ଇଲେକ୍ଟ୍ରନ ସଂରଚନା, ବୁଝିହେଲା। କାର୍ବନର ଇଲେକ୍ଟ୍ରନ ସଂରଚନା ଦେଖ। କାର୍ବନର ଇଲେକ୍ଟ୍ରନ ସଂରଚନା ମନେ ରଖ ସବୁଗୁଡା। କାର୍ବନର ଇଲେକ୍ଟ୍ରନ ସଂରଚନା ହଉଛି 2 4। ସାର୍ ଜାଣିଲେ କେମିତି 2 4 ବୋଲି ହେଲା। ଦେଖ, ତୁମେ ଛୋଟବେଳେ ପଢିଥିବ ହାଇଡ୍ରୋଜେନର ପରମାଣୁ କ୍ରମାଙ୍କ କେତେ? 1, ହିଲିୟମର 2, ତାପରେ ହଉଛି ଲିଥିୟମର 3, ବେରିଲିୟମର 4, ବୋରନର 5, କାର୍ବନର 6। ଦେଖ ପରମାଣୁ କ୍ରମାଙ୍କ ବା ଇଲେକ୍ଟ୍ରନ ସଂରଚନା କେମିତି କହୁଛି। ଆମର ଘର କେତେଟା ଥାଏ? ଏଇଟା ହଉଛି ଧରାଯାଉ ହାଇଡ୍ରୋଜେନ ଅଣୁ। ହାଇଡ୍ରୋଜେନ ଅଣୁ ଚାରିପଟେ କେତେଟା ଘର ଥିବ? ଏମିତି ନିର୍ଦ୍ଦିଷ୍ଟ କକ୍ଷପଥରେ ଇଲେକ୍ଟ୍ରନ ମାନେ ଘୁରୁଥାନ୍ତି ନା। ହାଇଡ୍ରୋଜେନର ପରମାଣୁ କ୍ରମାଙ୍କ 1 ମାନେ ଇଲେକ୍ଟ୍ରନ ଅଛି ଗୋଟେ, ବୁଝିହେଲା। ତେବେ ହାଇଡ୍ରୋଜେନର ଘର ଥିବ ଏଲ, ସରି କେ, ଏଲ, ଏମ, ଏନ ହେଲା। ତେବେ ୟାର ଗୋଟେ ଇଲେକ୍ଟ୍ରନ ଅଛି ମାନେ କୋଉ ଘରେ ରହିବ? କେ ଘରେ ରହିବ। ୟାର ଦୁଇଟା ଇଲେକ୍ଟ୍ରନ ଅଛି, ତେବେ ୟାର ଇଲେକ୍ଟ୍ରନ ସଂରଚନା ହଉଛି 1। ହିଲିୟମର ଦୁଇଟା ଇଲେକ୍ଟ୍ରନ ଅଛି ମାନେ କେତେ? କେ ଘରେ ତ ଦୁଇଟା ରହିପାରିବ, ଏଲ ଘରେ 8ଟା, ଏମ ଘରେ ବି 8ଟା, ଏନ ଘରେ ବି 8ଟା। ତେବେ ଏଚ ମାନେ ହିଲିୟମର ଦୁଇଟା ଅଛି ମାନେ ସେ କେତେଟା କୋଉ ଘରେ ରହିବ? କେ ଘରେ ହେଲା। ତେବେ ହିଲିୟମର ପରମ ଇଲେକ୍ଟ୍ରନ ସଂରଚନା ହଉଛି 2। ଲିଥିୟମର ସଂରଚନା ହଉଛି କେତେ? 2 1। କି ପାଇଁ ହଉଛି କେ ଘରେ ଦୁଇଟା ରହିଲା, ଏଲ ଘରେ କେତେ ରହିବ? ଗୋଟେ। ବଳିଗଲା ଗୋଟେ ନା, ତିନିଟା ହେଇଗଲା। ବେରିଲିୟମ ରହୁଛି କେତେ? 2 2। ସେମିତି ହଉଛି ବୋରନ ରହୁଛି 2 3। କାର୍ବନ ର କେତେ? 2 4। ତେବେ ମନେ ରଖିବ କାର୍ବନର ଇଲେକ୍ଟ୍ରନ ସଂରଚନା କେତେ? 2 4। ପରୀକ୍ଷାରେ କ୍ୱେଶ୍ଚନ ପଡିଯିବ ଇଲେକ୍ଟ୍ରନ ସଂରଚନା କେତେ କାର୍ବନର? କେତେ? 2 4। ତାପରେ ହଉଛି ଯୋଜ୍ୟତା, ବୁଝିହେଲା। କାର୍ବନର ଯୋଜ୍ୟତା, ଯୋଜ୍ୟତା ହଉଛି 4। ସାର୍ ଯୋଜ୍ୟତା କିଛି ଜିନିଷ ଜାଣିନି। ଯୋଜ୍ୟତା ହଉଛି ବାହାରେ କେତେଟା ଇଲେକ୍ଟ୍ରନ ଅଛି। କାର୍ବନର ବାହାରେ କେତେଟା ଇଲେକ୍ଟ୍ରନ ଅଛି? 4ଟା, ବୁଝିହେଲା। ତେବେ କାର୍ବନର ଯୋଜ୍ୟତା କିସ? 4, ବୁଝିହେଲା। ମାନେ 4ଟା ଇଲେକ୍ଟ୍ରନ ଅଛି ମାନେ କାର୍ବନ ଆଉ ସବୁବେଳେ ହଉଛି କିସ? ଆମର ମୌଳିକ ପଦାର୍ଥ ଚାହିଁବେ ଯେ ତାଙ୍କର ବାହାର ଗୋଟେ ପେକ୍ ରହୁ, ବୁଝିହେଲା। ତେବେ କାର୍ବନର ବାହାରେ କେତେଟା ଅଛି? 4ଟା ଅଛି। 4ଟା ଅଛି ମାନେ ଆଉ କେତେଟା ହେଲେ ପେକ୍ ହବ? ଏଇ ଘରେ 8ଟା ରହିପାରିବ ନା ଟୋଟାଲ? ଆଉ କେତେଟା ରହିଲେ ପେକ୍ ହବ? ଆଉ 4ଟା ରହିଲେ ପେକ୍ ହବ। ତେବେ ହଉଛି କେତେ? କାର୍ବନର ଯୋଜ୍ୟତା ହେଇଯିବ 4, ବୁଝିହେଲା। ତାପରେ ହଉଛି ମନେ ରଖିବ ଭୂତ୍ୱ ଗର୍ଭରେ ହେଲା। ଭୂତ୍ୱ ଗର୍ଭରେ ହଉଛି ମାଟି ଖୋଳିଲେ ହେଲା, ମାଟି ଭିତରେ କାର୍ବନ କେତେ ଶତକଡା ରହିଛି? 0.02% ରହିଛି। ଆଉ ବାୟୁମଣ୍ଡଳରେ ହେଲା, ହାୱାରେ କେତେ ରହିଛି? 0.03। ଛୋଟ ବେଳୁ ପଢି ଆସିଛ, ବୁଝିହେଲା। ବାୟୁମଣ୍ଡଳରେ କେତେ ରହିଛି? 0.03%। ଭୂତ୍ୱ ଗର୍ଭରେ ହଉଛି 0.02% ହେଲା। ତ ସାର୍ କିସ କହିଲେ ସବୁ ମୁଣ୍ଡ ଉପରେ ଉପରେ ପାରେଇଲା ହେଲା। କିଛି ଟେନସନ ନାହିଁ, ଚାଲ ଆଉଥରେ ବୁଝଉଛି ହେଲା। ଆଉଥରେ ବୁଝଉଛି। କାର୍ବନର ପରମାଣୁ ସଂକେତ କିସ? ସି। କାର୍ବନ ଏକ କିସ? ଅଧାତୁ। କାର୍ବନର ପରମାଣୁ କ୍ରମାଙ୍କ କେତେ? 6। ଏମିତି ହାଇଡ୍ରୋଜେନ, ହିଲିୟମ, ଲିଥିୟମ, ବେରିଲିୟମ, ବୋରନ, କାର୍ବନ କେତେ? 6ରେ ପଡୁଛି। ତେବେ ହଉଛି କାର୍ବନର ପରମାଣୁ କ୍ରମାଙ୍କ କେତେ? 6। ମାନେ ହଉଛି ୟାର କେତେଟା ଇଲେକ୍ଟ୍ରନ ଅଛି? 6ଟା ଇଲେକ୍ଟ୍ରନ ଅଛି ହେଲା, 6ଟା ପ୍ରୋଟନ ଅଛି, ବୁଝିପାରିଲ। ତାପରେ ହଉଛି କାର୍ବନର ପାରମାଣବିକ ବସ୍ତୁତ୍ୱ। ପାରମାଣବିକ ବସ୍ତୁତ୍ୱ ହଉଛି କାର୍ବନର ଓଜନ କେତେ? କାର୍ବନ ଅଣୁର ଓଜନ କେତେ? 12 ୟୁ, ବୁଝିହେଲା। ତାପରେ କାର୍ବନର ଇଲେକ୍ଟ୍ରନ ସଂରଚନା କେତେ? 2 4 2 4। କାର୍ବନର ଇଲେକ୍ଟ୍ରନ ସଂରଚନା କେତେ? 2 4, ବୁଝିହେଲା। ମନେ ରଖିବ ଏକ ମାତ୍ର ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚନ 2 4। ମାନେ ପ୍ରଥମ ଘରେ ଏଇଟା ଯଦି କାର୍ବନ ଅଣୁ ହେଲା ହେଲା, କାର୍ବନ ଅଣୁର ହଉଛି ଚାରିପଟେ କିସ? ଇଲେକ୍ଟ୍ରନ ବୁଲୁଥିବେ, ଇଲେକ୍ଟ୍ରନ ବୁଲୁଥିବେ ହେଲା। ଏମିତି ଘର ଅଛି କାର୍ବନ ଅଣୁର ଚାରିପଟେ, ବୁଝିହେଲା। ପ୍ରଥମ ଘରଟେ, ପ୍ରଥମ ଘର ନାମ କିସ? କେ। ପ୍ରଥମ ଘରେ କେତେଟା ରହିପାରିବ ଅତି ବେଶୀରେ ଲୋକ? 2 ଜଣ, ବୁଝିହେଲା। 2 ଜଣ ରହିଲେ ସେକେଣ୍ଡ ଘରେ ଅତି ବେଶୀରେ କେତେ ଜଣ ରହିପାରିବ? 8 ଜଣ। କିନ୍ତୁ ହଉଛି କାର୍ବନର 4 ଜଣ ଅଛନ୍ତି, ମାନେ 6 ଜଣ ଅଛନ୍ତି ଲୋକ। ତ ପ୍ରଥମ ଘରେ 2 ଜଣ ରହିଲେ ସେକେଣ୍ଡ ଘରେ କେତେ ଜଣ ରହିବେ? 4 ଜଣ। ତେବେ ହଉଛି ଟୋଟାଲ ଲୋକ ହଉଛି 6 ଜଣ ଅଛନ୍ତି ନା, 6ଟା ଇଲେକ୍ଟ୍ରନ ଅଛନ୍ତି। ତେବେ ପ୍ରଥମ ଘରେ 2ଟା ଇଲେକ୍ଟ୍ରନ ରହିଲେ, ଆଉ ହଉଛି ତାପର ଏଲ ଘରେ ହଉଛି କେତେଟା? 4ଟା ଇଲେକ୍ଟ୍ରନ ରହିଲେ। ଏଇଟା ହଉଛି ଇଲେକ୍ଟ୍ରନ ସଂରଚନା। ତାପରେ ହଉଛି ଯୋଜ୍ୟତା। ଯୋଜ୍ୟତା ମାନେ ହଉଛି ମୁଁ କହିଲି ହଉଛି କି ସବୁ ଘର ଚାହିଁବେ ହଉଛି ଯେମିତି ତାଙ୍କର ପ୍ୟାକ୍ ହେଇଯାଉ। କେ ଘରେ କେତେଟା ଅତି ବେଶୀରେ ରହିପାରିବେ? 2ଟା। ଏଲ ଘରେ କେତେଟା ରହିପାରିବେ? ଅତି ବେଶୀରେ 8ଟା। ତ ହଉଛି 4ଟା ଅଛନ୍ ହେଲା, 4ଟା ଅଛନ୍। ତେବେ ହଉଛି ସେଇ ଘରଟାକୁ ଚାହିଁବ ଯେ ଆମର ହଉଛି କିସ?
ଘରଟା ପ୍ୟାକ୍ ହେଇଯାଉ। ତେବେ କେତେଟା ଦରକାର ଆଉ ତାକୁ? ଆଉ ଚାରିଟା ଦରକାର, ସେଇଟା ହଉଛି ତାର ଯୋଗ୍ୟତା, ବୁଝିହେଲା? ଭେରି ଗୁଡ। ତାପରେ କାର୍ବନ ହଉଛି ଭୂଗର୍ଭରେ କେତେ ଅଛି? ଆମର ହଉଛି 0.02%, ଆଉ ବାୟୁମଣ୍ଡଳରେ 0.03%। ମନେ ରହିଯିବ। କିସ କୁହ? କାର୍ବନ ଏକ ଧାତୁ, କାର୍ବନର ସଂକେତ C, କାର୍ବନର ହଉଛି ପରମାଣୁ କ୍ରମାଙ୍କ 6, କାର୍ବନର ଯୋଜ୍ୟତା 4, କାର୍ବନର ପାରମାଣବିକ ବସ୍ତୁତ୍ୱ 12U, ଇଲେକ୍ଟ୍ରନ ସଂରଚନା ହଉଛି 24। ତାପରେ ହଉଛି ଆମର ଭୂତ୍ୱକରେ ଅଛି ହଉଛି 0.02%, ବାୟୁମଣ୍ଡଳରେ ଅଛି 0.03%। ଏତିକି ପଢିଦେଲ ହେଲା। ତେବେ ହଉଛି କାର୍ବନର ସବୁ ଜାଣିଲ, ବୁଝିହେଲା? ଯଦି ପଢିଲା ଏଇଠୁ ସର୍ଟ କ୍ୱେଶ୍ଚନ ଗୁଡା ପଢା ହେଲା। ତ ଦେଖ ପିଲେ, ଏଇଠି ଯେ ଦେଖିଲ କାର୍ବନ ହଉଛି 0.02% ଅଛି, ହେଲେ ବି କିସ ଏତେ ଇମ୍ପୋର୍ଟାଣ୍ଟ? ଇମ୍ପୋର୍ଟାଣ୍ଟ ନା ନାଇଁ? କାର୍ବନ ବିଷୟରେ ପୁରା ସମ୍ପୂର୍ଣ୍ଣ ଚାପ୍ଟର ପଢୁଛେ, ନିହାତି ଇମ୍ପୋର୍ଟାଣ୍ଟ କାର୍ବନ ହେଲା। ତ କଣ ପାଇଁ ଇମ୍ପୋର୍ଟାଣ୍ଟ? କାର୍ବନ ପୁରା ଦାଦାଗିରି କଣ ପାଇଁ କରୁଛି ହେଲା, ପୁରା ବିଷୟଟାକୁ କବ୍ଜା କରି ନେଇଛି ଯେ। ଦେଖ କାର୍ବନ କଣ ପାଇଁ ଗୁରୁତ୍ୱପୂର୍ଣ୍ଣ, ବୁଝିହେଲା? କାର୍ବନ ହଉଛି ଆମର କିସ ମୌଳିକ ପଦାର୍ଥ ମାନଙ୍କର ଡନ୍ ହେଲା। କାର୍ବନ ହଉଛି ମୌଳିକ ପଦାର୍ଥ ମାନଙ୍କର ଡନ୍। ସିଏ ହଉଛି ତା ବିଷୟରେ ସମ୍ପୂର୍ଣ୍ଣ ଅଲଗା ବିଷୟ ଗୋଟେ ପଢାଯିବ ହେଲା। ଯୋଉ ବିଷୟଟା କି ପିଲାମାନଙ୍କର ମୁଣ୍ଡ ଉପରେ ଉପରେ ପାରେଇଯାଏ, ବୁଝିହେଲା? ତ ହଉଛି ଆଜିଠୁ ପାରେଇବନି, ଯିଏ ବି ଭିଡିଓ ଦେଖିବ କିସ ତାର ମୁଣ୍ଡ ଉପରେ ଉପରେ ପାରେଇବନି, ସିଧା ଆସିବ ଏଇଠି ପଶିବ, ବୁଝିହେଲା? ତାପରେ ଏପଟେ ପାରେଇତେ ଚେଷ୍ଟା କରୁଥିବ, ଏଇଠି ଅଟକି ଯିବ, ବୁଝିହେଲା? ଯାହା ପରେ ହଉଛି ପରୀକ୍ଷାରେ ହଉଛି କିସ ପାଟିରୁ ବାହାରିଯିବ ପାଣି ପରି ହେଲା। ମୁଁ ଗ୍ୟାରେଣ୍ଟି ଦଉଛି ଏଇ ଭିଡିଓଟା ସରିଲା ବେଳକୁ ତୁମର କାର୍ବନ ବିଷୟଟା ଏମିତି ହେଇଥିବ, ବୁଝିହେଲା? ତ ହଉଛି କାର୍ବନ କଣ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ? କାର୍ବନ କଣ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ତା ବିଷୟରେ ହଉଛି ଅଲଗା ଗୋଟେ ପୁରା ଚାପ୍ଟର ପଢୁଛେ ହେଲା। ଦେଖ, ଯେତେ ସବୁ ଜିନିଷ ପୃଥିବୀରେ ଅଛି ନା ହେଲା, ସବୁ ଜିନିଷରେ କାର୍ବନ ଟିକେ ନା ଟିକେ ପରିମାଣରେ ଯେ ରହିଛି, ବୁଝିହେଲା? ସବୁ ଜିନିଷରେ କାର୍ବନ ଟିକେ ନା ଟିକେ ପରିମାଣରେ ରହିଛି। ଏମିତି ହଉଛି ଆମର ହଉଛି ହିଷ୍ଟୋରିଆନ ମାନେ, ମାନେ ହଉଛି ଐତିହାସିକ ମାନେ ହେଲା, ଇତିହାସିକ ସରି ଐତିହାସିକ ହଉଛି ଇତିହାସିକ ମାନେ କିସ କରନ୍ତି ଜାଣିଛ? ତୁମର ଡେଡ ବଡି ଦେଖିକି ସେମାନେ ଚିହ୍ନି ପକେଇବେ ଯେ ଏଇଟା କୋଉ, ମାନେ ଏଇ ଡେଡ ବଡି ଟା କେତେ ଦିନର, ବୁଝିହେଲା? କେବେ ମରିଥିଲା ଏଇ ଲୋକ। ଯଦି ଧର ଯାଉ ଗୋଟେ ଡେଡ ବଡି ଅଛି ହେଲା, ଛେଳିର ଡେଡ ବଡି ପାଇଗଲ, ବୁଝିହେଲା? ମାଟି ଖୋଳୁ ଖୋଳୁ କିସ ହାଡ ପାଇଗଲ, କଙ୍କାଳ ପାଇଗଲ, କାହାର? ଛେଳି କଙ୍କାଳ, ବୁଝିହେଲା? ଛେଳି କଙ୍କାଳଟା ସେମାନେ ଦେଖିକି ଜାଣି ପକେଇବେ, ମାନେ ଟେଷ୍ଟ କରି ଜାଣି ପକେଇବେ ଯେ ଏଇ ଛେଳିଟା କେବେ ମରିଥିଲା, କେତେବେଳେ ମରିଥିଲା ହେଲା, କାହିଁକି ମରିଥିଲା। କେମିତି ଜାଣ? କାର୍ବନ ଡେଟିଂ କରିକି ଜାଣ। କିସ କରି ଜାଣ? କାର୍ବନ ଡେଟିଂ। କାର୍ବନ ଡେଟିଂ ପୁଣି ସାର୍ କିସ ପ୍ରୋସେସ? କାର୍ବନ ଡେଟିଂ ଗୋଟେ ପ୍ରୋସେସ, ଯୋଉ ପ୍ରୋସେସ ରେ ହଉଛି ଆମର ଶବ ଗୁଡିକୁ ମାନେ କେବେ ମରିଥିଲା ବୋଲି ଜଣା ପଡେ, ବୁଝିହେଲା? ଇତିହାସିକ ମାନେ ହଉଛି ଏଇଟା କାର୍ବନ ଡେଟିଂ କରି ଜାଣନ୍ତି ଯେ ହଉଛି କେବେ ତାର ଶବଟା, ବୁଝିହେଲା, କେତେ ଦିନ ହେଇଛି ଏଇଟା, ବୁଝିପାରିଲ? ତ ଏଥିରୁ ଜଣା ପଡୁଛି ଯେ ଆମ ଶରୀର, ସମସ୍ତଙ୍କ ଶରୀରରେ କାର୍ବନ ରହିଛି ହେଲା। କିସ କହିଲି? କାର୍ବନ ପ୍ରତ୍ୟେକ ଜିନିଷରେ ରହିଛି। ଯେମିତି ହଉଛି ଆମର ଶରୀର ହଉ କି ଖାଦ୍ୟରେ ହଉ କି ହଉଛି କିସ ଯେତେ ସବୁ ଔଷଧରେ ହଉ, ସବୁରେ କାର୍ବନ ରହିଛି, ବୁଝିହେଲା? ତ କାର୍ବନ ହଉଛି ପୁଣି ସର୍ବଗୁଣଧାରୀ। କାର୍ବନ ସର୍ବଗୁଣଧାରୀ କି କି ଗୁଣ ରହିଛି ହେଲା, ସେଇଟା ବି ପଢବା ପରେ 2 ମାର୍କ 3 ମାର୍କ କ୍ୱେଶ୍ଚନ ହବ, ବୁଝିହେଲା? କାର୍ବନ ସର୍ବଗୁଣଧାରୀ ହେଇଥିବାରୁ ତା ଅସଂଖ୍ୟ ଯୌଗିକ ତିଆରି କରିପାରେ ହେଲା। ତାପରେ ହଉଛି ସବୁ ଜୀବନ୍ତ ଶରୀରରେ, ତାପରେ ହଉଛି ଖାଦ୍ୟରେ, ମେଡିସିନରେ କାର୍ବନ ରହିଛି। ଯେମିତି ଗ୍ଲୁକୋଜରେ କାର୍ବନ ରହିଛି ନା ନାଇଁ? ଗ୍ଲୁକୋଜରେ କାର୍ବନ ରହିଛି ସାର୍। ଗ୍ଲୁକୋଜର ସଂକେତ ଆମେ ଜାଣିନେ ହେଲା। ଆମେ ତ ଛୋଟ ଛୋଟ ପାଠ ପଢିନେ, ଛୋଟବେଳେ 9 କ୍ଲାସରେ ହଉଛି ଏନ୍ଜୟ କରୁଥିଲେ ହେଲା। ଆମର 9 କ୍ଲାସର ଲାଇଫ ଟାକୁ ଏନ୍ଜୟ କରୁଥିଲେ, ବୁଝିହେଲା? ଖାଲି ହଉଛି କିସ ସ୍କୁଲ ଆସୁଥିଲେ, ଗୋଟେ ପୁରା ସୁଟ ଫୁଟ ଇନ କରିଦେଇକି ହେଲା, ତାପରେ ହଉଛି ଆମର ଡାଲମା ଭାତ ଖାଇକି ପୁଣି ଘରକୁ ପଳଉଥିଲେ ସାଇକେଲରେ ପୁରା ହିରୋ ଧୁମ ଧୁମ ପୁରା ଷ୍ଟାଇଲରେ, ବୁଝିହେଲା? 6 କ୍ଲାସ ତ ପାଠ ପଢିନି ତ ଜାଣିନେ ହେଲା। ତ ହଉଛି କିସ କନା, କିସ କହିଲି? ଆମର ଗ୍ଲୁକୋଜ ର ସଂକେତ ହଉଛି C6H12O6, ବୁଝିହେଲା? ଦେଖ ଏଠି କାର୍ବନ ଅଛି ନା ନାଇଁ? ଅଛି ହେଲା। ତ ଗ୍ଲୁକୋଜ ର ସଂକେତ ହଉଛି C6H12O6, ବୁଝିହେଲା? ତ ଯଦି ପଢବ କାର୍ବନ ଏତେ ଗୁରୁତ୍ୱପୂର୍ଣ୍ଣ କଣ ପାଇଁ, ସବୁ ଗୁଡା ପଏଣ୍ଟ ଲେଖିଦବ। ୟାଠୁ ସାଧା ପଏଣ୍ଟ ଅଛି ନା? କାର୍ବନ ଗୁରୁତ୍ୱପୂର୍ଣ୍ଣ କାରଣ ହଉଛି ଏହା ପ୍ରତ୍ୟେକ ଜିନିଷରେ ରହିଛି। ତାପରେ ହଉଛି କାର୍ବନ ହଉଛି କି ସର୍ବଗୁଣଧାରୀ ହେଇଥିବାରୁ ଏହା ହଉଛି କି ଅସଂଖ୍ୟ ଯୌଗିକ ତିଆରି କରେ। ତାପରେ ହଉଛି କାର୍ବନ ସବୁ ଜୀବମାନଙ୍କ ମଧ୍ୟରେ ବି ରହିଛି, ମେଡିସିନରେ ବି ରହିଛି, ଖାଦ୍ୟରେ ବି ରହିଛି। ଏତିକି ପଏଣ୍ଟ ସାଧା ପଏଣ୍ଟ ଲିଖିଦେଲେ ହଉଛି କି 2 କୁ 2 କି 3 କୁ 3 କି 5 କୁ 5, ବୁଝିହେଲା? ତାପରେ ହଉଛି ଭେରି ଗୁଡ ଗୋଟେ ପାଇଯିବ, ବୁଝିହେଲା? ତାପରେ ଚାଲ ଦେଖିବା କିସ ବନ୍ଧ କେତେ ପ୍ରକାର। ବନ୍ଧ, ସାର୍ ବନ୍ଧ ତ ଆମେ ଜାଣିଛେ ହୀରାକୁଦ ବନ୍ଧ, ତାପରେ ହଉଛି କିସ ଆଉ ଅଲଗା ବନ୍ଧ ଶୁଣିଛେ ହେଲା। ତେବେ ହଉଛି କିସ ସେଗୁଡା ଶୁଣିଥିବ ହେଲା, କିନ୍ତୁ ଏଠି ଆମର ଅଲଗା ବନ୍ଧ ବିଷୟରେ ଶୁଣିବା, ବୁଝିହେଲା? କେ ବଦମାସ ଛୁଆ ନହେଲେ କିସ, ଯଦି ପରୀକ୍ଷାରେ ପଡିଥିବ ତୁମର ବନ୍ଧ ବିଷୟରେ ଲେଖ, ସାର୍ ବନ୍ଧ ହଉଛି ବହୁତ ପ୍ରକାର ଶୁଣିଛୁ, ସେଥିମଧ୍ୟରୁ ହୀରାକୁଦ ବନ୍ଧ ଅନ୍ୟତମ ହେଲା। ସେମିତି ଲେଖିଦେଲେ କିସ ପାଇବରେ? ଏଇଟା ପାଇବ ହେଲା। ସେମିତି ଲେଖିଦେଲେ କେତେ ପାଇବ? ସେମିତି ଲେଖିଦେଲେ ପାଇବ ତୁମେ 100 ଗୁଣନ 0 ମାର୍କ ପାଇବ, ବୁଝିହେଲା? 100 ଗୁଣନ 0 ମାର୍କ ପାଇବ, ବୁଝିହେଲା? ବଢିଆ ମାର୍କ ଟା ପାଇବ ସେମିତି ଲେଖିଦେଲେ ହେଲା। ବନ୍ଧ କେତେ ପ୍ରକାର ଅଛି, ଯଦି ସାଇନ୍ସ ରେ ପଢିଥିବ ବନ୍ଧ ବିଷୟରେ ଲେଖ। ତ ଲେଖିଦେଇଛ ସାର୍ ବନ୍ଧ ହଉଛି ହୀରାକୁଦ ବନ୍ଧ, ଯୋଉଠାରେ ହଉଛି କିସ
ବିଦ୍ୟୁତ ଉତ୍ପାଦନ କରାଯାଏ ଯେଉଁଥିରେ ପାଣିକୁ ଅଟକେଇକି ରଖାଯାଇଥାଏ ହେଲା। ତେବେ କିସ ପାଇବ? 100 × 0 ମାର୍କ ହେଲା। ତାପରେ ହଉଛି ଘରେ ଆସିକି ଦେଖିଦବ ବୁଝିଲା। ତ ବନ୍ଧ ହଉଛି ଦୁଇ ପ୍ରକାର ବନ୍ଧ ପଡିଛେ। ଲାଷ୍ଟ ବିଷୟ ମାନେ ଧାତୁ ଅଧାତୁ ବିଷୟରେ କି ବନ୍ଧ ପଡିଥିଲେ? ଆୟନିକ ବନ୍ଧ ପଢିଥିଲ। ଭେରି ଗୁଡ ହେଲା। ତାପରେ ଏଇଠି ପଢବା ହଉଛି ସହ ସଂଯୋଜ୍ୟ ବନ୍ଧ ବୁଝିହେଲା। ଲାଷ୍ଟ ବିଷୟରେ ପଢିଥିଲେ ଆୟନିକ ବନ୍ଧ। ସାର୍ ଆୟନିକ ବନ୍ଧ ପୁଣି ଯାଇନେ ଯାଇକି ଭିଡିଓ ଫାଷ୍ଟ ଦେଖି ଆସ ତାପରେ ଦେଖ ଏଇଠି ଭିଡିଓଟା ହେଲା। ଏଇଠି ଅଟକେଇ ଦିଅ ହେଲା ତାପରେ ଯାଇକି ଭିଡିଓ ଦେଖି ଆସ ତାପରେ ଆଉ ଥରେ ଏଇ ଭିଡିଓଟା ଦେଖ ବୁଝିହେଲା। ଆଉ ଯୋଉମାନେ ହଉଛି ଭିଡିଓ ଦେଖିବା ପାଇଁ ଚାହୁଁନ ଏଇଠି ଆଉ ଥରେ ବୁଝେଇ ଦଉଛି ଦେଖ ହେଲା। ଯେଉଁ ବନ୍ଧ ଆୟନର ବିନିମୟ ଦ୍ଵାରା ତିଆରି ହେଇଥାଏ ବା ଧାତୁ ଆଉ ଅଧାତୁ ମିଶିକି ଯୋଉ ବନ୍ଧ ତିଆରି କରନ୍ତି ସେଇଟାକୁ କିସ କୁହାଯାଏ? ଆୟନିକ ବନ୍ଧ କୁହାଯାଏ। ଯେମିତି ହଉଛି ଆମର ସୋଡିୟମ ଧାତୁର ଏକ୍ସାମ୍ପଲ ଗୋଟେ ଦିଅ। ସୋଡିୟମ ବୁଝିହେଲା। ଅଧାତୁର ଏକ୍ସାମ୍ପଲ ଗୋଟେ ଦିଅ। କ୍ଲୋରିନ। ତେବେ ହଉଛି ଏଇ ସୋଡିୟମ ଆଉ କ୍ଲୋରିନ ଭିତରେ ଯୋଉ ବନ୍ଧଟା ତିଆରି ହବ ବୁଝିହେଲା ଏଇ ବନ୍ଧଟାକୁ କିସ କୁହାଯାଏ? ଆୟନିକ ବନ୍ଧ ବୁଝିହେଲା। ବନ୍ଧ ମାନେ ହଉଛି ବଣ୍ଡ। ବଣ୍ଡ ହେଲା। ବଣ୍ଡ ଶୁଣିଛ ନା ନାଇଁ? ଫ୍ରେଣ୍ଡସିପ ବଣ୍ଡ ଆମର ବଣ୍ଡ ବହୁତ ଷ୍ଟ୍ରଙ୍ଗ ଆମର ବନ୍ଧ ବହୁତ ଷ୍ଟ୍ରଙ୍ଗ ହେଲା। ଏମିତି କହିଛ? କହିଛ ନା ନାଇଁ? କହିଛ ଭେରି ଗୁଡ ହେଲା ନିହାତି କହିଥିବ। ତେବେ ହଉଛି ଆୟନିକ ବନ୍ଧ ହଉଛି କିସ ଯୋଉ ବନ୍ଧଟା ଆୟନର ବିନିମୟ ଆୟନ ପୁଣି ସାର କିସ ଜିନିଷ? ଆୟନ ମାନେ ହଉଛି କାଟାୟନ ଆନାୟନ। କାଟାୟନ ମାନେ ପଜିଟିଭ ଚାର୍ଜ ଆନାୟନ ମାନେ ନେଗେଟିଭ ଚାର୍ଜ। ସୋଡିୟମ ହଉଛି କିସ ପଜିଟିଭ ଚାର୍ଜ ମାନେ ଯୁକ୍ତ ଚାର୍ଜ କାହାକୁ ଦିଏ? ଆମର କ୍ଲୋରିନ କୁ ହେଲା। ଚାର୍ଜ ଦେଲା ବୁଝିହେଲା। ତେବେ ଆୟନର ବିନିମୟ ହେଲା ନା ଦେଲା ମାନେ ହଉଛି କିସ ହେଲା ବିନିମୟ ହେଲା ହେଲା। ତେବେ ହଉଛି କିସ ହେଲା ବଣ୍ଡ ତିଆରି ହେଲା ସେଇ ବଣ୍ଡଟା ହଉଛି ଆମର ଆୟନିକ ବନ୍ଧ ବୁଝିହେଲା। ତ ପାର୍ଥକ୍ୟ ବି ପଡିଯିବ ସହସଂଯୋଜ୍ୟ ବନ୍ଧ ଆଉ ହଉଛି ଆୟନିକ ବନ୍ଧ ଭିତରେ ପାର୍ଥକ୍ୟ ଲେଖ ଲେଖିପାରିବ ହେଲା। ଆୟନିକ ବନ୍ଧ ପଢିଛ ଭେରି ଗୁଡ। ଯିଏ କହିପାରିଲ ଭେରି ଗୁଡ ହେଲା। ଯେମିତି ହଉଛି NaCl MgO ରେ କି ବନ୍ଧ ଥାଏ? ଆୟନିକ ବନ୍ଧ ଥାଏ ବୁଝିହେଲା। ଆଉ ସହସଂଯୋଜ୍ୟ ବନ୍ଧ ପୁଣି କିସ ଜାଣିନ ହେଲା। ସହସଂଯୋଜ୍ୟ ବନ୍ଧ ହଉଛି ଯେଉଁ ବନ୍ଧ ଇଲେକ୍ଟ୍ରନର ସହଭାଜନ ଦ୍ଵାରା ତିଆରି ହେଇଥାଏ ବୁଝିହେଲା। କିସ ଯୋଉ ବନ୍ଧ ହଉଛି ଇଲେକ୍ଟ୍ରନର ସହଭାଜନ ଦ୍ଵାରା ତିଆରି ହେଇଥାଏ ହେଲା। ଏଇଟା ଟିକେ କରେକ୍ସନ କରିଦିଅ। ଏଇଟା ଟିକେ କରେକ୍ସନ କରିଦିଅ। ଯୋଉ ବନ୍ଧ ଧାତୁ ଆଉ ହଉଛି ଅଧାତୁ ହେଲା ଅଧାତୁ ଦ୍ଵାରା ତିଆରି ହେଇଥାଏ। ଧାତୁ ଆଉ ଅଧାତୁର ମିଶ୍ରଣ ବା ପ୍ରତିକ୍ରିୟା ଦ୍ଵାରା ତିଆରି ହେଇଥାଏ ବୁଝିହେଲା। ମାନେ ହଉଛି ଧାତୁ ଅଧାତୁକୁ କିସ ଦବ? ଇଲେକ୍ଟ୍ରନ ଦବ ବୁଝିହେଲା। ସେଇ ଯେମିତି ଧାତୁ ଅଧାତୁକୁ ଇଲେକ୍ଟ୍ରନ ଦେଲେ ଯୋଉ ବନ୍ଧଟା ତିଆରି ହୁଏ ସେଇଟା ହଉଛି କିସ ଆମର ଆୟନିକ ବନ୍ଧ। ଆଉ ହଉଛି ଯଦି ହଉଛି ଦୁଇଟା ମୌଳିକ ପଦାର୍ଥ ହେଲା ପରସ୍ପରକୁ ହଉଛି ଇଲେକ୍ଟ୍ରନ ସେୟାର କରିକି ହେଲା ମାନେ କେହି କାହାକୁ ଦେବେନି ବୁଝିହେଲା। ଦେଖ ବୁଝେଇ ଦଉଛି। ସହସଂଯୋଜ୍ୟ ବନ୍ଧ କାହାକୁ କୁହାଯାଏ? ଯେଉଁ ବନ୍ଧ ଇଲେକ୍ଟ୍ରନର ସହଭାଜନ ଦ୍ଵାରା ତିଆରି ହେଇଥାଏ ବୁଝିହେଲା। ଏକ୍ସାମ୍ପଲ ଗୋଟେ ଦବା। ରାମ ଆଉ ହଉଛି କିସ ଶ୍ୟାମ ବୁଝିହେଲା। ରାମ ଆଉ ଶ୍ୟାମ କିସ ରାମ ଆଣିଛି ସ୍କୁଲକୁ ଟିଫିନ ଆଣିଛି ଆମର ହଉଛି ପଖାଳ ଆଉ ହଉଛି କିସ ଆଣିଛି ଶୁଖୁଆ ହେଲା। ପଖାଳ ଶୁଖୁଆ ଆଣିଛି ବୁଝିହେଲା। ଆଉ ହଉଛି ଶ୍ୟାମ ଆଣିଛି ପଖାଳ ଆଉ ଶାଗ ଭଜା। ପଖାଳ ଆଉ ଶାଗ ଭଜା ହେଲା। ପଖାଳ ଆଉ ଶାଗ ଭଜା। ତେବେ ପଖାଳ ହଉଛି ଦୁଇ ଜଣଙ୍କ ଭିତରେ କମନ ବୁଝିହେଲା। ପଖାଳ ହଉଛି କିସ କମନ। ତେବେ ହଉଛି ଆମର ଏଇ ପଖାଳଟା ହଉଛି କିସ ଆମର ହେଲା। ବଢିଆ ଏକ୍ସାମ୍ପଲ ଦଉଛି। କିସ ଆଣିଛି ରାମ ହଉଛି ଆଣିଛି ଟିଫିନ ହଉଛି ପଖାଳ ହେଲା। ପଖାଳ ଆଣିଛି ଆଉ ହଉଛି ହେଲା। ବଢିଆ ଏକ୍ସାମ୍ପଲ ଦଉଛି ଦେଖ ମନ ଧ୍ୟାନ ଦେଇକି ଦେଖ। ରାମ ଆଣିଛି ପଖାଳ ବୁଝିହେଲା କିନ୍ତୁ ହଉଛି ତରକାରୀ ଆଣି ହେଲା। ରାମ ଆଣିଛି କିସ ପଖାଳ ଆଣିଛି କିନ୍ତୁ ତରକାରୀ ଆଣିନି। ତାପରେ ହଉଛି ଶ୍ୟାମ ଆଣିଛି କିସ ଆମର ହଉଛି ଖାଲି ତରକାରୀ ଆଣିଛି ମାନେ ଶାଗ ଭଜା ଆଣିଛି ହେଲା। ତେବେ ହଉଛି କିସ କରିବେ କହନା ଇଏ ବି ତ ପୁରା ଖାଇ ପାରବନି ହେଲା। ଇଏ ବି ପୁରା ଖାଇ ପାରବନି ଭୋକଲରେ ରହିଥାଏ ବଡ। ତେବେ ଏମିତି ଗୋଟେ କାମ କଲେ ଇଏ ତାକୁ କିଛି ପଖାଳ ଦେଲା ହେଲା ଆଉ ଇଏ ବି କିଛି ଖାଇଲା। ତାପରେ ହଉଛି ଇଏ ଶାଗ କିଛି ରଖିଲା ୟାକୁ ବି ଟିକେ ଶାଗ ଦେଲା ବୁଝିହେଲା। ତୁମେ ଯେମିତି କାମ କରନି ନା ସ୍କୁଲରେ ତୁମେ ଧରାଯାଉ ହଉଛି କି ରୁଟି ଆଣିଥିବ ଆଉ ତୁମର ସାଙ୍ଗ ଆଳୁ ଭଜା ଆଣିଥିବ। ଏବେ ତୁମେ ତାକୁ ଦୁଇଟା ରୁଟି ଦେଲ ସେ ତୁମକୁ ଟିକେ ଆଳୁ ଭଜା ଦେଲା ବୁଝିହେଲା। ସେମିତି ବନ୍ଧୁଆକୁ ହଉଛି ସହଭାଜନ ସେଠି ଅଛି କି କିସ ହେଲା ସହଭାଜନ ହେଲା। ରୁଟି ତରକାରୀର ସହଭାଜନ ହେଲା। ଏଠି ହଉଛି ଇଲେକ୍ଟ୍ରନର ସହଭାଜନ ହବ ବୁଝିହେଲା। ଇଲେକ୍ଟ୍ରନର ସହଭାଜନ ହବ। ତ ଡେଫିନେସନ ଟା ମନେ ରଖିଥାଅ। ସହବ ସଂଯୋଜ୍ୟ ବନ୍ଧ କେମିତି ହେଲା ତିଆରି ହୁଏ ବା କାହାକୁ କୁହାଯାଏ ପରେ କେମିତି ତିଆରି ହଉଛି ଦେଖିବା ବୁଝିହେଲା। ଡିଟେଲସରେ ଦେଖିବା। ଯେଉଁ ବନ୍ଧ ଇଲେକ୍ଟ୍ରନର ସହଭାଜନ ଦ୍ଵାରା ତିଆରି ହୋଇଥାଏ ତାହାକୁ କିସ କୁହାଯାଏ? ସହସଂଯୋଜ୍ୟ ବନ୍ଧ କୁହାଯାଏ। ତ ହଉଛି ଏଇଠି କ୍ୱେଶ୍ଚନ ପଡେ ସହସଂଯୋଜ୍ୟ ବନ୍ଧ ଚିହ୍ନିବା କିପରି? ସହସଂଯୋଜ୍ୟ ବନ୍ଧ ଚିହ୍ନିବା କିପରି ଜାଣିନ ହେଲା। ତ ଦେଖ ଯୋଉଠି କାର୍ବନ ଲାଗିଥିବ ହେଲା ଯୋଉ ଯୌଗିକରେ ହଉଛି କାର୍ବନ ଥିବ ସେଇଟା ହଉଛି କି ସହସଂଯୋଜ୍ୟ ବନ୍ଧ। ସେଇଠି କିସ ରହିଥିବ ସହସଂଯୋଜ୍ୟ ବନ୍ଧ।
ଆଉ କାର୍ବନ ନଥିଲେ ହଉଛି କିସ ଆୟନିକ ବନ୍ଧ। ଯେମିତି ଏଇଠି ହଉଛି କିସ କାର୍ବନ ନାହିଁ, ତେବେ ହଉଛି ଏଇଟା ଆୟନିକ ବନ୍ଧ। ଏଠି କାର୍ବନ ନାହିଁ, ଆୟନିକ ବନ୍ଧ। ଆଉ ହଉଛି ଏଠି କାର୍ବନ ଅଛି, ସହସଂଯୋଜ ବନ୍ଧ। ବୁଝିହେଲା? ତ ମନେ ରଖିବ କାର୍ବନ କଣ ପାଇଁ ସହସଂଯୋଜ ବନ୍ଧ ଯୌଗିକରେ ରହେ। ହେଲା, ଆୟନିକ ଯୌଗିକରେ ତ କାର୍ବନ ରହୁନି, ସହସଂଯୋଜ ବନ୍ଧ ଯୌଗିକରେ କାର୍ବନ କଣ ପାଇଁ ରହୁଛି? ୟାର ବି କାରଣ ଅଛି। ହେଲା, ଯୋଉ କାରଣଟା ଲେଖିଦେଲେ ହଉଛି ତୁମେ କେତେ ମାର୍କ ପାଇଯିବ? 2 ମାର୍କ ପାଇଯିବ। ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଭେରି 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 ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ହେଲା, ପରୀକ୍ଷାର୍ଥୀ ମାନଙ୍କୁ ମାନେ ହଉଛି ଆମର ସାର୍ ମାନଙ୍କୁ, ହେଲା, ପରୀକ୍ଷା ଯେଉଁମାନେ କ୍ୱେଶ୍ଚନ ତିଆରି କର, ସେମାନଙ୍କୁ ଏଇ କ୍ୱେଶ୍ଚନ ଟା ଜଣା ନଥାଏ। ହେଲା, ଏଇ କ୍ୱେଶ୍ଚନ ର ଆନ୍ସର ବୋଧେ ଜଣା ନଥାଏ, ସେଇପାଇଁ ହଉଛି କି ବାର ବାର ପରୀକ୍ଷାରେ ପଚାରି ଦିଅନ୍ତି। ବୁଝିହେଲା? ତ ହଉଛି ତୁମେ ଜାଣିଥିବ, ସାରଙ୍କୁ କହିଦବ, ସାର୍ ହଉଛି ଲେଖିକି କହିଦବ, ସାର୍ ୟାର ଆନ୍ସର ଟା ଏଇଟା ହବ। ହେଲା, ଯାହା ପରେ ହଉଛି କି ସାର୍ ଜାଣିଯିବେ ପଢିକି। ହେଲା, ଖୁସି ହେଇଯିବେ, ଆଉ ହଉଛି ଫୁଲକୁ ଫୁଲ ମାର୍କ ଦେଇଦେବେ। 5 କି 2 ହଉ କି 3 ହଉ। ହେଲା, ତ କିସ କହିଲି କାର୍ବନ କାହିଁକି ଆୟନିକ ବନ୍ଧ ବାନ୍ଧେନି? ତାର ଦୁଇଟା କାରଣ ରହିଛି। କେତେଟା କାରଣ ରହିଛି? ଦୁଇଟା କାରଣ ରହିଛି। ହେଲା, ଦେଖ ବୁଝ। କାର୍ବନ ର ଗୋଟେ ଅଣୁ ଚିତ୍ର ବନେଇ ଦଉଛି। ହେଲା, ଏଇଟା ହଉଛି କାର୍ବନ ଅଣୁ। ହେଲା, ତେବେ ହଉଛି ମଝିରେ କିସ ଥାଏ? ନ୍ୟୁକ୍ଲିୟସ। ମଝିରେ କିସ ଥାଏ? ନ୍ୟୁକ୍ଲିୟସ ରହିଥାଏ। ମଝିରେ ନ୍ୟୁକ୍ଲିୟସ, କାର୍ବନ ଅଣୁର ମଝିରେ ନ୍ୟୁକ୍ଲିୟସ ରହିଛି। ନ୍ୟୁକ୍ଲିୟସ ଚାରିପଟେ କିସ ରହିଛି? କକ୍ଷପଥ ରହିଛି। ହେଲା, କକ୍ଷପଥ ରହିଛି। এই କକ୍ଷପଥରେ ଇଲେକ୍ଟ୍ରନ ମାନେ ଘୁରୁଥାନ୍ତି। କାର୍ବନର ଇଲେକ୍ଟ୍ରନ କେତେଟା ଅଛି? ମାନେ ପରମାଣୁ କ୍ରମାଙ୍କ କେତେଟା ଅଛି? 6ଟା। 6ଟା କାର୍ବନର ପରମାଣୁ କ୍ରମାଙ୍କ କେତେ? 6। ତେବେ ହଉଛି ଇଲେକ୍ଟ୍ରନ କେତେଟା? 6ଟା। ତେବେ ହଉଛି କାର୍ବନର ପ୍ରଥମ କକ୍ଷରେ ମାନେ କେ କକ୍ଷରେ ମାନେ କେ ଘରେ କେତେଟା ରହିବେ? 2ଟା ରହିବେ। ଆଉ ଏଲ ଘରେ କେତେଟା ରହିବେ? 4ଟା। ଭେରି ଗୁଡ, ଏଇଟା ହଉଛି ତୁମେ ମନେ ରଖିଦେଇଛ। ହେଲା, ତ ଯୋଉମାନେ ବି କହିଲ ଭେରି ଗୁଡ। ହେଲା, 4ଟା ରହିବେ। ତ କିନ୍ତୁ ମନେ ରଖ କେ ଘରେ କେତେଟା ରହିପାରିବେ ଅଧିକା? କେ ଘରେ ହଉଛି କେତେଟା ରହିପାରିବେ? 2ଟା। ଏଲ ଘରେ ଅଧିକା କେତେଟା ରହିପାରିବେ? ଏଲ ଘରେ ହଉଛି ତାଙ୍କର ଟୋଟାଲ ମେମ୍ବର କେତେଟା ରହିପାରିବେ? ଏଲ ଘରେ ହଉଛି 8ଟା। ହେଲା, କିନ୍ତୁ ହଉଛି ଏଠି ଏଲ ଘରେ ତାଙ୍କର ପେକ୍ ଅଛନ୍ତି କି? କେ ଘରେ ତ ପେକ୍ ଅଛି, ଏଲ ଘରେ ପେକ୍ ଅଛନ୍ତି କି? ନା। ହେଲା, ତେବେ ମନେ ରଖ ପ୍ରତ୍ୟେକ ମୌଳିକ କିସ ହବ ନା, ସେ ହଉଛି ଚାହିଁବ ଯେ ତାର ଘର ଗୋଟେ ପେକ୍ ହେଇକି ରହୁ। ହେଲା, ତାର ଘର ଗୋଟେ ପେକ୍ ହେଇକି ରହୁ। ସବୁ ମୌଳିକ ଚାହିଁବେ। ବୁଝିହେଲା? ସବୁ ମୌଳିକ ପଦାର୍ଥ କିସ ଚାହୁଁ? ତାଙ୍କର ଘରଟା ପେକ୍ ହେଇ ରହୁ, ବାହାର ଘରଟା ପେକ୍ ହେଇକି ରହୁ। ତେବେ କାର୍ବନର ବାହାର ଘର ପେକ୍ ହେଇକି ନାହିଁ। ହେଲା, ତ କାର୍ବନ ବାହାର ଘରକୁ ପେକ୍ କରିବା ପାଇଁ ଦୁଇଟା କାମ କରିପାରିବ। ଗୋଟେ ହଉଛି କିସ 4 ଜଣ ଲୋକକୁ ଡାକି ଆଣିପାରିବ। ହେଲା, ତାର 4 ଜଣ ବନ୍ଧୁବାନ୍ଧବକୁ ଡାକି ଆଣିପାରିବ। ଆଉ ନହେଲେ ହଉଛି ସେଇ 4 ଜଣ ତାର ଘରେ ଯେତେ ଜଣ ଅଛନ୍ତି ସେମାନଙ୍କୁ ହଉଛି ତାର ମାମୁଁ ଘର ପଠେଇ ପାରିବ। ହେଲା, ସେମାନଙ୍କୁ ପଠେଇ ଦେଲେ କେତେ? ତାର ବାହାର ଘରେ 2 ଜଣ ହେଇଯିବେ, ପେକ୍ ହେଇଯିବ। ହେଲା, ଆଉ ନହେଲେ ହଉଛି 4 ଜଣ ଲୋକକୁ ତାର କୁଣିଆକୁ ଡାକି ଆଣିଲେ ହଉଛି ତାର ଘର ବାହାର ଘର କେତେ ହେଇଯିବ? 8ଟା ହେଇଯିବ। ସେଇ ଉପାୟରେ ବି ପେକ୍ ହେଇପାରିବ। ତେବେ ଦୁଇ ପ୍ରକାର କାମ କରିପାରିବ, କିନ୍ତୁ ହଉଛି ସେମିତି କାର୍ବନ କରିପାରେନି। ହେଲା, କରିପାରିଥାନ୍ତା କିନ୍ତୁ ହଉଛି କି କରିପାରିବନି। କି ପାଇଁ କରିପାରିବନି ଦେଖ। ହେଲା, କାର୍ବନର ଯଦି ହଉଛି ସେ ଯଦି 4ଟା ଇଲେକ୍ଟ୍ରନ ହଉଛି ନିଏ, ହେଲା, ଆଉ ଜଣଙ୍କଠୁ ଆଣିକି 4ଟା ଇଲେକ୍ଟ୍ରନ ଯଦି ନେବ, ତାର ଟୋଟାଲ ଇଲେକ୍ଟ୍ରନ କେତେଟା ହେଇଯିବ? ତାର ଟୋଟାଲ ଇଲେକ୍ଟ୍ରନ ହେଇଯିବ 10ଟା। ତାର ଟୋଟାଲ ଇଲେକ୍ଟ୍ରନ କେତେଟା ହେଇଯିବ? 10ଟା। ବୁଝିହେଲା? କାର୍ବନ ଯଦି ହଉଛି 4ଟା ଇଲେକ୍ଟ୍ରନ ନେଇଗଲା, ତେବେ ହଉଛି ତାର ଟୋଟାଲ ଇଲେକ୍ଟ୍ରନ 10ଟା। କିନ୍ତୁ ହଉଛି ମନେ ରଖିବ କାର୍ବନର ନ୍ୟୁକ୍ଲିୟସ ସେଇ 10ଟା ଇଲେକ୍ଟ୍ରନକୁ ସମ୍ଭାଳି ପାରେନି। ହେଲା, ତ ଖାଇତେ ଦେଇପାରେନି। ବୁଝିହେଲା? ସମ୍ଭାଳି ପାରେନି। ତ ସେ ସେମିତି କରେନି ସେଇ ପାଇଁ। ହେଲା, ଆଉ ହଉଛି କାର୍ବନ ସେଇଟା ଗୋଟେ କାରଣ ରହିଲା। ହେଲା, କାର୍ବନ କଣ ପାଇଁ ହଉଛି 4ଟା ଇଲେକ୍ଟ୍ରନ ନେଇପାରେ? କଣ ପାଇଁ? କାର୍ବନ 4ଟା ଇଲେକ୍ଟ୍ରନ ନେଲେ ହଉଛି କଣ ଅସୁବିଧା ହୁଏ ରେ ବାବୁ? କାର୍ବନ 4ଟା ଇଲେକ୍ଟ୍ରନ ନେଲେ ହଉଛି କି ତାର 10ଟା ଇଲେକ୍ଟ୍ରନ ହେଇଯାଏ। 6ଟା ଥିଲା ନା ଆଗରୁ? 6ଟା ଥିଲା ମାନେ ହଉଛି ଟୋଟାଲ କେତେଟା ହେଇଗଲା? 10ଟା। 10ଟା ଇଲେକ୍ଟ୍ରନକୁ କାର୍ବନ କି ସମ୍ଭାଳି ପାରେନି। କାର୍ବନର ନ୍ୟୁକ୍ଲିୟସ 10ଟା ଇଲେକ୍ଟ୍ରନକୁ ସମ୍ଭାଳି ପାରେନି, ଖାଦ୍ୟ ଦେଇପାରେନି। ତ ତେଣୁ ସେ 4ଟା ଇଲେକ୍ଟ୍ରନ କେବେ ନିଏନି। ହେଲା, ଆଉ ହଉଛି 4ଟା ଇଲେକ୍ଟ୍ରନ ଦେଇଦେଲେ କି ସବୁ ନା 4ଟା ଇଲେକ୍ଟ୍ରନ ଦେଇଦେଲେ ତାକୁ ଅଧିକା ଶକ୍ତି ଦରକାର। ହେଲା, ଯେତିକି ଶକ୍ତି କି କାର୍ବନ ପାଖରେ ନାହିଁ। କାର୍ବନ ହଉଛି ଦୁର୍ବଳିଆ ମଣିଷଟା। ହେଲା, ତ କାର୍ବନ 4ଟା ବି ଦାନ କରିପାରେ। କାରଣ ହଉଛି କି ଦାନ କରିବା ପାଇଁ ଘରୁ ଖେଦେଇବ ମାନେ ହଉଛି ଯୋଉ ଗୋଟେ ଲୋକକୁ ଘରୁ ଖେଦେଇବ ମାନେ ସିଏ ବି ଇୟା କରିବ ନା, କହିବ ମତେ କଣ ପାଇଁ ଖେଦଉଛୁ। ତ କାର୍ବନ 4 ଜଣଙ୍କୁ ବି ଖେଦେଇ ପାରେନି, ମାନେ ଆଉ ଜଣଙ୍କୁ ଦେଇପାରେନି। କାରଣ ହଉଛି ତାର ସେତିକି ଶକ୍ତି ନାହିଁ। ହେଲା, କିସ କହିଲି? ଦୁଇଟା ପଏଣ୍ଟ ହବ। ବୁଝିହେଲା? କାର୍ବନ କଣ ପାଇଁ ଆୟନିକ ବନ୍ଧ ବାନ୍ଧେ? ହେଲା, କାର୍ବନ କଣ ପାଇଁ ଆୟନିକ ବନ୍ଧ ବାନ୍ଧେନି? କାର୍ବନର ବାହାର ଘରେ କେତେଟା ରହିଛି? 4ଟା ଇଲେକ୍ଟ୍ରନ ରହିଛି। ତେବେ ହଉଛି ନିଷ୍କ୍ରିୟ ଗ୍ୟାସ ସଂରଚନା। ନିଷ୍କ୍ରିୟ ଗ୍ୟାସ ସଂରଚନା ମାନେ ହଉଛି ବାହାର ଘରଟା ଯାହାର ପେକ୍ ଅଛି, ଯୋଉ ମାନେ ମୌଳିକର ବାହାର ଘର ପେକ୍ ଅଛି, ତାକୁ କି କୁହାଯାଏ? ନିଷ୍କ୍ରିୟ ଗ୍ୟାସ ସଂରଚନା। ସମସ୍ତେ ଚାହିଁବେ ନିଷ୍କ୍ରିୟ ଗ୍ୟାସ ସଂରଚନା ହେବା ପାଇଁ, କିନ୍ତୁ ହଉଛି କାର୍ବନ ବି ଚାହିଁବ। ହେଲା, କିନ୍ତୁ ହେଲେ ଚାହିଁଲେ କିସ ହେଲା, କିସ ଥିବା ଦରକାର, ସେତିକି ହିମ୍ମତ ବା ଦମ ଥିବା ଦରକାର। କାର୍ବନର ନାହିଁ। ହେଲା, 4ଟା ଇଲେକ୍ଟ୍ରନ ନେଲେ ହଉଛି କିସ 10ଟା ଇଲେକ୍ଟ୍ରନ ସମ୍ଭାଳି ପାରେନି। ଆଉ 4 ଜଣଙ୍କୁ ଦେଇଦେଲେ କିସ ହୁଏ? ଶକ୍ତି ଦରକାର ତାକୁ, ଯେତିକି ଶକ୍ତି କି ତାକୁ ମିଳେନି। ହେଲା, ତ ହଉଛି ଲେଖିଦବ। ଭେରି ଭେରି ଇମ୍ପୋର୍ଟାଣ୍ଟ, ଭେରି 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 ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ହେଲା, ଯଦି କାର୍ବନ କଣ ପାଇଁ ହଉଛି କିସ ଆୟନିକ ବନ୍ଧ ବାନ୍ଧେନି, ଏଇଟା ଲେଖିଦବ। ବୁଝିହେଲା? ଏଇଟା ଲେଖିଦବ।
ତାପରେ ହଉଛି ସହସଂଯୋଜ୍ୟ ଯୌଗିକ ହେଲା। ସହସଂଯୋଜ୍ୟ ଯୌଗିକ କହିଲି ନା ଟିକେ ସମୟ ପୂର୍ବରୁ। ବନ୍ଧ ଦୁଇ ପ୍ରକାର ହେଲା, କିସ କିସ ଆୟନିକ ବନ୍ଧ, ସହସଂଯୋଜ୍ୟ ବନ୍ଧ। এই যে ସହସଂଯୋଜ୍ୟ ବନ୍ଧ ହେଲା, ଯୋଉଠି ସହସଂଯୋଜ୍ୟ ବନ୍ଧ ଥିବ ସେଇଟାକୁ କିସ କୁହାଯିବ, ସହସଂଯୋଜ୍ୟ ଯୌଗିକ କୁହାଯିବ ହେଲା। ସହସଂଯୋଜ୍ୟ ଯୌଗିକ କାହାକୁ କୁହାଯାଏ, ଯୋଉ ଯୌଗିକରେ ହଉଛି ସହସଂଯୋଜ୍ୟ ବନ୍ଧ ଥାଏ ହେଲା। ତ ସହସଂଯୋଜ୍ୟ ଯୌଗିକ ସାର୍ ପୁଣି କେମିତି ଚିହ୍ନିବା, ସହସଂଯୋଜ୍ୟ ଯୌଗିକ ପକା କେମିତି ଚିହ୍ନିବ, ସି ଥିଲେ କାର୍ବନ ଥିଲେ, କାର୍ବନ ଯଦି ଅଛି ସେଇ ଯୌଗିକରେ, କାର୍ବନ ଯଦି ଅଛି ସେଇଟାକୁ କିସ କୁହାଯାଏ, ସହସଂଯୋଜ୍ୟ ଯୌଗିକ। କାର୍ବନ ନାହିଁ ମାନେ ଆୟନିକ ଯୌଗିକ, ବୁଝିଲ। ତ ସଂସଂଯୋଜ୍ୟ ଯୌଗିକ ଧର୍ମ ହଉଛି ଏହା କଠିନ, ତରଳ, ଗ୍ୟାସୀୟ ଅବସ୍ଥାରେ ଥାନ୍ତି। ଧରାଯାଉ ଗୋଟେ ଯୌଗିକ ହେଲା, ସହସଂଯୋଜ୍ୟ ଯୌଗିକର ଏକ୍ସାମ୍ପଲ ଦେଲି, CCl4, CCl4 ହେଲା। ତାପରେ ହଉଛି CCH3, ସରି CCH4, CH4 ହେଲା, CH3, CH2, ତାପରେ ହଉଛି CH3, ଏଇଟା ବି ଗୋଟେ କାର୍ବନ ଯୌଗିକ ହେଲା, କାର୍ବନ ଯୌଗିକ। ତେଣୁ ଏଇଟା କି ସହସଂଯୋଜ୍ୟ ଯୌଗିକ। ତେବେ ଏଇଗୁଡାରେ ହଉଛି କି ସହସଂଯୋଜ୍ୟ ଯୌଗିକ, ଏଗୁଡା କି ଅବସ୍ଥାରେ ମିଳନ, କଠିନରେ ମିଳିପାରନ୍ କିମ୍ବା ଗ୍ୟାସୀୟରେ ମିଳିପାରନ୍ କିମ୍ବା ତରଳରେ ମିଳିପାରନ୍। ତିନିଟା ଅବସ୍ଥାରେ ମିଳିପାରନ୍। ଫାର୍ଷ୍ଟ ପଏଣ୍ଟଟା ମନେ ରହିଗଲା। ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହେଲା, ପାର୍ଥକ୍ୟ ବେଳେ ଲେଖିଦବ ସହସଂଯୋଜ୍ୟ ଯୌଗିକ ଆୟନିକ ଯୌଗିକ ଭିତରେ ପାର୍ଥକ୍ୟ ଲେଖିପାରବ ହେଲା। ଆୟନିକ ଯୌଗିକ ହଉଛି ୟାର ଅପୋଜିଟ, ବୁଝିହେଲା। ୟାର ଅପୋଜିଟ ହଉଛି ଆୟନିକ ଯୌଗିକ ହେଲା। ତେବେ ହଉଛି ୟାର ଗଣନାଙ୍କ ଓ ସ୍ଫୁଟନାଙ୍କ କମ ହେଲା। ସହସଂଯୋଜ୍ୟ ଯୌଗିକ ଯେତେ ଗୁଡାକ ଅଛନ୍ ସେମାନଙ୍କର ଗଣନାଙ୍କ ସ୍ଫୁଟନାଙ୍କ କର। ସାର୍ ଯୋଉ ଗଣନାଙ୍କ କିଛି ଜାଣିନେ, ଗଣନାଙ୍କ ହଉଛି କି ଯେତେବେଳେ ପଦାର୍ଥ ଯୋଉ ତାପମାତ୍ରାରେ ପଦାର୍ଥ ତରଳିବା ପାଇଁ ଆରମ୍ଭ କରେ, ଯେମିତି ବରଫ କେତେବେଳେ ତରଳିବା ଆରମ୍ଭ କରେ, ବରଫ ହଉଛି 0 ଡିଗ୍ରୀ ସେଲସିୟସ ରେ ତରଳିବା ଆରମ୍ଭ କରେ। ତେବେ ହଉଛି ବରଫର ଗଣନାଙ୍କ କେତେ, 0 ଡିଗ୍ରୀ ସେଲସିୟସ। ବୁଝିହେଲା। ସ୍ଫୁଟନାଙ୍କ ହଉଛି ଯେତିକି ତାପ ଦେଲେ ହଉଛି ପଦାର୍ଥଟା ଫୁଟବା ପାଇଁ ଆରମ୍ଭ କରେ ହେଲା। ସେଇଟା ହଉଛି କି ସ୍ଫୁଟନାଙ୍କ। ଯେମିତି ହଉଛି ପାଣିର ସ୍ଫୁଟନାଙ୍କ କେତେ, ପାଣି କେତେ ତାପ ଦେଲେ ଫୁଟେ, 100 ଡିଗ୍ରୀ। ଜଳର ସ୍ଫୁଟନାଙ୍କ ହଉଛି 100 ଡିଗ୍ରୀ। ସେମିତି ହଉଛି ଏମାନଙ୍କର ଗଳନାଙ୍କ ସ୍ଫୁଟନାଙ୍କ କମ। କାରଣ, କାରଣଟା ବେଶୀ ପଚାରି ଦିଏ, ବୁଝିହେଲା। ଉତ୍ତର ପରୀକ୍ଷାରେ ବି ପଡିଛି। ଆମର ସହସଂଯୋଜ୍ୟ ଯୌଗିକର ଗଳନାଙ୍କ ସ୍ଫୁଟନାଙ୍କ କମ। କାରଣ କଣ, କାରଣ ହଉଛି ଅଣୁ ଅଣୁ ମଧ୍ୟରେ ଆକର୍ଷଣ ବଳ କମ ଥାଏ, ବୁଝିହେଲା। କମ ରହିଥାଏ, ତେଣୁ ହଉଛି କି ଟିକେ ତାପ ଦେଲେ ହଉଛି ଅଲଗା ହେଇଯାଏ ଅଣୁ ଅଣୁ ହେଲା। ତାପରେ ହଉଛି ଏହା ବିଦ୍ୟୁତ କୁପରିବାହୀ। ସହସଂଯୋଜ୍ୟ ଯୌଗିକ ଗୁଡିକ କିସ ବିଦ୍ୟୁତ କୁପରିବାହୀ, ମାନେ ହଉଛି ସେମାନଙ୍କ ମଧ୍ୟ ଦେଇକି ଲାଇନ ପାସ୍ କରେନି, ଇଲେକ୍ଟ୍ରିକ ପାସ୍ କରେନି, ବୁଝିପାରିଲ। ଭେରି ଗୁଡ। ତାପରେ ହଉଛି ଏମାନେ କି ଜଳରେ ଅଦ୍ରବଣୀୟ, ମାନେ ହଉଛି ପାଣିରେ ଯଦି ତୁମେ ସହସଂଯୋଜ୍ୟ ଯୌଗିକକୁ ପକେଇଦେଲ କିସ ମିଶିବେନି ହେଲା, ବୁଝିପାରିଲ। ଯଦି ହଉଛି ପଡିଲା ସହସଂଯୋଜ୍ୟ ଯୌଗିକର ଧର୍ମ, ପୁରାଟା ଲେଖିଦବ ହେଲା। ଆଉ ହଉଛି ଏମିତି ପାର୍ଥକ୍ୟ ବି ପଡେ, ଆୟନିକ ଯୌଗିକ ଆଉ ସହସଂଯୋଜ୍ୟ ଯୌଗିକର ପାର୍ଥକ୍ୟ ଲେଖିଦବ। ୟାର ଅପୋଜିଟ ଟା କିସ, ଆୟନିକ ଯୌଗିକ, ଯେମିତି ଏଇଟା ଜଳରେ ଅଦ୍ରବଣୀୟ, ସେଟା ଜଳରେ ଦ୍ରବଣୀୟ। ବିଦ୍ୟୁତ କୁପରିବାହୀ, ବିଦ୍ୟୁତ ସୁପରିବାହୀ ହେଲା। ଭେରି ଗୁଡ। ତାପରେ ପଢବା ହଉଛି ବନ୍ଧ, ହୀରାକୁଦ ବନ୍ଧ। ନାଇଁ, ହୀରାକୁଦ ବନ୍ଧ ନାଇଁ, ଆମର ହଉଛି ଏଠି ବନ୍ଧ, ବୁଝିଲା। ଇଏ ବନ୍ଧ ବିଷୟରେ ପଢବୁ, ସାଇନ୍ସ ବନ୍ଧ। ବନ୍ଧ ହଉଛି କେତେ ପ୍ରକାର, ବନ୍ଧକୁ ଇଂଲିଶରେ କିସ କୁହାଯାଏ, ସିଙ୍ଗଲ ବଣ୍ଡ କୁହାଯାଏ, ବଣ୍ଡ ହେଲା। ବନ୍ଧ ହଉଛି ତିନି ପ୍ରକାର, ବନ୍ଧ ହଉଛି ତିନି ପ୍ରକାର, କିସ କିସ, ଏକକ ବନ୍ଧ, ଦ୍ୱିବନ୍ଧ, ତ୍ରିବନ୍ଧ। ବନ୍ଧ କେତେ ପ୍ରକାର, ତିନି ପ୍ରକାର, ଏକକ ବନ୍ଧ, ଦ୍ୱିବନ୍ଧ, ତ୍ରିବନ୍ଧ। ଏକକ ବନ୍ଧ ମାନେ ହଉଛି ସିଙ୍ଗଲ ବଣ୍ଡ ହେଲା, ଯେମିତି ତୁମେ ବାବୁ ସିଙ୍ଗଲ ଅଛ, ବୁଝିଲା। ତୁମେ ଯେମିତି ସିଙ୍ଗଲ ଅଛ ସେମିତି ହଉଛି ଏକକ ବନ୍ଧ ମାନେ ହଉଛି ସିଙ୍ଗଲ ବଣ୍ଡ, ବୁଝିଲା। ଦ୍ୱିବନ୍ଧ ମାନେ ହଉଛି ଡବଲ ବଣ୍ଡ। ଦ୍ୱିବନ୍ଧ ମାନେ ହଉଛି କି ଡବଲ ବଣ୍ଡ, ଯେମିତି ତୁମର ସାଙ୍ଗ ଡବଲ ହେଇଯାଇଛି ହେଲା, ସେ ପୁରା ସେଟେଲ ହେଇଯାଇଛି, ବୁଝିଲା, ସେ ଡବଲ ହେଇଯାଇଛି। ସେ 9 କ୍ଲାସରେ ତୁମର ସାଙ୍ଗ କି ଡବଲ ହେଇଯାଇଛି ହେଲା। ସେଇପାଇଁ ହଉଛି କି ସିଏ ହଉଛି ବୁଝିପାରୁନି କିଛି, ତାର ମୂଳ ଉପରେ ଉପରେ ସବୁ ପାଠ ପାରୁଛି। ଏ ପାଇଁ ନା ହଉଛି ସେ ହଉଛି 9 କ୍ଲାସ ବେଳେ କିସ କରୁଥିଲା, 9 କ୍ଲାସ ବେଳେ ହଉଛି ମାନେ ବାବୁନେ ଥାନା ଥାଏ ସେମିତି ମେସେଜ କରୁଥିଲା, ବୁଝିଲା। ତେବେ ହଉଛି ତ୍ରିବନ୍ଧ, ତ୍ରିବନ୍ଧ ମାନେ 3 ଜଣ ବନ୍ଧ ହେଲା, 3 ଜଣ ବନ୍ଧ। ଯେମିତି ହଉଛି ତୁମର ଆଉ ଗୋଟେ ସାଙ୍ଗ, ସେ ହଉଛି କି ସେ ହଉଛି ତ୍ରିବନ୍ଧ କରିଦେଇଛି, ବୁଝିଲା। ତ୍ରିବନ୍ଧ ବୁଝିପାରୁଥିବ ହେଲା, ବୁଝିପାରୁଥିବ, ବୁଝିବା ପିଲା ବୁଝି ଯାଉଥିବ ହେଲା, ସମଝଦାର ଇଶାରା ହିଁ କାଫି। ଆଉ ଯୋଉମାନେ ବୁଝୁନ, ସେମାନେ ହଉଛି କିସ ପୁରା ସବୁଠୁ ସୁନା ଛୁଆ ହେଲା। ଯୋଉମାନେ ବୁଝିପାରିଲନି ଏଇ କଥା ଗୁଡା, ସେମାନେ ହଉଛି କିସ ଟପର ଛୁଆ ଗୁଡା, ବୁଝିହେଲା। ଏକକ ବନ୍ଧ, ବନ୍ଧ କେତେ ପ୍ରକାର କହିଲି, ତିନି ପ୍ରକାର। ଗୋଟେ ହଉଛି ଏକକ ବନ୍ଧ, ଦ୍ୱିବନ୍ଧ, ତ୍ରିବନ୍ଧ ହେଲା। ଏକକ ବନ୍ଧ ହଉଛି କିସ, ଗୋଟେ ବଣ୍ଡ ଥିବ। ଏକକ ବନ୍ଧର ଚିହ୍ନ କେମିତି, ଏମିତି ମାଇନସ ଚିହ୍ନ ପରି। ଆଉ ଦ୍ୱିବନ୍ଧର ଚିହ୍ନ କେମିତି, ମାନେ ସମାନ ଚିହ୍ନ ପରି। ତ୍ରିବନ୍ଧର ହଉଛି ତିନିଟା ଗାର ହେଲା, ଜାଣିପାରିଲ। ତ ଏଇଠି କ୍ୱେଶ୍ଚନ ପଡେ, କ୍ଲୋରିନ, କ୍ଲୋରିନ Cl2 ଲେଖାଯାଏ, କ୍ଲୋରିନ କୁ Cl2 ଲେଖାଯାଏ। କ୍ଲୋରିନ ଭିତରେ କିସ ଥାଏ, ଏକକ ବନ୍ଧ ଥାଏ। ପଢିଯିବ କ୍ଲୋରିନ କ୍ଲୋରିନ ମଧ୍ୟରେ Cl2 ରେ କୋଉ ପ୍ରକାର ବନ୍ଧ ରହିଛି, ଏକକ ବନ୍ଧ ରହିଛି। ଅକ୍ସିଜେନ, 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 ଅକ୍ସିଜେନ ଭିତରେ କି ବନ୍ଧ ରହିଛି,
ଆମର ଦି ବନ୍ଧ ରହିଛି ହେଲା। ଅକ୍ସିଜେନ ର ଦୁଇ ବନ୍ଧ ରହିଛି O2, ସେମାନଙ୍କ ମଝିରେ O ଭିତରେ କିସ ଦି ବନ୍ଧ ରହିଛି। ନାଇଟ୍ରୋଜେନ ଭିତରେ କିସର ବନ୍ଧ ରହିଛି, ନାଇଟ୍ରୋଜେନ ରେ ହଉଛି ତ୍ରିବନ୍ଧ ରହିଛି। ମନେ ରଖିପାରିବ ହେଲା, ଭେରି ଗୁଡ। ୟାଠୁ ସାଧା କ୍ୱେଶ୍ଚନ କିଛି ଅଛି ନାହିଁ ହେଲା। ତ ମନେ ରହିଗଲା, କାରଣ ତୁମେ ମାନେ ହଉଛି କିସ ଦୁଇଟା ତିନିଟା କ୍ଲାସ କରିଥିବ ମୋର ହେଲା। ତ ତୁ କ୍ଲାସ କରି କରି ହଉଛି ତୁମର ମୁଣ୍ଡରେ ସବୁ ପଶିଯାଇଥିବ ହେଲା। ତେବେ ଏଇ ପାଠଟା ତୁମକୁ କିସ ଏମିତି ଲାଗୁଥିବ ହେଲା। ଆଉ ଯୋଉମାନେ ହଉଛି ମୁଣ୍ଡ ଉପରେ ଉପରେ ପାରୁଛି ସେମାନେ ଦୁଇଟା ତିନିଟା କ୍ଲାସ କିସ କରିନ ହେଲା। ଯଦି କରିଥାନ୍ତ ଏଇଟା ବୁଝି ପାରିଥାନ୍ତ ହେଲା। ଆଉ ଯୋଉମାନେ ହଉଛି କ୍ଲାସ ନ କରି ବି ବୁଝି ପାରିଛ, ସେମାନେ ହଉଛି କି ଲିଜେଣ୍ଡ, ସେମାନଙ୍କୁ କିସ କୁହାଯିବ ଲିଜେଣ୍ଡ ହେଲା। ଯୋଉମାନେ ହଉଛି କେବେ ବି ପାଠ ପଢିନ, ସିଧା ହଉଛି ଆସିକି ଏଇ ଭିଡିଓ କ୍ଲିକ କରିଦେଇଛ ହେଲା, ଦେଖିକି ବୁଝିପାରୁଛ ହେଲା, ସେମାନଙ୍କୁ କିସ କୁହାଯିବ ଲିଜେଣ୍ଡ ହେଲା। ତେବେ ପ୍ରିଭିୟସ ଇୟର PYQ, ପ୍ରିଭିୟସ ଇୟର କ୍ୱେଶ୍ଚନ କିସ କିସ ପଡିଥିଲା ଦେଖ ହେଲା। ଆମର 2019 20 ହେଲା, 21 23 24 ରେ ଏଗୁଡା କ୍ୱେଶ୍ଚନ ପଡିଥିଲା। এই ବିଷୟରୁ ଏଇଗୁଡା କ୍ୱେଶ୍ଚନ ପଡିଥିଲା। ସହସଂଯୋଗ ଯୌଗିକର ଧର୍ମ ଲେଖିପାରିବ। ସହସଂଯୋଗ ଯୌଗିକ କିସ କଠିନ ତରଳ ଗ୍ୟାସୀୟ ଅବସ୍ଥାରେ ଥାନ୍ତି। ଏମାନେ ହଉଛି ବିଦ୍ୟୁତ କୁ ପରିବାହୀ ହେଲା। ଏମାନଙ୍କର ସ୍ଫୁଟନାଙ୍କ ଗଣନାଙ୍କ କମ। ତାପରେ ହଉଛି ଏମାନଙ୍କର ଗଳନାଙ୍କ ସ୍ଫୁଟନାଙ୍କ କମ କାହିଁକି ଲେଖିପାରିବ। କାରଣ ହଉଛି ଏମାନଙ୍କର ଅଣୁ ଅଣୁ ମଧ୍ୟରେ ଆକର୍ଷଣ ବଳ କମ ଥାଏ। କାହିଁକି ସହସଂଯୋଗ ଯୌଗିକ କୁ ପରିବାହୀ, କଣ ପାଇଁ, କାରଣ ହଉଛି ସେମାନେ ଆୟନ ସୃଷ୍ଟି କରୁନାହାନ୍ତି ହେଲା। ତାପରେ ଦେଖ ନେକ୍ସଟ ଏଇଠି ପଡେ ହେଲା, ଏଇଟା କୁହ ନା, ଏଇ ବାବୁ କୁହ ନା, ଏଇ ଆନ୍ସର ଟା କୁହ କେତେ ହବ। କାହିଁକି CCl ଫର ବିଦ୍ୟୁତ କୁ ପରିବାହୀ, କୁହ। ଭିଡିଓ ଟା ପଜ କରିକି ହଉଛି କମେଣ୍ଟରେ ଲେଖ, କାହିଁକି CCl ଫର ବିଦ୍ୟୁତ କୁ ପରିବାହୀ। ସାର୍ CCl ଫର ପୁଣି କିସ, CCl ଫର ପୁଣି କିସ। ଟିକେ ଭିଡିଓ ଟା ହଉଛି ବେକ୍ କରିକି ଦେଖ ନା, CCl ଫର କହିଛି ନା ନାଇଁ। CCl ଫର ହଉଛି କିସ ସହସଂଯୋଗ ଯୌଗିକର ଏକ୍ସାମ୍ପଲ। ତୁମେ ଜାଣିଛ ସହସଂଯୋଗ ଯୌଗିକ ହଉଛି କିସ ବିଦ୍ୟୁତ କୁ ପରିବାହୀ। ସାର୍ ସହସଂଯୋଗ ଯୌଗିକ ବୋଲି ଜାଣିଲେ କିପରି। କାର୍ବନ ଅଛି, କାର୍ବନ ସି, ସି ଅଛି, କାର୍ବନ ଅଛି ହେଲା। ସେଇ ପାଇଁ ହଉଛି ଏଇଟା ସହସଂଯୋଗ ଯୌଗିକ। ତେବେ ସହସଂଯୋଗ ଯୌଗିକ ଗୁଡିକ ବିଦ୍ୟୁତ କୁ ପରିବାହୀ, କାରଣ କଣ ପାଇଁ, କାରଣ ହଉଛି ଏମାନେ ଜଳରେ ହଉଛି ଆୟନ ସୃଷ୍ଟି କରନ୍ତି ନାହିଁ ହେଲା। ଲେଖିଦବ। ତାପରେ ପଢବା ହଉଛି କାର୍ବନ ସର୍ବଗୁଣଧାରୀ ପ୍ରକୃତି। କାର୍ବନ ସର୍ବଗୁଣଧାରୀ ହେଲା, ଯେମିତି ତୁମର ପାଖରେ ସବୁ ପ୍ରକାର ଟ୍ୟାଲେଣ୍ଟ ରହିଛି, ମଲ୍ଟି ଟ୍ୟାଲେଣ୍ଟେଡ ପର୍ସନ ତୁମେ ମାନେ ହେଲା। ମଲ୍ଟି ଟ୍ୟାଲେଣ୍ଟେଡ ପର୍ସନ କେମିତି, ତୁମେ ମାନେ ଏକା ସାଙ୍ଗରେ ଚାରିଟା କାମ କରିଦଉଛ। ଚାରିଟା କାମ କେମିତି, ଶୁଇଛ ବୁଝ ହେଲା, ଏକା ସାଙ୍ଗେ ଚାରିଟା କାମ କରୁଛ ଏଇନା ହେଲା। ଫାର୍ଷ୍ଟ ତ ଶୁଇଛ, ତାପରେ ହଉଛି ସେକେଣ୍ଡ ମୋବାଇଲ ଦେଖୁଛ ହେଲା, ମୋବାଇଲ ଦେଖୁଛ। ଥାର୍ଡ ରେ ହଉଛି କିସ, ଖାଉଛ ବି ମଝିରେ ମଝିରେ କିସ, ଆମର ବାଦାମ ଫାଦାମ ରଖିଦେଇକି ଖାଉଛ ହେଲା। ତାପରେ ହଉଛି ଫୋର୍ଥ ରେ ହଉଛି କିସ କାମ କରୁଛ, ଫୋର୍ଥ ରେ ଆମର ହଉଛି ମଝିରେ ମଝିରେ ଇନଷ୍ଟା ଦେଇକି ହଉଛି ରିପ୍ଲାଏ ବି ଦେଇ ଦଉଛ ହେଲା। ଇନଷ୍ଟା ଫେସବୁକ ଯାଇକି ହଉଛି କିସ ମେସେଜ ବି କରିଦଉଛ, ଚାଟିଂ ବି କରିଦଉଛ, ରିଲ୍ସ ବି ଦେଖି ଦଉଛ ହେଲା। ତ ତୁମେ ମଲ୍ଟି ଟ୍ୟାଲେଣ୍ଟ ପର୍ସନ ହେଲ ନା ନାଇଁ। ଯେମିତି କାର୍ବନ ର ସେମିତି ମଲ୍ଟି ଟ୍ୟାଲେଣ୍ଟେଡ ରହିଛି। କାର୍ବନ ହଉଛି କି ମଲ୍ଟି ଟ୍ୟାଲେଣ୍ଟେଡ, ତୁମର ପରି ମଲ୍ଟି ଟ୍ୟାଲେଣ୍ଟେଡ କିଏ, କାର୍ବନ। ତାର ବି ହଉଛି ବହୁତ ପ୍ରକାର ଗୁଣ ରହିଛି। ତୁମର ଯେମିତି ହଉଛି ଏକା ସାଙ୍ଗରେ ବହୁତ ଗୁଡା କାମ କରିପାର, କାର୍ବନ ହଉଛି କି ଏକା ସାଙ୍ଗେ ବହୁତ ଗୁଡା କାମ କରିପାରେ। ଯେମିତି ହଉଛି ପ୍ରଥମ ଗୁଣ, ପ୍ରଥମ ଗୁଣ କାର୍ବନର କିସ, କାର୍ବନର ପ୍ରଥମ ଟ୍ୟାଲେଣ୍ଟ ହଉଛି କାର୍ଟିନେସନ ଟ୍ୟାଲେଣ୍ଟ ରହିଛି। ତା ମାନେ ହଉଛି କାର୍ବନ ହଉଛି କିସ, ସେ ହଉଛି ବହୁତ ଲମ୍ବା ଶୃଙ୍ଖଳ ତିଆରି କରିପାରିବ ହେଲା, ବହୁତ ବଡ ଯୌଗିକ ତିଆରି କରିପାରିବ ବୁଝିହେଲା। କେମିତି, ହଉଛି ସେ ଲମ୍ବା ଯୌଗିକ ବି ତିଆରି କରିପାରିବ ହେଲା। ଏମିତି ଲମ୍ବା ଯୌଗିକ ବି ତିଆରି କରିପାରିବ। ତାପରେ ହଉଛି ଏମିତି ଗଛ ଡାଳ ପରି ଶାଖା ଯୌଗିକ ବି ତିଆରି କରିପାରିବ। ତାପରେ ହଉଛି କି ଚକ୍ରାକାର ଯୌଗିକ ବି ତିଆରି କରିପାରିବ ବୁଝିହେଲା। କାର୍ବନର ବହୁତ ପ୍ରକାର ଟ୍ୟାଲେଣ୍ଟ ରହିଛି। ଫାର୍ଷ୍ଟ ଟ୍ୟାଲେଣ୍ଟ କିସ, କାର୍ଟିନେସନ ଗୁଣ ପଢିଯିବ। କାର୍ଟିନେସନ ଗୁଣ କିସ, କାର୍ବନର କାର୍ଟିନେସନ ଗୁଣ ହଉଛି କିସ, କାର୍ବନ ହଉଛି ବନ୍ଧ ବାନ୍ଧି କିସ ବହୁତ ପ୍ରକାର ଯୌଗିକ ତିଆରି କରିପାରେ। କିସ କିସ ଶାଖା ଯୌଗିକ ବି ହେଲା, ଶାଖା। ତାପରେ ହଉଛି ଲମ୍ବା, ତାପରେ ହଉଛି କିସ ଚକ୍ରାକାର ଗୋଲ ଯୌଗିକ ବି। ଯେମିତି ହଉଛି ଏଇଟା ହଉଛି କିସ, ଏଇଟା କିସରେ ବାବୁ, ଏଇଟା ହଉଛି ଆମର ହଉଛି କି ଯୌଗିକ, ଏଇଟା ହଉଛି ଆମର ଲମ୍ବା ଯୌଗିକ ବୁଝିହେଲା, ଲମ୍ବା ଯୌଗିକ। ତାପରେ ଏଇଟା ହଉଛି କିସ, ଶାଖା ବାଲା ହେଲା। ତାପରେ ଏଇଟା ହଉଛି କିସ, ଆମର ଚକ୍ରାକାର ବାଲା ବୁଝିହେଲା। କାର୍ବନର କାର୍ଟିନେସନ ଗୁଣ ଏଇଟା ହେଲା। ଯଦି ପଡିଲା କାର୍ବନ ସର୍ବଗୁଣଧାରୀ ପ୍ରକୃତି କଣ ପାଇଁ, ଲେଖିଦବ। କାର୍ବନର ବହୁତ ପ୍ରକାର ଗୁଣ ରହିଛି। ଯେମିତି ହଉଛି କାର୍ଟିନେସନ ଗୁଣ, କାର୍ଟିନେସନ ଗୁଣ କିସଟା ଲେଖିବ ବୁଝିହେଲା, ଏକ୍ସାମ୍ପଲ ସହ ଦେବ। ତାପରେ ହଉଛି ଦେଖବା ସେକେଣ୍ଡ ଗୁଣ, କାର୍ବନ ହଉଛି ଚତୁଃସଂଯୋଜୀ। କାର୍ବନ କିସ ଚତୁଃସଂଯୋଜୀ, କାର୍ବନର ଚତୁଃସଂଯୋଜୀ ହେଲା ଗୁଣ ରହିଛି। ସେଇଟା ହଉଛି କି, ସାର୍ ସେଇଟା ହଉଛି ହଉଛି କାର୍ବନର ବାହ୍ୟତମ କକ୍ଷରେ ଚାରିଟି ଇଲେକ୍ଟ୍ରନ ରହିଛି, ତେଣୁ ହଉଛି କିସ ଚାରିଟି ବନ୍ଧ ବାନ୍ଧେ। କାର୍ବନ କେତେଟା ହାତ ରହିଛି, ଚାରିଟି ବନ୍ଧ ବାନ୍ଧେ ମାନେ ହଉଛି କାର୍ବନର ଚାରିଟି ହାତ ଅଛି। ଚାରିଟା ହାତରେ ଚାରି ଜଣଙ୍କୁ ଏନର୍ଜି କରିପାରେ ବୁଝିହେଲା। ଚାରି ଜଣ, ଚାରିଟା ହାତରେ କିସ ଚାରି ଜଣଙ୍କୁ ସମ୍ଭାଳି ପାରେ ବୁଝିହେଲା। କାର୍ବନର କେମିତି ଚାରିଟା ହାତ ରହିଛି। ତ ଗୋଟେ କାର୍ବନର କେତେଟା ହାତ ରହିଥାଏ, ଚାରିଟି ବୁଝିହେଲା। ସେଇଟାକୁ କୁହାଯାଏ କାର୍ବନ ଚତୁଃସଂଯୋଗୀ। ମାନେ ଚାରିଟା ହାତରେ ଚାରି ଜଣଙ୍କୁ ହ୍ୟାଣ୍ଡସେକ୍ କରିପାରେ ହେଲା। ଦେଖ ନା ଏଇଠି ହଉଛି କିସ, ଆମର କାର୍ବନ ଚାରି ଜଣଙ୍କୁ ହ୍ୟାଣ୍ଡସେକ୍ କରିଛି, କାହାକୁ କାହାକୁ, ହାଇଡ୍ରୋଜେନ ଚାରି ଜଣଙ୍କୁ ହ୍ୟାଣ୍ଡସେକ୍ କରିଛି ବୁଝିପାରିଲ। ଭେରି ଗୁଡ ହେଲା। ତ ଲିଖିଦବ ହଉଛି ଏଇଟା ହଉଛି କିସ, କାର୍ବନର ଚତୁଃସଂଯୋଜୀ ଗୁଣ।
ତାପରେ ଦେଖବା ନେକ୍ସଟ ନେକ୍ସଟ ପଢବା ହଉଛି କାର୍ବନ ର ଅପରୂପ ହେଲା, କାର୍ବନ ର ଅପରୂପ ବୁଝିହେଲା। କାର୍ବନ ର ଅପରୂପ ତୁମର ଯେମିତି ପିଲେ ହେଲା ବହୁତ ପ୍ରକାର ରୂପ ରହିଛି, କେତେବେଳେ ରୋମାଣ୍ଟିକ ବହି ହେଇଯାଉ ହେଲା, କେତେବେଳେ ରୋମାଣ୍ଟିକ ବହି ହେଇଯାଉ, କେତେବେଳେ ହଉଛି କିସ ଆମର ହଉଛି ଇୟା ହେଇଯାଉ, ପୁରା ସେଡ ବୟ ହେଇଯାଉ, ଆଉ କେତେବେଳେ ହଉଛି କି ପୁରା ଆକ୍ସନ ହିରୋ ହେଇଯାଉ, ଆକ୍ସନ ହିରୋ ହେଲା। ଯେତେବେଳେ ହଉଛି ତୁମେ ହଉଛି କି ତୁମେ ଯେତେବେଳେ ନାଇନ୍ଥ କ୍ଲାସ ରେ ଥିଲ ମନେ ପକାଅ ହେଲା, ତୁମେ ଯେତେବେଳେ ହଉଛି କିସ ନାଇନ୍ଥ କ୍ଲାସ ରେ ଥିଲ, ସେତେବେଳେ ହଉଛି କିସ ହେଇଥିବ ରୋମାଣ୍ଟିକ ହିରୋ ହେଇଥିବ ହେଲା, ସେତେବେଳେ ହଉଛି କିସ ହେଇଥିବ ରୋମାଣ୍ଟିକ ହେଇଥିବ। ତାପରେ ହଉଛି ତୁମେ ଯେତେବେଳେ ଛୋଟ ଥିଲ ସେତେବେଳେ ହଉଛି ଡନ୍ ପୁରା ଧମକେଇ ଦଉଥିଲ ପିଲାମାନଙ୍କୁ ହେଲା, ଛୋଟ ଥିଲା ବେଳେ ସେତେବେଳେ ଡନ୍ ଥିଲ, ସେତେବେଳେ ହଉଛି ପୁରା ଆକ୍ସନ ହିରୋ ଥିଲ, ଯାହାକୁ ପାରୁଥିଲ ପିଟି ଦଉଥିଲ ହେଲା। ସେମିତି ହଉଛି ତୁମେ ଯେତେବେଳେ ପୁରା ଟେନ୍ କ୍ଲାସ ହେଇଛ, ସେତେବେଳେ କିସ ଟେନ୍ କ୍ଲାସ ହେଇଛ ସେତେବେଳେ ଗୁଡ ବୟ ହେଇଛ ହେଲା। ତୁମର ଯେମିତି ବହୁତ ପ୍ରକାର ରୂପ ଅଛି ହେଲା, ସାର୍ ପାଖରେ ଅଲଗା, ତାପରେ ୟା ପାଖରେ ଅଲଗା, ପିଲାମାନଙ୍କ ପାଖରେ ଅଲଗା, ଝିଅ ମାନଙ୍କ ପାଖରେ ଅଲଗା, ସେମିତି ହଉଛି କାର୍ବନ ର ବି ବହୁତ ପ୍ରକାର ରୂପ ରହିଛି। କିସ କିସ ଗୋଟେ ହଉଛି ହୀରା, ଆଉ ଗୋଟେ ହଉଛି କିସ ଗ୍ରାଫାଇଟ, ଆଉ ଗୋଟେ ହଉଛି ଫୁଲେରିନ ହେଲା। ହୀରା, ଗ୍ରାଫାଇଟ, ଫୁଲେରିନ, ଭେରି ଗୁଡ। ହୀରା ମାନେ ହଉଛି ସେଇ ଚକଚକ ବାଲା ଡାଇମଣ୍ଡ ହେଲା, ଯୋଉ ଡାଇମଣ୍ଡ ରିଙ୍ଗ ଟା ତୁମେ କିଣିକି ଗିଫ୍ଟ ଦେବ ବୋଲି ଭାବିଛ ସେଇ ଡାଇମଣ୍ଡ ରିଙ୍ଗ ହେଲା, ହୀରା। କାର୍ବନ ସେଇଟା ହଉଛି କି ସଡା କାର୍ବନ ଟା ବୁଝିହେଲା, କାର୍ବନ ର ଅପରୂପ ବୁଝିହେଲା। ସେଇଟା ହଉଛି କି କାର୍ବନ ର ଅପରୂପ। ତ ମନେ ରଖିବ ହୀରା କେମିତି ହଉଛି କିସ ମାନେ ହୀରାରେ ହଉଛି, ହୀରାରେ କାର୍ବନ ରହିଛି, ହୀରାରେ ପ୍ରତ୍ୟେକ କାର୍ବନ ଚାରିଟି କାର୍ବନ ସହ ବନ୍ଧ ବାନ୍ଧିଥାନ୍ତି ବୁଝିହେଲା। ହୀରାରେ ଯେତେ ବି କାର୍ବନ ରହିଛି, ଧରା ଯୋଉ ହୀରାରେ କାର୍ବନ ଗୋଟେ ଅଛି ହେଲା, ସିଏ ହଉଛି କି ଚାରିଟି କାର୍ବନ ସହ ବନ୍ଧ ବାନ୍ଧିଥିବ ହେଲା। ଚାରଟି କାର୍ବନ ସହ, ଏଇ କାର୍ବନଟା କେତେ ଚାରଟି କାର୍ବନ ସହ, ଏଇ ଗୋଟେ କାର୍ବନ, ଏଇ ଗୋଟେ କାର୍ବନ, ଏଇ ଗୋଟେ କାର୍ବନ, ଏଇ ଗୋଟେ କାର୍ବନ, ଚାରଟି କାର୍ବନ ସହ ହାତ ମିଳିଛି ନା ନାଇଁ? ଏଇ କାର୍ବନ ବି ଚାରଟି କାର୍ବନ ସହ ହାତ ମିଳିଥିବ ହେଲା। ହୀରାରେ ପ୍ରତ୍ୟେକ କାର୍ବନ ଚାରଟି କାର୍ବନ ସହ ବନ୍ଧ ବାନ୍ଧନ୍ତି, ମନେ ରହିଲା, ଭେରି ଗୁଡ ହେଲା, ସାଧା ପଏଣ୍ଟ ଟା। ତାପରେ ହଉଛି ଗ୍ରାଫାଇଟ ରେ, ଗ୍ରାଫାଇଟ ର ହଉଛି ପ୍ରତ୍ୟେକ କାର୍ବନ ହଉଛି ତିନିଟି କାର୍ବନ ସହ ହାତ ବାନ୍ଧିଥାନ୍ତି ହେଲା, ହ୍ୟାଣ୍ଡସେକ୍ କରିଥାନ୍ତି। କେଟି କାର୍ବନ ସହ? ତିନିଟି କାର୍ବନ ସହ ବୁଝିହେଲା। ତାପରେ ହଉଛି ହୀରାର ସଂରଚନା କେମିତି କଣ ତ୍ରିବିମୟ, ତ୍ରିବିମୟ ହଉଛି ହୀରାର ସଂରଚନା ଚିତ୍ର ଯଦି ବନେଇବା, ହୀରାର ସଂରଚନା ଚିତ୍ର ଦେଖ ବାବୁ, ହୀରାର ସଂରଚନା ଚିତ୍ର ହଉଛି ଏଇଟା ବୁଝିହେଲା। ହୀରାର ସଂରଚନା ଚିତ୍ର ହଉଛି ଏଇଟା, ଏଇଟା ଏଇଟା ହଉଛି କିସ ଆମର ହୀରାର ସଂରଚନା ଚିତ୍ର। ହୀରାର ସଂରଚନା ଚିତ୍ର କିସ ତ୍ରିବିମୟ ହେଲା। ଆଉ ହଉଛି ଗ୍ରାଫାଇଟ ର ସଂରଚନା ଚିତ୍ର କେମିତି ଏଇଟା, ଗ୍ରାଫାଇଟ ର ସଂରଚନା ଚିତ୍ର ହଉଛି ଆମର ହଉଛି ଷଡଭୁଜୀୟ ବିନ୍ୟାସ। ଏଇ ଯେ ଗୁଲ ଗୁଲ ଦେଖୁଛ ନା ଆଲି ପରି, ସେଇଟା ହଉଛି ଗୋଟେ କାର୍ବନ ବୁଝିହେଲା, ସେଇଟା ହଉଛି କାର୍ବନ, କାର୍ବନ ନ ଲେଖିକି ସେଇଟା ଗୁଲ ଗୁଲ ଷ୍ଟାଇଲ ରେ ଦିଆହେଇଛି ବୁଝିହେଲା। ଦେଖ ଏଠି କାର୍ବନ, ପ୍ରତ୍ୟେକ କାର୍ବନ ର ଚାରିଟା ହାତ ଅଛି ନା ନାଇଁ? ହୀରାରେ କହିଥିଲେ ପ୍ରତ୍ୟେକ କାର୍ବନ ର କେତେଟା ଚାରିଟା ହାତ ଥାଏ, ଚାରିଟା ହାତ ହଉଛି କି ଚାରିଟା କାର୍ବନ ସହ ବନ୍ଧ ବାନ୍ଧିଥାଏ। ଦେଖ ଏଇ କାର୍ବନ ଟା ଦେଖ କେତେଟା ହାତ ଅଛି, ଏଇ କାର୍ବନ ଟା ଅଛି, ଏଇ କାର୍ବନ ଟା ହଉଛି ଏକ ଦୁଇ ତିନ ଚାର, ଚାରିଟା କାର୍ବନ ସହ, ପ୍ରତ୍ୟେକ କାର୍ବନ ହଉଛି ଚାରିଟା କାର୍ବନ ସହ ହ୍ୟାଣ୍ଡସେକ୍ କରିଥା ବୁଝିହେଲା। ତାପରେ ହଉଛି ଆମର ହଉଛି ଗ୍ରାଫାଇଟ ରେ ଦେଖ ପ୍ରତ୍ୟେକ କାର୍ବନ ତିନିଟା କାର୍ବନ ସହ, ଏଇ କାର୍ବନ ହଉଛି ଏକ ଦୁଇ ତିନ, ତିନିଟା କାର୍ବନ ସହ ହ୍ୟାଣ୍ଡସେକ୍ କରିଛି ବୁଝିହେଲା। ମନେ ରହିବ, ଭେରି ଗୁଡ। ୟାଠୁ ସାଧା ପାଠ ନାହିଁ ହେଲା, ଯୋଉ ପୁରା ରୋବଟ ହେଇଛ ତୁମେ ମାନେ ତ ମନେ ରଖିପାରୁଛ, ଭେରି ଗୁଡ ହେଲା। ତାପରେ ହଉଛି ହେଲା କ୍ୱେଶ୍ଚନ ପଡେ କାର୍ବନ ରେ ପ୍ରତ୍ୟେକ କାର୍ବନ କେତୋଟି କାର୍ବନ ସହ ବନ୍ଧ ବାନ୍ଧିଥାନ୍ତି, କେଟି ଚାରୋଟି ବୁଝିହେଲା। ହୀରାରେ ଗ୍ରାଫାଇଟ ରେ ସରି, ହୀରାରେ ହଉଛି ଚାରୋଟି, ଗ୍ରାଫାଇଟ ରେ ତିନୋଟି ବୁଝିହେଲା। ତାପରେ ହଉଛି ହୀରା ହଉଛି ସବୁଠୁ ଶକ୍ତ ପଦାର୍ଥ ବୁଝିହେଲା, ସବୁଠୁ ଶକ୍ତ ପଦାର୍ଥ। ହୀରା ହଉଛି ସବୁଠୁ ଶକ୍ତ ପଦାର୍ଥ, ଆଉ ହଉଛି ଆମର ଗ୍ରାଫାଇଟ ହଉଛି ନରମ ଟା, ଏହା ହଉଛି ପିଛଡା ହେଲା। ଗ୍ରାଫାଇଟ କୁ ଛୁଇଁ ଛୁଇଁ ଦେଖିବ ପିଛଡା ଲାଗବ ହେଲା, ପିଛଡା ଲାଗବ। ତାପରେ ହଉଛି ଏଟାକୁ ଠସ୍ କରିକି ଭାଙ୍ଗି ପାରିବ ହେଲା, ଭଙ୍ଗୁର। କିନ୍ତୁ ହୀରାଟାକୁ ଭାଙ୍ଗି ପାରିବନି ହେଲା, ହୀରାଟାକୁ ଭାଙ୍ଗି ପାରିବନି, ହାତୁଡିରେ ପିଟିଲେ ବି କି ସହଜରେ ଭାଙ୍ଗିବନି। ତାପରେ ହଉଛି ହୀରା ବି ବିଦ୍ୟୁତ କୁ ପରିବାହୀ ହେଲା, ହୀରା ବିଦ୍ୟୁତ କୁ ପରିବାହୀ, ତୁମେ ଛୋଟ ବେଳୁ ଜାଣିଛ ମାନେ ହଉଛି ଟିକେ ସମୟ ପୂର୍ବରୁ କହିଥିଲି କିସ ଆମର ହଉଛି ହୀରା ହଉଛି କିସ କାର୍ବନ ହଉଛି ବିଦ୍ୟୁତ କୁ ପରିବାହୀ, ତ ହୀରା ବି ବିଦ୍ୟୁତ କୁ ପରିବାହୀ। କିନ୍ତୁ କିନ୍ତୁ ଏଠି ମନେ ରଖ ହଉଛି କିସ ଗ୍ରାଫାଇଟ ଯେ ବି କାର୍ବନ ର ଅପରୂପ, ସେ ହଉଛି ବିଦ୍ୟୁତ ସୁପରିବାହୀ। ଦେଖିଛ ନା ନାଇଁ ପେନସିଲ ଭିତରେ ଯେ କାଳିଆ ଜିନିଷଟା ଅଛି, ସେଇଟା ହଉଛି ଗ୍ରାଫାଇଟ ହେଲା, ସେଇଟା ହଉଛି ଗ୍ରାଫାଇଟ। ସେଇଟା ହଉଛି ବିଦ୍ୟୁତ ସୁପରିବାହୀ ନା ନାଇଁ? ତୁମେ ଛୋଟବେଳେ ପରୀକ୍ଷା କରି ଦେଖିବ ନା, ଦେଖିଛ ନା ନାଇଁ? ଏପଟେ ଗୋଟେ ବ୍ଲେଡ ରଖିଦେଇଥିବ ହେଲା, ଏପଟେ ଗୋଟେ ବ୍ଲେଡ ରଖିଦେଇଛ, ଏପଟେ ଗୋଟେ ବ୍ଲେଡ ରଖିଦେଇଛ ହେଲା, ଏପଟେ ଗୋଟେ ବ୍ଲେଡ ରଖିଦେଇଥିବ, ବିଜ୍ଞାନ ଗାରରେ ବି ପରୀକ୍ଷା କରି ଦେଖିଛ ହେଲା। ବ୍ଲେଡ ରଖିଦେଇଛ, ତାପରେ ପେନସିଲ ଟାକୁ ଦୁଇ ପଟ ହଉଛି କି ସକୁରିକି ହଉଛି ଏଇ ଉପରେ ରଖିଦେଇଛ ହେଲା, ଏଇ ଉପରେ ରଖିଦେଇଛ। ତାପରେ ଏଇଠୁ ନେଇକି ହଉଛି କି ସ୍ପିକର ହଉଛି ଲଗେଇ ଦେଇଛ ହେଲା, କିମ୍ବା ହଉଛି ଏଇଠୁ ନେଇକି ତାର କନେକ୍ସନ କରିଦେଇଛ। ସ୍ପିକର ଟା ଏମିତି ଖର ଖର କଲେ ସ୍ପିକର ଟା ସାଉଣ୍ଡ ହୁଏ ନା ନାହିଁ? ଆଉ ନହେଲେ ହଉଛି ଏମିତି ତୁମେ ଯଦି ଏଇଟା ଲାଇଟ ଟା ତୁମର ସେଇ ଛୋଟ ଡଙ୍ଗା 10 ବାଲା ବଲ୍ବ, ତାପରେ ହଉଛି ଏଇଠୁ ତାର ନେଇକି ପେନସିଲ ଗୋଟେ ମୁଣ୍ଡରେ ଲଗେଇଦେଲ, ତାପରେ ଏଇଟା ଆଉ ଗୋଟେ ସେଇ ପେନସିଲ ଆଉ ଗୋଟେ ମୁଣ୍ଡରେ ଲଗେଇଦେଲ। ତାପରେ ହଉଛି ଏଇଟା ବ୍ୟାଟେରୀରେ ଲଗେଇଲେ କିସ ଲାଇଟ ଟା ଜଳିଥାଏ ହେଲା।
ବେଶୀ ପାୱାର ନ ଜଳିଲେ ବି ଟିକେ ଜଳବ, ବୁଝିହେଲା। ତ ହଉଛି ଗ୍ରାଫାଇଟ ହଉଛି କି ବିଦ୍ୟୁତ ସୁପରିବାହୀ ହେଲା। ତାପରେ ହଉଛି ଫୁଲେରିନ, ଦେଖ ଫୁଲେରିନ ସାର୍ କିଛି ଜିନିଷ, ଫୁଲେରିନ ହଉଛି ଆମର ହଉଛି, ଫୁଲେରିନ ର ହଉଛି ସଂରଚନା ଫୁଟବଲ ପରି ହେଲା, ଫୁଟବଲ ପରି ଦେଖତେ, ଦେଖ ଫୁଟବଲ ପରି ହଉଛି ଏଇଠି ଲେଖା ହେଇଥିଲା ନା, ଏଇଠି ଚିତ୍ରଟା ଥିଲା, ଏଇଟା ହଉଛି ଫୁଲେରିନ ର ସଂରଚନା, ଏଇଟା ଫୁଟବଲ ପରି ଯେ ଦିଶୁଛି ଏଇଟା ହଉଛି କି ସବୁ ଫୁଲେରିନ। ଏହାକୁ ଆଉ C16 ମଧ୍ୟ କୁହାଯାଏ, କିସ କୁହାଯାଏ? C16 ମଧ୍ୟ କୁହାଯାଏ। ଫୁଲେରିନ ର ଅନ୍ୟ ନାମ କିସ? ସି ସିକ୍ସଟି ଛଅ, ସି ଆଉ 60 ହେଲା, କିସ କୁହାଯାଏ? ଫୁଲେରିନ ର ଅନ୍ୟ ନାମ ହଉଛି C60, ବୁଝିହେଲା। ତ ଏଠି ସର୍ଟ କ୍ୱେଶ୍ଚନ ଗୋଟେ ମନେ ରଖ, ଫୁଲେରିନ ଗୋଟେ ହଉଛି ବକମିନଷ୍ଟର ଫୁଲେରିନ ହଉଛି ମେଡିକାଲ ରେ ବ୍ୟବହାର କରାଯାଏ। କୋଉଠି ବ୍ୟବହାର କରାଯାଏ? ବକମିନଷ୍ଟର ଫୁଲେରିନ ମେଡିକାଲ ରେ ବ୍ୟବହାର କରାଯାଏ। ଗ୍ରାଫାଇଟ କୋଉଠି ବ୍ୟବହାର ହୁଏ? ପେନସିଲ। ଆଉ ହୀରାକୁ କୋଉଠି ବ୍ୟବହାର କରାଯାଏ? କାଚ କାଟିବାରେ, ବୁଝିହେଲା। ଭେରି ଗୁଡ। ତ ପଢବ ଯଦି ହଉଛି ଆମର ହୀରା ବିଷୟରେ ଲେଖ, ଗ୍ରାଫାଇଟ ବିଷୟରେ, କାର୍ବନ ର ଅପରୂପ ବିଷୟରେ ଲେଖ, ସବୁଟା ପୁରା ଲେଖିଦବ, ବୁଝିହେଲା। ଯଦି ତୁମର 1 ମାର୍କ ବି ପଡିଥିବ ନା, ପୁରାଟା ଲେଖିଦବ, ବୁଝିପାରିଲ। 2 ମାର୍କ ବି ପଡିଥିଲେ ପୁରାଟା ଲେଖିପାରିବ ହେଲା। ଏମିତି ହିଁ ଲେଖବ, ବୁଝିହେଲା। ତୁମେ ହଉଛି ପୁରା ବାକ୍ୟର ନ ଲେଖିକି ଯଦି ଏମିତି ପଏଣ୍ଟ କରି ଲେଖବ ହେଲା, ତୁମେ ହଉଛି ଛୋଟବେଳେ ହଉଛି କି ପୁରା ପାରାଗ୍ରାଫ ଲେଖୁଥିବ, ଲଙ୍ଗ କ୍ୱେଶ୍ଚନ ଆନ୍ସର କି ପାରାଗ୍ରାଫ ରେ ଲେଖୁଥିବ। ଏଠି ପାରାଗ୍ରାଫ ନୁହଁ, ପଏଣ୍ଟ କରି ଲେଖବ। ପଏଣ୍ଟ କରି ଲେଖିଲେ ହଉଛି କି ପଢବାରେ ସୁବିଧା ହେଇଥାଏ, ସରଳ ସୁବିଧା ହେଇଥାଏ ହେଲା। ତାପରେ ପଢବା ଯୌଗିକ, ଯୌଗିକ ବିଷୟରେ ହେଲା। ଯୌଗିକ ମାନେ କି ଦୁଇଟା ମୌଳିକ ପଦାର୍ଥ ମିଶି ଯୌଗିକ ତିଆରି କରନ୍ତି ହେଲା। ଯୌଗିକ ହଉଛି 3 ପ୍ରକାର ଯୌଗିକ ହେଲା। ଆମେ 3 ପ୍ରକାର ଯୌଗିକ ବିଷୟରେ ପଢବା। ଗୋଟେ ହଉଛି କାର୍ବନ ଯୌଗିକ, ଆଉ ଗୋଟେ ହଉଛି କି ଜୈବ ଯୌଗିକ, ଆଉ ଗୋଟେ ହଉଛି ହାଇଡ୍ରୋଜେନ କାର୍ବନ ହେଲା, କାର୍ବନ। 3 ପ୍ରକାର ଯୌଗିକ, ଗୋଟେ ହଉଛି କାର୍ବନ ଯୌଗିକ, ଗୋଟେ ହଉଛି ଜୈବ ଯୌଗିକ, ଆଉ ଗୋଟେ ହଉଛି ହାଇଡ୍ରୋକାର୍ବନ। ତେବେ ହଉଛି ଆମେ କୋଉଠି କୋଉ ବିଷୟରେ ପଢବା କୁହ ନା, ଏଇ ହାଇଡ୍ରୋକାର୍ବନ ବିଷୟରେ ପଢବା ହେଲା। ଏଇ ବିଷୟରେ ଏଇ ସମ୍ପୂର୍ଣ୍ଣ କାର୍ବନ ବିଷୟରେ, ହାଇଡ୍ରୋକାର୍ବନ ବିଷୟରେ କେବଳ ପଢବା। ଏଇ କାର୍ବନ ଯୌଗିକରେ କିସ ଥାଏ? କାର୍ବନ ଯୌଗିକ କୋଉଗୁଡା କୁହାଯାଏ? ଯୋଉ ଯୌଗିକରେ କାର୍ବନ ରହିଛି ତାହାକୁ କାର୍ବନ ଯୌଗିକ କୁହାଯାଏ। ଧରାଯାଉ ଗୋଟେ ଏକ୍ସାମ୍ପଲ ଦେଲି, CCl4, କାର୍ବନ ରହିଛି, ଏଇଟା ଗୋଟେ କାର୍ବନ ଯୌଗିକ। ଆଉ ଜୈବ ଯୌଗିକ ହଉଛି ସେଇ ଯୌଗିକ ଯୋଉ ଯୌଗିକରେ କାର୍ବନ ବି ରହିଥାଏ, ତାର ସହ ହଉଛି ନାଇଟ୍ରୋଜେନ ବି ରହିଥାଏ, ବୁଝିହେଲା। ଯୋଉ ଯୌଗିକରେ କାର୍ବନ ବି ରହିଥାଏ, ତାର ସାଙ୍ଗରେ ନାଇଟ୍ରୋଜେନ ବି ରହିଥାଏ। ନାଇଟ୍ରୋଜେନ ମାନେ N ବି ରହିଥିବ, C ବି ରହିଥିବ, N ବି ରହିଥିବ, ସେଇ ଯୌଗିକ କିସ କୁହାଯାଏ? ଆମର ହଉଛି ଜୈବ ଯୌଗିକ। ତାପରେ ହଉଛି ହାଇଡ୍ରୋକାର୍ବନ ହଉଛି କୋଉଗୁଡା କୁହ ନା, ଯୋଉ ଯୌଗିକରେ ହଉଛି କାର୍ବନ ରହିଥିବ, ତାର ସାଙ୍ଗରେ ହଉଛି ହାଇଡ୍ରୋଜେନ ହେଲା। କାର୍ବନ ଆଉ ହାଇଡ୍ରୋଜେନ ରହିଥିଲେ ସେଟାକୁ କିସ କୁହାଯାଏ? ଆମର ହାଇଡ୍ରୋକାର୍ବନ, ବୁଝିହେଲା। ଭେରି ଗୁଡ। ତାପରେ ପଢବା ହେଲା, ଏଇ 3ଟା ଯେ ଯୌଗିକ ପଢିଲେ, এই ବିଷୟର ଡିଟେଲ୍ସ ଆମେ କାହା ବିଷୟରେ ପଢବା? ଏଇ ଭିତରୁ ଆମେ ଡିଟେଲ୍ସ ପଢବା ହଉଛି ହାଇଡ୍ରୋକାର୍ବନ ବିଷୟରେ ହେଲା। ହାଇଡ୍ରୋକାର୍ବନ, ହାଇଡ୍ରୋକାର୍ବନ ହଉଛି ସେଇ ଯୋଉ, ହାଇଡ୍ରୋକାର୍ବନ ହଉଛି ସେଇ ଯୌଗିକ ଯୋଉ ଯୌଗିକରେ ହଉଛି କି କାର୍ବନ ରହିଥିବ ଆଉ ହାଇଡ୍ରୋଜେନ ରହିଥିବ, ବୁଝିହେଲା। ହାଇଡ୍ରୋକାର୍ବନ ଦେଖବା କେତେ ପ୍ରକାର। ହାଇଡ୍ରୋକାର୍ବନ 2 ପ୍ରକାର। ହାଇଡ୍ରୋକାର୍ବନ କେତେ ପ୍ରକାର? 2 ପ୍ରକାର। ପାର୍ଥକ୍ୟ ପଡେ। ହାଇଡ୍ରୋକାର୍ବନ 2 ପ୍ରକାର, ଗୋଟେ ହଉଛି ପୃକ୍ତ ହାଇଡ୍ରୋକାର୍ବନ, ଆଉ ଗୋଟେ ହଉଛି ଅପୃକ୍ତ ହାଇଡ୍ରୋକାର୍ବନ। ବେଳେ ବେଳେ ହଉଛି ହାଇଡ୍ରୋକାର୍ବନ କୁ ଖାଲି କାର୍ବନ ଯୌଗିକ ବି କୁହାଯାଇଥିବ, ବୁଝିହେଲା। ସେଇ ସମାନ କାର୍ବନ ଯୌଗିକ ବି କେତେ ପ୍ରକାର? 2 ପ୍ରକାର। ଗୋଟେ ହଉଛି ପୃକ୍ତ କାର୍ବନ, ଗୋଟେ ହଉଛି ଅପୃକ୍ତ କାର୍ବନ ହେଲା। ଆଉ ହାଇଡ୍ରୋକାର୍ବନ ବି 2 ପ୍ରକାର, ପୃକ୍ତ ହାଇଡ୍ରୋଜେନ କାର୍ବନ, ଆଉ ହଉଛି କି ଅପୃକ୍ତ ହାଇଡ୍ରୋକାର୍ବନ, ବୁଝିହେଲା। ପୃକ୍ତ ହାଇଡ୍ରୋକାର୍ବନ କିସ କୁହ ନା, ଯୋଉ କାର୍ବନ ଯୌଗିକ ଭିତରେ ଏକକ ବନ୍ଧ ରହିଥାଏ ହେଲା। ଧରା ଯୋଉ ଗୋଟେ କାର୍ବନ ଯୌଗିକ କହିଲି CCl3, CCl4, ଏଇ କାର୍ବନ ଯୌଗିକରେ ଯଦି ଧର ଏମିତି ଚିତ୍ରଟା ହବ ତାର, ଏମିତି ହବ। ଦେଖ ଏଇ କାର୍ବନ ଯୌଗିକର କେତେଟା ବନ୍ଧ ରହିଛି? ଏକକ ବନ୍ଧ ରହିଛି। 4ଟା ବନ୍ଧ ରହିଛି ମାନୁଛି ହେଲା, କିନ୍ତୁ ହଉଛି କି କୋଉ ପ୍ରକାର ବନ୍ଧ? ବନ୍ଧ 3 ପ୍ରକାର ପଢିଥିଲେ ନା, ସିଙ୍ଗଲ ବଣ୍ଡ, ଡବଲ ବଣ୍ଡ, ଟ୍ରିପୁଲ ବଣ୍ଡ, ମାନେ ଏକକ ବନ୍ଧ, ଦ୍ୱିବନ୍ଧ, ତ୍ରିବନ୍ଧ ହେଲା। ତେବେ ହଉଛି ଏଠି କୋଉ ପ୍ରକାର ବନ୍ଧ ରହିଛି? ଏକକ ବନ୍ଧ, ବୁଝିହେଲା। ସବୁ ଗୋଟାରେ ଏକକ ବନ୍ଧ ରହିଛି, ତେବେ ହଉଛି ଏଇଟା ପୃକ୍ତ କାର୍ବନ ହେଲା। ସେମିତି ହଉଛି ଅପୃକ୍ତ ହଉଛି କି ଯୋଉ କାର୍ବନ ଯୌଗିକରେ ଏକକ ବନ୍ଧ ନଥାଏ ହେଲା, ମାନେ ଦ୍ୱିବନ୍ଧ ଥିବ କିମ୍ବା ହଉଛି ତ୍ରିବନ୍ଧ ଥିବ ହେଲା, ସେଇ ପ୍ରକାର ଯୌଗିକ ଗୁଡାକୁ କିସ କୁହାଯାଏ? ଅପୃକ୍ତ ହାଇଡ୍ରୋକାର୍ବନ, ବୁଝିହେଲା। ତେବେ ଏଇ ପୃକ୍ତ ହାଇଡ୍ରୋକାର୍ବନ ରହୁଛି କିସ କନା, ଏମାନଙ୍କୁ ଆଲକେନ ବି କୁହାଯାଏ। ପୃକ୍ତ ହାଇଡ୍ରୋକାର୍ବନ କିସ କୁହାଯାଏ? ଆଲକେନ ବି କୁହାଯାଏ। ଆଉ ଅପୃକ୍ତ ହାଇଡ୍ରୋକାର୍ବନ କୁ କୁହାଯାଏ ଆଲକିନ ବି କୁହାଯାଏ, ଆଉ ଆଲକାଇନ ବି କୁହାଯାଏ, ବୁଝିହେଲା। ଆଲକିନ ବି କୁହାଯାଏ, ଆଲକାଇନ ବି କୁହାଯାଏ। ତ ନେକ୍ସଟ ପଢବା ହଉଛି ଆଲକିନ କୋଉଗୁଡାକୁ କୁହାଯିବ, ଆଲକାଇନ କୋଉଗୁଡାକୁ କୁହାଯିବ, ବୁଝିହେଲା। ଦେଖ ଏକ୍ସାମ୍ପଲ ବି ଦେଇ ଦେଇଛି ଏଠି ହେଲା, ଏଇଠି। ତାପରେ ଦେଖ ନେକ୍ସଟ ପେଜ ଚାଲ। କହିଲି ପୃକ୍ତ କାର୍ବନ କୁ ଆଉ କିସ କୁହାଯାଏ? ଆଲକେନ କୁହାଯାଏ ହେଲା। ଆଉ ଅପୃକ୍ତ କାର୍ବନ କୁ ଆଲକିନ ବି କୁହାଯାଏ, ଆଲକାଇନ ବି କୁହାଯାଏ ହେଲା। ତ ହଉଛି ଆଲକେନ କୋଉଗୁଡା କୁହ ନା, ଯୋଉ କାର୍ବନ ଯୌଗିକ ଧରାଯାଉ, ଯୋଉ କାର୍ବନ ଯୌଗିକ, ଗୋଟେ କାର୍ବନ ଯୌଗିକ ଏକ୍ସାମ୍ପଲ ଦଉଛି C2H6, ବୁଝିହେଲା। C2H6। ଆଉ ଗୋଟେ କାର୍ବନ ଯୌଗିକ ଏକ୍ସାମ୍ପଲ ଦଉଛି C2H4। ତାପରେ ଆଉ ଗୋଟେ କାର୍ବନ ଯୌଗିକ ଏକ୍ସାମ୍ପଲ ଦେଇଛି C2H2 ହେଲା। ତେବେ ହଉଛି କହିଲି ଯୋଉ କାର୍ବନ ଯୌଗିକ ହଉଛି ଆମର ଗୋଟେ ବନ୍ଧ ଥାଏ, ତାହାକୁ ହଉଛି କି ଆଲକେନ।
বা হচ্ছে পৃক্ত কার্বন। ତେବେ ପୃକ୍ତ କାର୍ବନ ଦେଖିବା ଚିହ୍ନବା କେମିତି, ଏଇଟା ପୃକ୍ତ ନା ଅପୃକ୍ତ ନା ହଉଛି ଆଲକେନ ନା ଆଲକିନ ନା ଆଲକାଇନ ଜାଣବା। ଜାଣବା ହଉଛି ସାର୍ ଏଇ ଫର୍ମୁଲା ଟା ଦେଖିକି ଦେଖ ହେଲା। ମନେ ରଖ ଆଲକେନ ର ଗୋଟେ ଫର୍ମୁଲା ଅଛି CnH2n+2। ମନେ ରଖିଦ ଆଲକେନ ତଳେ କିଛି ମନେ ରଖ CnH2n+2। ମାନେ ଏଇ ରୂପରେ ଯିଏ ଥିବ ହେଲା, ଏଇ ରୂପରେ ଯିଏ ଥିବ ସେଗୁଡା ହଉଛି କିସ ଆଲକେନ ବା ପୃକ୍ତ କାର୍ବନ ହେଲା। ଆଉ ଏଇ ରୂପରେ ଯିଏ ଥିବ ସିଏ ହଉଛି କିସ ଆଲକିନ। ଆଉ ଏଇ ରୂପରେ ଯିଏ ଥିବ ହଉଛି କିସ ସିଏ ହଉଛି ଆଲକାଇନ। ବୁଝିଲା। ତେବେ ହଉଛି ଏଇ ରୂପରେ ଦେଖ ଏନ୍ ଏନ୍ ଜାଗାରେ ମୁଁ ଯଦି କେତେ ଟୁ ବସେଇଲି, ଏନ୍ ଜାଗାରେ ଟୁ ବସେଇଲି, ଏଇ ଜାଗାରେ କେତେ ହବ 2n ମାନେ ହଉଛି 2 ଦୁଣେ 4 ଯୁକ୍ତ 2 କେତେ 6 ହେଲା। ତେବେ ହଉଛି ଏଇ ରୂପରେ ଅଛି CnH2n+2। ଏଇଟା ହଉଛି 2 ବସେଇଲି, ଏନ୍ ଜାଗାରେ 2 ବସେଇଲି, ଏଇଠି କେତେ ହେଇଛି 2n+2 ମାନେ ହଉଛି 2 ଗୁଣ 2 ଯୁକ୍ତ 2 ହେଇଛି ହେଲା। ତେବେ ହଉଛି ଏଇଟା ଆଲକେନ ହବ। ତାପରେ ହଉଛି ୟାର ଦୁଇ କାର୍ବନ ର 2 ଗୁଣ ହେଇଛି ହେଲା, କାର୍ବନ ର 2 ଗୁଣ ମାନେ ଆଲକିନ, ମାନେ ଏଇଠି ଡବଲ ବଣ୍ଡ ଥିବ ହେଲା। ଏମିତି ଯଦି ଏ ଫର୍ମୁଲାରେ ଥିବ ଏଠି ସିଙ୍ଗଲ ବଣ୍ଡ। ଆଉ ଯଦି ହଉଛି ଏନ୍ ର 2 ଗୁଣ ହେଇଥିବ ତେବେ ହଉଛି କିସ ଏଠି ଡବଲ ବଣ୍ଡ। ଆଉ ହଉଛି ଏନ୍ ର 2 ଗୁଣରୁ 2 ମାଇନାସ ହେଇଥିଲେ ଏଠି କିସ ଟ୍ରିପୁଲ ବଣ୍ଡ ରହିବ। ବୁଝିପାରିଲ? ବୁଝିପାରିଲ? ଭେରି ଗୁଡ ବୁଝିପାରିଲ ହେଲା। କିସ କହିଲି ପୃକ୍ତ କାର୍ବନ ହଉଛି ସେଇ କାର୍ବନ ଯୋଉ କାର୍ବନ ର ଫର୍ମୁଲା ହଉଛି ଏଇଟା ଥିବ ଫର୍ମୁଲା। ବୁଝିଲା। ଆଉ ଗୋଟେ କହୁଛି କୁହନା ଏଇଟା C5H10। C5H10 ଏଇଟା କୋଉ ପ୍ରକାର ପୃକ୍ତ ନା ଅପୃକ୍ତ ଚିହ୍ନ କେମିତି ହେଲା। ଏଇ ରୂପରେ ଅଛି କି, ଏଇ ରୂପରେ ଅଛି CnH2n+2 ରେ ଅଛି କି, ମାନେ Cn 5 ଅଛି। ଏପଟେ ହଉଛି କେତେ 2n+2 ହେବା ଦରକାର, ମାନେ 5 ଗୁଣେ 10 ଯୁକ୍ତ 5 15 ହେବା ଦରକାର। ହେଇନି, ମାନେ ହଉଛି ଇଏ ପୃକ୍ତ ନୁହଁ ଅପୃକ୍ତ ହେଇଥିବ। ତେବେ ଅପୃକ୍ତର ପୁଣି କୋଉଟା ଆଲକିନ ନା ଆଲକାଇନ, ଆଲକିନ ନା ଆଲକାଇନ ଦେଖବା। ୟାର 2 ଗୁଣ ହେଇଛି ମାନେ n ର 2 ଗୁଣ ହେଇଛି ତେବେ କିସ ହବ ଏଇଟା ହବ। CnH2n ହେଇଛି ନା, ତେବେ କୋଉଟା ହବ ଏଇଟା। ବୁଝିହେଲା। 2n-2 ହେଇଥିଲେ ତାହେଲେ ହଉଛି ଏଇଟା ହେଇଥାନ୍ତା। ବୁଝିଲା। ୟାର ଏକ୍ସାମ୍ପଲ ଗୋଟେ ଦେଇ ଦଉଛି C5। ତେବେ ହଉଛି ୟାର କେତେ ହବ, ଏଇଟା କେତେ ହବ 5 ଦୁଣେ 10 10 ରୁ ଇଆ ଗଲେ 5। ବୁଝିଲା। ଏଇଟା ବି କେତେ ହବ H5 ହେଇଥାନ୍ତା। ବୁଝିପାରିଲ। ତେବେ ହଉଛି ଆଲକେନ କୋଉଟା ଚିହ୍ନିବା ଆଲକିନ ଆଲକାଇନ ସେ ବିଷୟରେ ହେଡିଙ୍ଗ ଦବା। ବୁଝିଲା। ତ ହେଡିଙ୍ଗ ଦିଆ ହଉଛି ଆଲକେନ। ଆଲକେନ ଦେଇଛ, ୟାର ଫର୍ମୁଲା କିସ ଆମର ହଉଛି CnH2n+2। ଆଲକିନ ର ହଉଛି ଫର୍ମୁଲା CnH2n, ଆଲକାଇନ ର ଫର୍ମୁଲା ହଉଛି CnH2n-2। ତେବେ ଆଲକେନ ବନେଇବା ହେଲା। ଆଲକେନ ବନେଇବା ତା ପୂର୍ବରୁ ବନେଇବା ପୂର୍ବରୁ ହେଲା ଗୋଟେ ମନେ ରଖ ମିଥ୍ ଇଥ୍ ପ୍ରୋପ ବ୍ୟୁଟ ପେଣ୍ଟ ହେକ୍ସ। ମିଥ୍ ରେ ହଉଛି 1, 2 ଥିଲେ ହଉଛି ଇଥ୍, ପ୍ରୋପ ହଉଛି 3, ବ୍ୟୁଟ ହଉଛି 4, ପେଣ୍ଟ ହଉଛି 5, ହେକ୍ସ ହଉଛି କେତେ 6। ମନେ ରଖିଲ ସିରିୟଲି ମିଥ୍ ଇଥ୍ ପ୍ରୋପ ବ୍ୟୁଟ ପେଣ୍ଟ ହେକ୍ସ। ବୁଝାଲା। ଭେରି ଗୁଡ ମନେ ରହିଗଲା। ଆଲକେନ ର ଫର୍ମୁଲା ମନେ ରହିଲା, ଆଲକେନ ବନେଇବା ଦେଖ ହେଲା। ୟାର ତଳେ ଆଲକେନ ବନେଇବା, ୟାର ତଳେ ହଉଛି ଆଲକିନ ବନେଇବା, ୟାର ତଳେ ହଉଛି କି ଆଲକାଇନ ବନେଇବା। ଆଲକେନ ର ଫର୍ମୁଲା ଜାଣିଛ ଦେଖ ଏଇଟା CnH2n+2। ଆଲକିନ ର ଫର୍ମୁଲା ହଉଛି CnH2n+2। ଆଲକାଇନ ର ଫର୍ମୁଲା ହଉଛି CnH2n-2। ସବୁ ଗୁଡା ବନେଇବା ହେଲା, ଯୌଗିକ ବନେଇବା। ତାପରେ ହଉଛି ସେଗୁଡାର ନାମକରଣ ବି କରିବା। ବୁଝାଲ। ବହୁତ ସାଧା ପାଠ ଦେଖ ହେଲା। ଯୋଉମାନଙ୍କୁ ଡର ଲାଗୁଛି ହେଲା, ଯୋଉମାନଙ୍କୁ ଡର ଲାଗୁଛି ଡରନି, ଯୋଉମାନଙ୍କୁ ଡର ଲାଗୁଛି ଡରନି ହେଲା। ସେମାନେ ପୁରା ଘୁଷି ଦିଅ। ଆଉ ଯୋଉମାନେ ବୁଝିପାରୁଛ ତ ଭଲ କଥା, ଯୋଉମାନେ ବୁଝିପାରୁନ ବାର ବାର ଲେଖ, ଲେଖା ପ୍ରାକ୍ଟିସ କର, ଯାହା ଫଳରେ ହଉଛି କି ପୁରାଟା ମନେ ରହିଯିବ। ବୁଝିହେଲା ନା। ଭେରି ଗୁଡ। ଭେରି ଗୁଡ। ତ ବନେଇବା ଦେଖ ହେଲା। କିସ ବନେଇବା ଆଲକେନ ବନେଇବା। ଆଲକେନ ହଉଛି ଆଲକେନ ବନେଇବା ହେଲା। ଲାଇନ ପଳେଇଛି ତ ଟିକେ ଫେସ୍ ଟା ଟିକେ କମ ଦେଖେଇବ ହେଲା। ଆଲକେନ ବନେଇବା। ଆଲକେନ କେମିତି ବନେଇବା ଦେଖ। ସି ପାଖରେ ପ୍ରଥମ ୱାନ ଦେଲି, ସି ପାଖରେ ଏନ ରେ କେତେ ବସେଇଲି ୱାନ। ତ କୁହନା ରେ ବାବୁ এইচ ପାଖରେ କେତେ ହବ, এইচ ପାଖରେ ହଉଛି 2 1 2 ଯୁକ୍ତ 2 ମାନେ କେତେ 2 2 4। ବୁଝିହେଲା। ପ୍ରଥମ ଯୌଗିକ ବନେଇଲି C1H4। ୟାର ନାମ ଟା କିସ ହବ, ନାମଟା ହବ ହଉଛି ସି ପାଖରେ ଯଦି ୱାନ ଅଛି ହେଲା, ସି ପାଖରେ ୱାନ ହଉଛି କିସ ହବ ମିଥ। ମିଥ। ତେବେ ହଉଛି ଆଲକେନ ମାନେ ହଉଛି କିସ ମିଥ ଯୁକ୍ତ ଏନ ମାନେ ହଉଛି ମିଥେନ ହବ। ବୁଝିହେଲା। ମିଥେନ। ସେମିତି ୟାର ବନେଇବା, ୟାର ବନେଇବା ସି ରେ କେତେ ଦେବି ୱାନ ଦେଲି ହେଲା, ସି ରେ ୱାନ ଦେଲି ମାନେ ଏନ ରେ ୱାନ ଦେଲି। ତେବେ এইচ ପାଖରେ କେତେ ହବ 2n ଅଛି, ମାନେ ହଉଛି 1 ଇଣ୍ଟୁ କେତେ 2n। 1 ଇଣ୍ଟୁ 2n ମାନେ ଏଇଟା କେତେ ହବ CH2। ବୁଝିହେଲା। CH2 ହେଲା। ତ CH2 କେବେ ତିଆରି ହୁଏନି ହେଲା, ଏଠି ସିଧା 2 ବସଉଛି ହେଲା, ଏଠି 2 ବସଉଛି।
যদি এটি 2 বসাইলি তবে H2N টা কেতে হুয়ে? 2N টা মানে 2 দুণে 4 হয়ে যাব। বুঝলা ইয়ার নামটা কি সব? 2 কার্বন দুইটা আছে মানে কি সব ইথ রু স্টার্ট করব। ଆଉ এটা আলকিন মানে ইথিন। আলকিন মানে কি ইথিন, ইয়ার নাম হবো কি ইথিন। তারপরে হচ্ছে ইয়ার বেস সেମିତି বনাଇବା। সি পাখରେ এন ପାଖରେ କେତେ ବସେଇଲି? 2 ବସେଇଲି। ଏନ ରେ ବସେଇଲି 2। ସି ଏନ ରେ ବସେଇଲି 2। ତେବେ ଏଇଚ ପାଖରେ କେତେ ହବ? 2 ଏନ ମାନେ 2 ଦୁଣେ 4, 4 2 ଗଲେ 2। ତେବେ ଏଇଟାକୁ କିସ କୁହାଯିବ? ইথ। দুইটা কার্বন ଅଛି মানে হচ্ছে কি রু স্টার্ট করবি? ইথ। ইথ রু স্টার্ট করবি মানে হচ্ছে ଆଉ ইন ଅଛି লাস্টରେ। ইথিন, ইথাইন କୁହାଯିବ ହେଲା। ଏଟାକୁ କିସ କୁହାଯିବ? ଇଥାଇନ। କିସ ପଢାଯିବ? ଇଥାଇନ। କାଇନ ଅଛି ମାନେ ଇଥାଇନ। ବୁଝିପାରିଲ? এটা হচ্ছে মিথেন, ইথেন, তারপরে ইথিন, তারপরে হচ্ছে কি ইথাইন। সেমতি নেক্সট তার বনাইবি। এটা কেতে হবো? সি টু। সি টু এটি কেতে হবো? এইচ। এটি 2 বসালে এটি 2n+2 মানে হচ্ছে 2 দুণে 4 5 6 ହେଲା। তবে হচ্ছে ইয়ার নামটা কি সবারে? দুইটা কার্বন মানে ইথ রু স্টার্ট হবো, ইথ রু স্টার্ট হবো আর হচ্ছে এন লাগবো মানে কি সব ইথেন। বুঝলা? সেমতি এটি তিনটা। তারপরে হচ্ছে এটি কেতে হবো? 3 দুণে 6 6 যুক্ত 2 মানে 8 ହେଲା। 6 যুক্ত 2 মানে କେତେ ହବ? 8। ତେବେ ଏଇଟା କିସ ପଢାଯିବ? ଏଟାକୁ ପଢାଯିବ ହଉଛି ପ୍ରୋପ ରୁ ଷ୍ଟାର୍ଟ ହବ। ତିନିଟା କାର୍ବନ ମାନେ ହଉଛି କେତେ? ପ୍ରୋପ ରୁ ଷ୍ଟାର୍ଟ ହବ। ପ୍ରୋପିନ, ପ୍ରୋପେନ, ପ୍ରୋପେନ ହେଲା। ତାପରେ ହଉଛି ସେମିତି C4। C4 କୁହ, ନିଜେ କୁହ ହେଲା। C4 ମୁଁ କହିବା ଆଗରୁ ତୁମେ ମାନେ କମେଣ୍ଟ କରି କୁହ। C4 ହେଲେ ଏଇଠି କେତେ ହବ? এইচ টা কেতে ହେଇଯିବ? 4 ଦୁଣେ 8, 8 ଯୁକ୍ତ 2 ମାନେ 10 ହବ। ইয়ার নাম কি হব? বিউট ରୁ ଷ୍ଟାର୍ଟ হব। বিউট চারটা ଥିଲେ বিউট, কার্বন চারটা আছে মানে বিউট ରୁ ষ্টার্ট হব। ইয়ার নাম হব বিউটেন ହେଲା। তারপরে হচ্ছে C5। এইচটা কেতে হব? 5 দুণে 10 যুক্ত 2 12। তবে ইয়ার নামটা কি হব? ইয়ার নামটা হব হচ্ছে পেন্টেন ହେଲା। সেমতি তারপর ওটা নিজে রাখো, পেন্টেন। সেমতি এটা কেতে হব? C3 ହେଲେ ଏଇଟା এইচটা କେତେ ହବ? 6 2 ଗୁଣ ହେଇଯିବ। ୟାର ନାମଟା କି ହବ? ଇଥିନ। ତିନିଟା ଅଛି ମାନେ ପ୍ରୋ ରୁ ଷ୍ଟାର୍ଟ ହବ, ପ୍ରୋপিন ହେଲା। ସେମିତି ଲେଖିପାରିବ। ତାପରେ ହଉଛି ଇଆରବି ହେଲା। C3 এইচଟା କେତେ ହେଇଯିବ? C3 ମାନେ 3 ଦୁଣେ 6, 6 ରୁ 2 ଗଲେ କେତେ ହବ? 5। ସରି 6 ରୁ 2 ଗଲେ କେତେ ହବ? 4। 3 ଦୁଣେ 6, 6 ରୁ 2 ଗଲେ 4। C3H4 ইয়ার নামটা কি সবরে? ইয়ার নামটা হচ্ছে প্রোপাইন। তিনটা আছে মানে প্রো ରୁ ଷ୍ଟାର୍ଟ হବ, প্রোপাইন। বুঝিপারল? ভেরি গুড। সেମିତି ସବୁ ଗୁଡାର ନାମକରଣ କରିପାରିବ ହେଲା। ନାମକରଣ କରିପାରିବ। କ୍ଲିୟର? ଡାଉଟ କ୍ଲିୟର? ବୁଝିହେଲା? ତାପରେ ପଢବା ହଉଛି ସକ୍ରିୟ ଗ୍ରୁପ। ବୁଝିହେଲା? ସକ୍ରିୟ ଗ୍ରୁପ। ସକ୍ରିୟ ଗ୍ରୁପ ହଉଛି କି ସବୁ କେତେଟା ସକ୍ରିୟ ଗ୍ରୁପ ଅଛି? ଆମର 5ଟା ସକ୍ରିୟ ଗ୍ରୁପ ବିଷୟରେ ପଢବା। ବୁଝିହେଲା? ପଢିଯାଏ ସକ୍ରିୟ ଗ୍ରୁପ ହେଲା। 5টা সক্রিয় গ্রুপ বিষয়ে পড়ো। 5টা সক্রিয় গ্রুপ কি সব না? ফার্স্ট সক্রিয় গ্রুপ হচ্ছে হ্যালোজেন গ্রুপ। হ্যালোজেন গ্রুপ ফার্স্ট গ্রুপর নাম কি সব? হ্যালোজেন গ্রুপ। ফার্স্ট গ্রুপর নাম হচ্ছে হ্যালোজেন গ্রুপ। হ্যালোজেন গ্রুপ। হ্যালোজেন গ্রুপ। হ্যালোজেন গ্রুপ কোউটা কোনা কার্বন সহ যদি ক্লোরিন লাগিছি কিংবা ব্লোরিন লাগিছি তবে সেই গ্রুপর নাম কি সব? হ্যালোজেন গ্রুপ ହେଲା। কার্বন সহিত যদি ক্লোরিন ଆଉ হচ্ছে ব্রোমিন লাগিয়েছি সেটা হচ্ছে কোউ গ্রুপ কইবা? সেটা হচ্ছে আমার হচ্ছে কইবা হচ্ছে সক্রিয় গ্রুপ, হ্যালোজেন গ্রুপ ହେଲା। এক্সাম্পল দিয়ে দিছি CH3Cl। তারপরে হচ্ছে আলকোহল গ্রুপ। যদি OH লাগিয়েছি, যদি ভুলরে বি কার্বন সহিত OH লাগিয়েছি তবে হচ্ছে সেই গ্রুপর নাম কি সব? আমার আলকোহল গ্রুপ। বুঝালা? তারপরে হচ্ছে যদি ভুলরে বি কার্বন সহিত COH ହେଲା, COH যদি COH লাগিয়েছি, COH বুঝালা? তবে হচ্ছে সেই গ্রুপর নাম কি সব? আলডিহাইড গ্রুপ। আর যদি কার্বন সহিত CO লাগিয়েছি, খালি CO লাগিয়ে তবে হচ্ছে সেই গ্রুপর নাম কি সব? আমার হচ্ছে কিটোন গ্রুপ। আর যদি কার্বন সহিত হচ্ছে COOH লাগিয়েছি তবে হচ্ছে সেই গ্রুপর নাম কি সব? কার্বক্সিলিক গ্রুপ গ্রুপ। চিহ্নেই পারবো কোଉଟା କୋଉ গ্রুপ ହେଲା। তো হচ্ছে এইটা কোহ না, এটা কোଉ গ্রুপ ହେଲା। এইটা হচ্ছে সক্রিয় গ্রুপ পড়বো এমতি ହେଲା। CH3, CH2 ও Br କୁହ ନା ରେ, ଏଇଟା କୋଉ ଗ୍ରୁପ? এইটার গ্রুপ সক্রিয় গ্রুপর নাম কিস? এই যৌগিকর সক্রিয় গ্রুপর নাম কিস? ভেরি গুড। এই গ্রুপর হচ্ছে নাম কিস? এই যে সক্রিয় গ্রুপ কি? এটা হচ্ছে হ্যালোজেন গ্রুপ। হ্যালোজেন গ্রুপ। হ্যালোজেন গ্রুপ কোন পাই? ব্রোমিন লাগিয়েছি। বুঝালা? হ্যালোজেন জিনিস লাগিয়েছি। কুহ না এটা কোউ গ্রুপরে যাব? CH3, CH2 ও OH এটা কোউ গ্রুপরে যাব? এটা হচ্ছে কিস গ্রুপরে যাব? এটা হচ্ছে আলকোহল গ্রুপরে যাব। কোন পাই? কারণ হচ্ছে OH লাগিয়েছি। সেমতি CH3, CH2, COH এটা কোউ গ্রুপরে যাব? এটা হচ্ছে আলডিহাইড গ্রুপরে যাব। কারণ কোন পাই? কারণ হচ্ছে COH যদি লাগিয়েছি। COH লাগিয়েছিলে কি আলডিহাইড গ্রুপরে যাব। গ্রুপর নাম চিহ্নেই পারবো না নি, পরীক্ষারে পড়ে ହେଲା। গোটে ଦେଇଥିବ, ଏଇଟା ଦେଇଥିବ ହେଲା। এইটা ଦେଇଥିବ କହିଥିବ ହଉଛି এটা କୋଉ ଗ୍ରୁପ। ବୁଝିହେଲା? କୋଉ ଗ୍ରୁପ? COH ଲାଗିଛି, ଚିହ୍ନି ପାରିଲ? এটা হচ্ছে আলডিহাইড গ্রুপ। কিটোন গ্রুপ।
কিটোন গ্রুপ রে যদি সিও লাগিছি, এটি দেখো সিও লাগিছি, এবে হচ্ছে এটা কি গ্রুপ, এটা হচ্ছে আমার কিটোন গ্রুপ। কার্বক্সিলিক গ্রুপ কিস লাগিথিব, সিওওএইচ, সিওওএইচ লাগিছি মানে কিস কিটোন গ্রুপ, সরি কার্বক্সিলিক গ্রুপ। জানি পারলো ହେଲା, ভেরি গুড। তেবে হচ্ছে নামকরণ করবা ହେଲା, নামকরণ কেমতি করবা, গোটে হচ্ছে আমার যৌগিক দিয়া হইଥିବ তার নামকରଣ କେମିତି করবা ବୁଝାଲା। ଆଇୟୁପିଏସି ନାମ କୁହାଯାଏ, ସେଟା କୁଷ କୁହାଯାଏ, ଆଇୟୁପିଏସି ନାମ ବୁଝାଲା କେମିତି କରାଯିବ ଦେଖ। ଧରାଯାଉ ଗୋଟେ ଅଛି ସି ସି CH3 CH2 COH ବୁଝାଲା। এইটা ଅଛି কিস ଅଛି CH3 CH2 COH, বা হচ্ছে এইটাକୁ ଏମିତି ବି ଲେଖା ଯାଇଥାଏ CH3 CH2 COH ହେଲା। ତେବେ ତୁମେ ଫାଷ୍ଟ ଦେଖବ ଯେ ଏଠି କୋଉ ଗ୍ରୁପ ଅଛି, କୋଉ ଗ୍ରୁପ ଅଛି, COH ଗ୍ରୁପ ଅଛି, COH ଗ୍ରୁପ ଅଛି। ସେଇ COH ଗ୍ରୁପ ର ନାମ କିସ, COH ଗ୍ରୁପ ର ନାମ ହଉଛି ଆମର ହଉଛି କିସ, ଆମର ଆଲଡିହାଇଡ ଗ୍ରୁପ। କିସ COH ମାନେ ଆଲଡିହାଇଡ ଗ୍ରୁପ, CH ମାନେ ଆଲଡିହାଇଡ ଗ୍ରୁପ, ତେବେ COH ମାନେ ଆଲଡିହାଇଡ ଗ୍ରୁପ। ତେବେ କିସ করব কোনা, ଯୋଉଠି COH ଲାଗିଥିବ, ଯୋଉଠି COH ଲାଗିଥିବ ସେଇଠୁ ଗଣବା ଷ୍ଟାର୍ଟ କର, 1 2 3 କିସ ହେଲା, 1 2 3, 1 2 3 মানে তিনটা কার্বন আছে, তিনটা কার্বন আছে মানে কিস হবো রে এটা, তিনটা কার্বন আছে মানে হচ্ছে মিথ ইথ প্রপ, প্রপ ରୁ ଷ୍ଟାର୍ଟ করব ହେଲା, প্রপ প্রপ। তারপরে হচ্ছে ହେଲା আলডিহাইড, আলডিহাইড মানে হচ্ছে লাস্টে কিস লাগবো, আর লাগবো, প্রোপানাল, প্রোপানাল লাগিଯିବ বুঝালা, প্রোপানাল লাস্টে আর লাগিব, প্রোপান প্রোপেন, তিনটা মানে প্রোপেন না ହେଲା, প্রোপেন প্রোপ ଆଉ হচ্ছে লাস্টে আর লাগিছে মানে আলডিহাইড গ্রুপ লাগিছে বলে কিস হয়ে যাব প্রোপানাল বুঝালা। সেমতি ଆଉ ଗୋଟେର ନାମକରଣ করবা, CH3 CH2 CH2 COH, ইয়ার নামটা কুয়া না, ইয়ার নামটা কুয়া না, গণবা স্টার্ট করবি কেপটু, এপটু 1 2 3 4 বুঝালা। গণবা স্টার্ট করলি, তবে হচ্ছে কেতে হবো, এটা হচ্ছে বিউটেন, চারটা আছে মানে বিউট ରୁ স্টার্ট হবো, বিউট। তারপরে হচ্ছে লাস্ট OH গ্রুপ মানে আলডিহাইড গ্রুপ লাগিছে, তবে কি হবো বিউটানাল বুঝালা। সেমতি ଆଉ ଗୋଟେର ନାମକରଣ କର, ଆଉ ଗୋଟେର ନାମକରଣ ହଉଛି CH3 CH2 OH ହେଲା। তবে ফার্স্ট চিহ্ন যে এটু কোন গ্রুপ আছে, কোন গ্রুপ আছে, আমার হচ্ছে এটি হচ্ছে আলকোহল গ্রুপ, OH মানে হচ্ছে আলকোহল না, আলকোহল যে মদটা তুমি পিও ହେଲା, আলকোহল গ্রুপ। তবে হচ্ছে গণবা স্টার্ট করবি 1 2, দুইটা কার্বন আছে, তবে হচ্ছে কি সব দুইটা মানে মিথ ইথ, ইথ ରୁ স্টার্ট হবো, ইথ ହେଲା, ইথ ରୁ স্টার্ট হবো। আলকোহল মানে লাস্টে কিস লাগবো, অল লাগবো, ইথানল লাস্টে কিস লাগবো, ইথানল বুঝিপারলো। সেমতি নামকরণ করিপারবো, ভেরি সিম্পল ହେଲା, নামকরণ করিপারবো বুঝালা। ସେମିତି ଆଉ ଗୋଟାର ନାମକରଣ କରଣ, CH3 CH3 CH2 Cl ହେଲା। এটা କେତେ ହବ, এটা କ୍ଲୋରିନ ଲାଗିଛି ମାନେ କ୍ଲୋର ହେଲା, କ୍ଲୋରିନ ଲାଗିଛି ମାନେ କ୍ଲୋର। ମିଥ୍ ଇଥ୍, ମିଥ୍ ଇଥ୍ ହେଲା, ମିଥ୍ ଇଥ୍। ତେବେ হচ্ছে কিস ইথেন হব, মিথ ইথ মানে হচ্ছে ইথেন, তো এটা কিস করবো ক্লোরো ইথেন, কিস নাম দিয়ে দেবো ক্লোরো ইথেন বুঝিলা ହେଲା, নামকরণ করে ফেললো। তারপরে দেখো নেক্সট পড়বা হোমোলোগ শ্রেণী, কিস পড়বা নেক্সট, হোমোলোগ শ্রেণী। স্যার হোমোলোগ শ্রেণী পুଣି কিস, হোমোଲୋଗ ଶ୍ରେଣୀ ହଉଛି ଦୁଇଟା ଯୌଗିକ ହେଲା, ଦୁଇଟା ଯୌଗିକର ଯଦି ସଂକେତ ସମାନ ହେଲା, ସଂକେତ ସମାନ କିନ୍ତୁ ହଉଛି ରାସାୟନିକ ଧର୍ମ ଅଲଗା, ସେମାନଙ୍କୁ କିସ କୁହାଯାଏ, ହୋମୋଲୋଗ ଶ୍ରେଣୀ କୁହାଯାଏ। ହୋମୋଲୋଗ ଶ୍ରେଣୀ କାହାକୁ କୁହାଯାଏ, ଦୁଇଟା ଯୌଗିକର ହଉଛି ଯଦି ଆମର ସକ୍ରିୟ, ଆମର କିସ ସକ୍ରିୟ ଗ୍ରୁପ ସମାନ, ତାଙ୍କର ରାସାୟନିକ ଧର୍ମ ଅଲଗା, ତେବେ ହଉଛି ସେମାନଙ୍କୁ ହଉଛି କିସ ହୋମୋଲୋଗ ଶ୍ରେଣୀ କୁହାଯାଏ। ଯେମିତି ଏକ୍ସାମ୍ପଲ ଦଉଛି CH3COH, CH3CH2OH, এই দুইটা যৌগিকর হচ্ছে আমার কিস সক্রিয় গ্রুপ সমান নাই, এটি সক্রিয় গ্রুপ কিস ଅଛି OH গ্রুপ, OH মানে কিস আলকোহল গ্রুপ ଅଛି, এটি বি হচ্ছে OH গ্রুপ ଅଛି, এটা বি আলকোহল ର গ্রুপ। কিন্তু হচ্ছে এମାନଙ୍କର হଉଛି কিস ଆମର এটি CH3 ଅଛି, এটি CH3CH2 ଅଛି ହେଲା, ସକ୍ରିୟ ଗ୍ରୁପ ସମାନ କିନ୍ତୁ ହଉଛି ଆମର ହଉଛି ରାସାୟନିକ ଧର୍ମ, ଏଟା ଅଲଗା ଜିନିଷ, ଏଟା ଅଲଗା ଜିନିଷ ବୁଝିହେଲା। ଏମାନଙ୍କୁ କଣ କୁହାଯାଏ, ହୋମୋଲୋଗ ଶ୍ରେଣୀ। ତେବେ କୁହ ନା ଏଟା ହୋମୋଲୋଗ ଶ୍ରେଣୀ ହେବେ ନା ନାହିଁ, CH3 CH2 Cl, ତାପରେ ହଉଛି CH3 CH2 Br, বিআর, তবে এটা হোমোলোগ শ্রেণী হবে না নাই, ভেরি গুড হেবে, কারণ হচ্ছে এটি সিএল লাগিছে, এটি কিস লাগিছে বিআর, দুইটা যাক হচ্ছে কিস আমার হচ্ছে হোমো কিস হালোজেন গ্রুপ ହେଲା, ସକ୍ରିୟ ଗ୍ରୁପ ହାଲୋଜେନ ସକ୍ରିୟ ଗ୍ରୁପ ଅଛନ୍ ଲାଗିଛି, ଆଉ ହଉଛି କିସ ମାନେ ଏମାନେ ହଉଛି ହୋମୋଲୋଗ ଶ୍ରେଣୀ। ସେମିତି ଆଉ ଗୋଟେ ଏକ୍ସାମ୍ପଲ ଦଉଛି CH3 CH2OOH, COOH, ଆଉ ଗୋଟେ ଏକ୍ସାମ୍ପଲ ହଉଛି CH3 COOH, ଏମାନେ ହଉଛି ହୋମୋଲୋଗ ଶ୍ରେଣୀ ହେବେ ନା ନାହିଁ, ହେବେ।
କି ପାଇଁ ହଉଛି ଏଠି OH ଲାଗିଛି, COOH ଏଠି ବି ଲାଗିଛି ହେଲା। ତେବେ ଏମାନେ ବି ହୋମୋଲୋଗାସ୍ ଶ୍ରେଣୀ ହେବେ, କିନ୍ତୁ ଏଇଟା ହେବେ କି CH3OH, ଆଉ ଗୋଟେ ହଉଛି CH3 CH2 COOH, ଏମାନେ ହେବେ କି? ନା ହେବେନି। ଏଠି ହଉଛି କି ଗ୍ରୁପ ଲାଗିଛି? ଆଲକୋହଲ ଗ୍ରୁପ। OH ଗ୍ରୁପ ମାନେ ଆଲକୋହଲ ଗ୍ରୁପ। ଏଠି COOH ମାନେ ହଉଛି କାର୍ବୋକ୍ସିଲିକ ଗ୍ରୁପ ଲାଗିଛି, କାର୍ବୋକ୍ସିଲିକ ଏସିଡ ଗ୍ରୁପ ଲାଗିଛି। ସାର୍ କାର୍ବୋକ୍ସିଲିକ ଏସିଡ ଗ୍ରୁପ ପୁଣି ଭୁଲିଗଲେ। କାର୍ବୋକ୍ସିଲିକ ଏସିଡ ଗ୍ରୁପ ହଉଛି ଯୋଉଠି COOH ଲାଗିଥାଏ ହେଲା। ବୁଝିପାରିଲ, ସେଇଟା ହଉଛି ହୋମୋଲୋଗ ଶ୍ରେଣୀ। ଚିହ୍ନି ପାରବ କୋଉଟା ହୋମୋଲୋଗ ଶ୍ରେଣୀରେ ଅନ୍ତର୍ଗତ। ଭେରି ଗୁଡ ହେଲା। ତାପରେ ହଉଛି ହୋମୋଲୋଗ ଶ୍ରେଣୀର ଧର୍ମ। ହୋମୋଲୋଗ ଶ୍ରେଣୀର ଧର୍ମ ପଡିଯାଏ କ୍ୱେଶ୍ଚନ। ହୋମୋଲୋଗ ଶ୍ରେଣୀ କାହାକୁ କୁହାଯାଏ? ତାର ଧର୍ମ କିସ? ତାର ଧର୍ମ ହଉଛି ସକ୍ରିୟ ଗ୍ରୁପ ଗୁଡା ସମାନ। ଦୁଇଟା ହୋମୋଲୋଗସ୍ ଯୌଗିକରେ କିସ ସକ୍ରିୟ ଗ୍ରୁପ ସମାନ ଥିବ। ଯେମିତି ହଉଛି ଏମାନଙ୍କର ସକ୍ରିୟ ଗ୍ରୁପ ସମାନ ହେଲା, ସମାନ ନା। ତାପରେ ହଉଛି ପରମାଣୁ ସଂଖ୍ୟା ମଝିରେ କି ବଢିଲେ ହଉଛି ଗଣନାଙ୍କ ସ୍ଫୁଟନାଙ୍କ ବଢାଏ। ଦେଖ ଏଠି ହଉଛି ପରମାଣୁ ସଂଖ୍ୟା। ଏଠି ପରମାଣୁ କେତେଟା ଥିଲା? ସି ପରମାଣୁ କାର୍ବନ ହଉଛି କେତେଟା ଥିଲା? ଗୋଟେ ଥିଲା। ଏଠି ହଉଛି ଦୁଇଟା ହେଇଛି। ତେବେ ହଉଛି ପରମାଣୁ ଗଣନାଙ୍କ ସ୍ଫୁଟନାଙ୍କ କାହାର ବେଶୀ? ୟାର ବେଶୀ। ବୁଝିହେଲା? ସିମ୍ପଲ ପଏଣ୍ଟ ମନେ ରଖିପାରିବ। ଆଉ ମଝିରେ CH2 ଲାଗିଯାଏ ହେଲା। ଏଇଟା ଦେଖ, ଏଇ ଯୌଗିକ ଆଉ ଏଇ ଯୌଗିକ ଭିତରେ ପାର୍ଥକ୍ୟ କିସ? ଖାଲି ଯାହା ମଝିରେ CH2 ଲାଗିଛି। ବୁଝିହେଲା? ତାପରେ ହଉଛି ପଢବା ଆଇସୋମର। କିସ ପଢବା? ଆଇସୋମର। ଆଇସୋମର ହଉଛି ଯୋଉ ଯୌଗିକର ପରମାଣୁ ସଂକେତ ସମାନ ମାତ୍ର ପରମାଣୁ ସଜ୍ଜା ଅଲଗା, ତାହାକୁ କିସ କୁହାଯାଏ? ଆଇସୋମର। ଯୋଉ ଯୌଗିକର ପରମାଣୁ ସଂକେତ ସମାନ କିନ୍ତୁ ହଉଛି ପରମାଣୁ ସଜ୍ଜା ଅଲଗା, ସେମାନଙ୍କୁ କିସ କୁହାଯାଏ? ଆଇସୋମର ହେଲା। ମନେ ରହିବ, ଦେଖ କେମିତି ମନେ ରଖିବ। ଯୋଉ ଯୌଗିକର ପରମାଣୁ ସଂକେତ ସମାନ ମାତ୍ର ପରମାଣୁ ସଜ୍ଜା ଅଲଗା, ତାହାକୁ କୁହାଯାଏ ଆଇସୋମର। ଦେଖେଇ ଦଉଛି, ଦେଖ ଏଇଟା ଗୋଟେ ପରମାଣୁ ଯୌଗିକ CH4H10, C4H10, C4H10 ହେଲା। ইয়ার ପରମାଣୁ ସଜ୍ଜା କେମିତି? ଏମିତି ହେଲା। C4H10 ଚାରିଟା ସି ରଖିଦେଇଛି। ଗୋଟେ କାର୍ବନର ଚାରିଟା ହାତ ବାହାରେ, 1 2 3 4। ଏଇ କାର୍ବନର ବି ଚାରିଟା ହାତ, 1 2 3 4। ଏଇ କାର୍ବନର ବି ଚାରିଟା ହାତ, 1 2 3 4। ଏଇ କାର୍ବନର 1 2 3 4। ବୁଝିହେଲା? ଆଉ ଅଛି ସବୁ ହାତରେ କି ସବୁ ଗୋଟେ ଗୋଟେ ହାଇଡ୍ରୋଜେନକୁ ହ୍ୟାଣ୍ଡସେକ୍ କରିଦେଇଛି। ସେମିତି ଏଇଟା ହଉଛି ପରମାଣୁ ଆମର ଇଏ କିସ ସଜ୍ଜା କେମିତି? ଶାଖାରେ, ସରି ଲମ୍ବା ହେଲା। ତାପରେ ଦେଖ ଏଇଟାରେ ହଉଛି ସେଇ C4H10। C4H10 ମାନେ ଚାରିଟା କାର୍ବନ ଅଛି, 1 2 3 4। ଆଉ H ବି 10ଟା ଅଛି। ଦେଖ H10 ମାନେ 10ଟା, 1 2 3 4 5 6 7 8 9 10, 10ଟା ହେଲା। ଆମର ପରମାଣୁ ସଂକେତ ସମାନ କିନ୍ତୁ ହଉଛି ଏମାନଙ୍କର ହଉଛି କିସ? ପରମାଣୁ ସଜ୍ଜା ପୃଥକ। ବୁଝିହେଲା? ପରମାଣୁ ସଜ୍ଜା ପୃଥକ। ତେବେ ହଉଛି ସେଇ ପାଇଁ ହଉଛି ଏମାନଙ୍କୁ କିସ କୁହାଯିବ? ଆଇସୋମର କୁହାଯିବ ହେଲା। ଏମାନଙ୍କୁ କିସ କୁହାଯିବ? ଆଇସୋମର। ବୁଝିହେଲା? ୟାକୁ ପଢାଯିବ ବିଉଟେନ। ୟାକୁ ଖାଲି ଚିତ୍ରଟା ପଢିଗଲେ ମାନେ ବଦଳି ଗଲେ କିସ କୁହାଯିବ? ଆଇସୋ ବିଉଟେନ କୁହାଯିବ। ବୁଝିହେଲା? ତାପରେ ଦେଖ ଲୁଇସ୍ ଡଟ୍ ସଂରଚନା। ଲୁଇସ୍ ଡଟ୍ ସଂରଚନା, ଇଲେକ୍ଟ୍ରନ ଡଟ୍ ସଂରଚନା ତ ଜାଣିଥିଲ। ଲୁଇସ୍ ଡଟ୍ ସଂରଚନା କିସ ହେଲା? ପରୀକ୍ଷାରେ ପଡେ ଯେ ଲୁଇସ୍ ଡଟ୍ ସଂରଚନା ବନାଅ। ହାଇଡ୍ରୋଜେନ ର ଲୁଇସ୍ ଡଟ୍ ସଂରଚନା ବନେଇବା। ହାଇଡ୍ରୋଜେନ ର ପରମାଣୁ କ୍ରମାଙ୍କ କେତେ? 1। ବୁଝିହେଲା? ତେବେ ହଉଛି ପରମାଣୁ କ୍ରମାଙ୍କ ହଉଛି 1। ୟାର ତେବେ ଗୋଟେ ରହିବ, ୟାର ଇଲେକ୍ଟ୍ରନ ସଂରଚନା ବନେଇଲେ ହେଲା। ଏଠି ଲେଖିଦବ KLMN। ତେବେ ହଉଛି କେ ଘରେ କେତେଟା ରହିବ? ଦୁଇ, ଗୋଟେ। ତେବେ ହଉଛି H2 ର ଇଲେକ୍ଟ୍ରନ ସଂରଚନା ହଉଛି ଦୁଇଟା H ଲେଖିଦେଲ ହେଲା। ୟାର ହଉଛି ବାହାରେ ହଉଛି କେତେଟା ଇଲେକ୍ଟ୍ରନ ରହିବ? ଗୋଟେ। ୟାର ବାହାରେ କେତେଟା ଇଲେକ୍ଟ୍ରନ ରହିବ? ଗୋଟେ। ଗୋଟେ ଡଟ ବନେଇ ଦଉଛି ହେଲା। ୟାର ବାହାରେ ଗୋଟେ ଇଲେକ୍ଟ୍ରନ ରହିବ, ଗୋଟେ ଡଟ ବନେଇଦେଲେ। ଏଇ ଆମର ୟାର ବି ଏଇ ହାଇଡ୍ରୋଜେନ ର ବି କେତେ ରହିବ? ଗୋଟେ। ତେବେ ଏମାନଙ୍କର ଇଲେକ୍ଟ୍ରନ ସଂରଚନା ହଉଛି ଏମିତି ହବ। ବୁଝିହେଲା? ସେମିତି ଅକ୍ସିଜେନ। ଅକ୍ସିଜେନ ର ହଉଛି ଦୁଇଟା ଅକ୍ସିଜେନ, ମାନେ ଅକ୍ସିଜେନ ର ପରମାଣୁ କ୍ରମାଙ୍କ କେତେ? 8। ଅକ୍ସିଜେନ ର ପରମାଣୁ କ୍ରମାଙ୍କ 8। ତାର ଘର ହଉଛି KLMN ହେଲା। ପ୍ରଥମ ଘରେ ଦୁଇଟା ରହିବ, ସେକେଣ୍ଡ ଘରେ କେତେଟା ରହିବ? 6ଟା। ତେବେ ହଉଛି କିସ ୟାର ହଉଛି ଗୋଟେ ଅକ୍ସିଜେନ ଲେଖିଲି ଆଉ ଗୋଟେ ଅକ୍ସିଜେନ ଲେଖିଲି। ତେବେ ପ୍ରଥମ ଗୋଟେ ଅକ୍ସିଜେନ ର ବାହାରରେ କେତେଟା ଇଲେକ୍ଟ୍ରନ ରହିଛି? ଦୁଇଟା। ତେବେ ହଉଛି ସରି 6ଟା। ତେବେ 6ଟା ବନେଇ ଦଉଛି, 1 2 3 4 5 6। ବୁଝିହେଲା? ଆଉ ଗୋଟେ ହଉଛି ବନେଇ ଦଉଛି କେତେଟା? ତାର ବି 6ଟା। ଆଉ ଗୋଟେ ହଉଛି କେତେଟା? 6ଟା ତାର ବି ହେଲା। କିଏ ଖାଲି ଅକ୍ସିଜେନ ଆମର O, ଏଇଟା ବି କିସ? O। ୟାର ବାହ୍ୟତମ କକ୍ଷରେ କେତେଟା ରହିଛି? ବାହ୍ୟତମ କକ୍ଷରେ ଆମର କେତେଟା? 6ଟା। 1 2 3 4 5 6। ୟାର ବି କେତେଟା? 1 2 3 4 5 6। ବୁଝିଲା? ତେବେ ଇଲେକ୍ଟ୍ରନ ସଂରଚନା, ଇଲେକ୍ଟ୍ରନ ସଂରଚନା ହଉଛି ୟାର ସରି ଲୁଇସ୍ ଡଟ୍ ସଂରଚନା ହଉଛି, ୟାର ଲୁଇସ୍ ଡଟ୍ ସଂରଚନା ବନେଇବା ହେଲା ଟିକେ ଖାଲି।
ୟାର ଲୁଇସ୍ ଡଟ୍ ସଂରଚନା ହଉଛି ହେଲା ଏମିତି। ଏଇଆ ଦୁଇଟା ହଉଛି କି ସମ୍ବନ୍ଧ ବାନ୍ଧିଲେ ହେଲା, ସେଇ ପାଇଁ କୁହାଯାଏ ନା ଅକ୍ସିଜେନ ଡବଲ ବଣ୍ଡ ବାନ୍ଧେ ହେଲା। ଡବଲ ବଣ୍ଡ ମାନେ ହଉଛି ଦେଖ, ଏଇ ଅକ୍ସିଜେନ ତାର ଆଠଟା ହେବା ପାଇଁ ହେଲା, ଏଇ ଅକ୍ସିଜେନ ବି ଚାହିଁବ ତାର ବାହାର ଘର କେତେଟା ହଉ, ଆଠଟା ହଉ। ତ ସିଏ କିସ କଲା, ଆଉ ଗୋଟେ ଅକ୍ସିଜେନ ରୁ ଦୁଇଟା ନେଇଗଲା ବୁଝିଲା। ଦେଖ ନା ଏଇନା ଗଣନା, ଏଇ ଅକ୍ସିଜେନ ରୁ ବାହାରେ କେତେଟା ଅଛି, ଏକ ଦୁଇ ତିନି ଚାର ପାଞ୍ଚ ଛଅ ସାତ ଆଠ। ଏଇ ଅକ୍ସିଜେନ ବି ବାହାରେ କେତେଟା ଅଛି, ଏକ ଦୁଇ ତିନି ଚାର ପାଞ୍ଚ ଛଅ ଆମର ସାତ ଆଠ ବୁଝିଲା। ବୁଝିପାରିଲ ନା ହେଲା। ଯଦି ବୁଝିପାରୁନ ତେବେ ଆଉ ଗୋଟେ ଦେଖ, ଆଉ ଗୋଟେ ଦେଖ ଲୁଇସ୍ ଡଟ୍ ସଂରଚନା ବନଉଛି, CH4 ର ଲୁଇସ୍ ଡଟ୍ ସଂରଚନା ବୁଝିଲା। ସି କାର୍ବନ ର କେତେଟା ହାତ ଥାଏ ରେ, ଚାରିଟା ହାତ ଥାଏ। ଚାରିଟା ବିନ୍ଦୁ ବନେଇଦେଲି ହେଲା। ତାପରେ ହଉଛି ହାଇଡ୍ରୋଜେନ, ହାଇଡ୍ରୋଜେନ H4 ମାନେ ଚାରିଟା H, ଗୋଟେ H, ଗୋଟେ H, ଗୋଟେ H, ଗୋଟେ H। ଏଇ H ର କେତେଟା ଇଲେକ୍ଟ୍ରନ ଥିବ, ଗୋଟେ। ଏଆର ବି ଗୋଟେ ଥିବ, ଏଆର ବି କେତେଟା ଥିବ, ଗୋଟେ। ଏଆର ବି ଗୋଟେ ଥିବ। ତେବେ ହଉଛି ଏଇନା ଦେଖ କାର୍ବନ ର ବାହାରେ କେତେଟା, କାର୍ବନ ର ବାହାରେ ତ ଚାରିଟା ଥିଲା, ଏଇନା ଦେଖ କେତେଟା ହେଇଗଲା, ଏଇନା କେତେଟା ହେଇଗଲା, ଏଇନା ହେଇଗଲା ଆଠଟା ବୁଝିଲା। ଏଇନା ହାଇଡ୍ରୋଜେନ ର ଗୋଟେ ଥିଲା, ସିଏ ବି ଅନଷ୍ଟେବଲ ଥିଲା ହେଲା। ତ ହଉଛି ଏଇନା ହାଇଡ୍ରୋଜେନ ର ବାହାରେ କେତେଟା ହେଇଗଲା, ଏଇ ହାଇଡ୍ରୋଜେନ ର ବି ଦୁଇଟା, ଏଇ ହାଇଡ୍ରୋଜେନ ର ବି ଦୁଇଟା, ଏଇ ହାଇଡ୍ରୋଜେନ ର ବି ଦୁଇଟା, ଏଇ ହାଇଡ୍ରୋଜେନ ର ବି ଦୁଇଟା। ଲୁଇସ୍ ଡଟ୍ ସଂରଚନା ବନେଇ ଶିଖି ପାରିଲନି, ଆଉ ଗୋଟେ ଦେଖ ଶିଖଉଛି। ସି H3, CH3, Cl ବୁଝିଲା। ୟାର ଲୁଇସ୍ ଡଟ୍ ସଂରଚନା ବନେଇବା, କାର୍ବନ ର କେତେଟା ହାତ ଥାଏ, ଚାରିଟା। ଏଠି କାର୍ବନ ଗୋଟେ ଅଛି, କାର୍ବନ ର ଚାରିଟା ହାତ ବନେଇଦେଲି ବୁଝିଲା, ବନେଇ ପାରିଲ। ତାପରେ ହଉଛି ହାଇଡ୍ରୋଜେନ, ସବୁରେ ହଉଛି କି ଲୁଇସ୍ ଡଟ୍ ସଂରଚନା ଏମିତି ବନେଇବା ହେଲା। କାର୍ବନ, ଏଇଟା ହଉଛି କାର୍ବନ CH3Cl, ଏଇଟା ତ ଲେଖିଲେ ହଉଛି କି କାର୍ବନ ଲିଭିଯିବ। ଟିକେ ଖାଲି କାର୍ବନ ର ଚାରିଟା ହାତ ଥାଏ ହେଲା। ତେବେ ଚାରିଟା, ଏଠି ହାତ ଦେବିନି, ଏଠି ବିନ୍ଦୁ ଦେବି ବୁଝିଲା। ଡଟ୍ ସଂରଚନା କହିଛି ନା ହେଲା, ତେବେ ବିନ୍ଦୁ ଦେଲି, ଚାରିଟା ବିନ୍ଦୁ। ତାପରେ ହଉଛି ସବୁ ବିନ୍ଦୁରେ H3 ଅଛି, H3 ଅଛି, କେତେ ଅଛି, H3। ମାନେ ହଉଛି ସବୁରେ ହଉଛି କି H ଯୋଗ କରିଦେଲ ହେଲା। H ଯୋଗ କରିଦେଲ, ତିନିଟା H ଯୋଗ କରିଦେଲ, ଆଉ ଗୋଟେ ହଉଛି କି Cl ଅଛି ବୁଝିଲା। ତେବେ ହଉଛି H ର ହଉଛି ବାହାରେ କେତେଟା ଥାଏ, ବାହାର ଘରେ କେତେଟା ଥାଏ, ଗୋଟେ। H ର ବି କେତେଟା ଥିବ, ଗୋଟେ। ଏଇ H ର ବି ଗୋଟେ ଥିବ, ଏଇ ଆଉ Cl ର ବି ବାହାରେ କେତେଟା ଥାଏ, ଗୋଟେ। ତାପରେ ହଉଛି ଏଇଟା ବନେଇ ସାରିଲା ପରେ କିସ ଏମିତି କରିଦବ। ବନେଇ ସାରିଲା ପରେ ହଉଛି ଏମିତି କରିଦେଲ। ଏଇଟା ହଉଛି ଲୁଇସ୍ ଡଟ୍ ସଂରଚନା। ସେମିତି ଆଉ ଗୋଟେ ଲୁଇସ୍ ଡଟ୍ ସଂରଚନା ବନାଅ। କ୍ୱେଶ୍ଚନ ହଉଛି CH3 ଆମର CH2, CH3, ୟାର ଲୁଇସ୍ ଡଟ୍ ସଂରଚନା ବନାଅ ହେଲା। କେମିତି ବନେଇବା, କେତେଟା କାର୍ବନ ଅଛି, ତିନିଟା କାର୍ବନ ଅଛି। ତିନିଟା କାର୍ବନ ଲେଖିଦେଲେ ହେଲା, ତିନିଟା କାର୍ବନ ଲେଖିଦେଲେ ଏମିତି କରିକି, ତିନିଟା କାର୍ବନ ଏମିତି ଯୋଗ କରି ଲେଖିଦେଲି ବୁଝିଲା। ତାପରେ H3, ଏଠି H3 ମାନେ ହଉଛି କେତେଟା, ଏମିତି ବନେଇଦେଲ, ତିନିଟା H ଲଗେଇଦେଲ। ତେବେ ଏଇ କାର୍ବନ ର ଚାରିଟା ହାତ ହେଇଗଲା। ତେବେ ଏଇ ମଝି କାର୍ବନ ର କେତେଟା ହାତ ଅଛି, ଅଲରେଡି ଦୁଇଟା ହାତ ଅଛି, ଆଉ ଦୁଇଟା ହାତ ବାହାର କରିଦେଲି। ଏଇ କାର୍ବନ ର ଅଲରେଡି ଗୋଟେ ହାତ ଅଛି, ଆଉ କେତେଟା ହାତ ବାହାର କରିବି, ତିନିଟା ହେଲା। ତେବେ ହଉଛି ଏଇଟା H H H H H ହେଲା। ତେବେ ଗୋଟେ ବନ୍ଧରେ ଦୁଇଟା ଡଟ୍ ରହିଥାଏ ବୁଝିଲା, ଗୋଟେ ବନ୍ଧରେ କେତେଟା ଡଟ୍ ବା କେତେଟା ଇଲେକ୍ଟ୍ରନ ରହିଥାଏ, ଦୁଇଟା ଇଲେକ୍ଟ୍ରନ। ତେବେ ଏଇଠି କେତେଟା ଇଲେକ୍ଟ୍ରନ ଅଛି କହିପାରିବ, CH3 CH2 CH3 ରେ କେତେଟା ଇଲେକ୍ଟ୍ରନ ଅଛି, ଦୁଇଟା ଦୁଇଟା ଚାରିଟା ପାଞ୍ଚଟା ଛଅଟା ସାତଟା ଆଠଟା ନଅଟା ଦଶଟା ଏଗାରଟା ବାରଟା ତେରଟା ଚଉଦଟା ପନ୍ଦରଟା ଷୋହଳଟା ସତରଟା ଅଠରଟା ଉଣେଇଶଟା କୋଡିଏଟା ଇଲେକ୍ଟ୍ରନ ଗଣି ପାରିବ, ବନ୍ଧ ବି ଗଣି ପାରିବ ହେଲା, ବନ୍ଧ ବି ବନେଇ ପାରିବ। ସେମିତି ଆଉ ଗୋଟେ ବନାଅ, ଆଉ ଗୋଟେ ବନାଅ। CH3 କଡାଟା ଗୋଟେ ଦବା, C5H10 ବନେଇବା। ମାନେ ୟାର ଚିତ୍ରଟା ଦେଖ, ଏଠି କେତେଟା H ଅଛି ରେ, ପାଞ୍ଚଟା H ଅଛି। ତେବେ କିସ କରିବ କଣ, ସି ପାଞ୍ଚଟା ଯୋଗ କରିଦେଲ ବୁଝିଲା, ଏମିତି କରିଦେଲ ବୁଝିଲା। ତାପରେ ତୁମେ ହଉଛି ଏଇଟା ଦେଖো ଆଲକିନ ନା ଆଲକେନ ନା ଆଲକାଇନ ହେଲା। ତ ଭେରି ଗୁଡ, ଏଠି ହଉଛି 5 ର 2 ଗୁଣ ହେଇଛି ମାନେ ହଉଛି ଆଲକିନ। କି ପାଇଁ ନା H2n+2 ହୁଏ ଯେ, ସରି ଆମର ଆଲକିନ ରେ ହୁଏ CnH2n ହେଲା। ଆଲକେନ ରେ ହଉଥିଲା କିସରେ, ଆଲକେନ ରେ ହଉଥିଲା ହଉଛି CnH2n+2
ଆଲକିନ ରେ ହଉଥିଲା ହଉଛି CnH2n। ଆଲକାଇନ ରେ ହଉଥିଲା ହଉଛି ଆଲକାଇନ ର ହଉଥିଲା ହଉଛି କିସ CnH2n-2 ବୁଝିହେଲା। ତେବେ ହଉଛି ଆମର ଆଲକିନ ରେ କିସ ଏଇଟା ଆଲକିନ ଦେଖିକି ଜଣା ପଡୁଛି ଦୁଇ ଗୁଣ ହେଇଛି। ତେବେ ହଉଛି ଏଇଠି ଦେଖ କେମିତି ବନେଇବା ଆଲକିନ ମାନେ ହଉଛି ଡବଲ ବଣ୍ଡ ରହିବ କହିଥିଲେ ଆଲକିନ ମାନେ ଡବଲ ବଣ୍ଡ ରହିବ ବୁଝିହେଲା। ତେବେ ହଉଛି ପାଞ୍ଚଟା ସି ତ ଲେଖିଦେଲି। ତାପରେ ଏଇ ଭିତରୁ ତୁମେ ଏଇଠି ଏଇ ମୁଣ୍ଡରେ କି ଏଇ ମୁଣ୍ଡରେ ଯୋଉ ମୁଣ୍ଡରେ ହେବି ଚାହିଁଲେ ଡବଲ ବଣ୍ଡ ଦେଇଦେଲ ବୁଝିହେଲା। ଦି ବନ୍ଧ କରିଦେଲ। ତାପରେ ଏଇନା ସବୁ କାର୍ବନ ର ଚାରିଟା ହାତ ବାହାର କର। ଏଇ କାର୍ବନ ର ଅଲରେଡି ଦୁଇଟା ହାତ ଅଛି ଆଉ ଦୁଇଟା ହାତ ଦୁଇ ଦିଗକୁ ବାହାର କରିଦେଲି। ଏଇ କାର୍ବନ ର ତିନିଟା ହାତ ଅଲରେଡି ଅଛି ଏକ ଦୁଇ ତିନି ଆଉ ଗୋଟେ ବାହାର କରିଦେଲି। ଏଇ କାର୍ବନ ର ଦୁଇଟା ହାତ ଅଛି ଆଉ ଦୁଇଟା ବାହାର କରିଦେଲି। ଏଇ କାର୍ବନ ର ଅଲରେଡି ଦୁଇଟା ହାତ ଅଛି ଆଉ ଦୁଇଟା ବାହାର କରିଦେଲି। ଏଇ କାର୍ବନ ର ଗୋଟେ ହାତ ଅଛି ଆଉ ତିନିଟା ବାହାର କରିଦେଲି। ବୁଝିହେଲା। ଆଉ ସବୁରେ ହଉଛି ଏଇନା କିସ କରିଦବ ଏଇ ଯୋଗ କରିଦବ। ବୁଝିହେଲା ସବୁ ହାତର ଏଇ ଯୋଗ କରିଦବ। ଏଇଟା ହେଇଗଲା ୟାର ଚିତ୍ର ବୁଝିହେଲା। ବନେଇ ପାରବ ଭେରି ସିମ୍ପଲ ହେଲା। ତ ହଉଛି ତୁମ ଏକ୍ସାମ୍ପଲ ଗୁଡା ହଉଛି କରବ ଏଇଟା କର ଏଇଟା କରିକି କହିବ ହେଲା। ଯେଉଁମାନେ ହଉଛି କରିକି ନମ୍ବରରେ ପଠେଇବ 7978396772 ଏଇଟା କରିକି ପଠାଅ ତୁମେ। C6H14 ୟାର ଚିତ୍ରଟା ବନେଇକି ତୁମେ ନମ୍ବରରେ ପଠାଅ ହେଲା। ତାପରେ ହଉଛି ପଢବା ହଉଛି ଆମର କିସ ରାସାୟନିକ ଧର୍ମ ହେଲା। ଏଇ ଯେ ଦେଖିଲେ ଆମେ କିସ କାର୍ବନ ଯୌଗିକ ସେମାନଙ୍କ ରାସାୟନିକ ଧର୍ମ ପଢବା ବୁଝିହେଲା। ତେବେ ପ୍ରଥମ କାର୍ବନ ଯୌଗିକ ମାନେ କହୁଛି ଯଦି ଆମେ ଅକ୍ସିଜେନ ସହ ପ୍ରତିକ୍ରିୟା କର ବୁଝିହେଲା। ଅକ୍ସିଜେନ ସହ ପ୍ରତିକ୍ରିୟା ମାନେ ହଉଛି କିସ ଦହନ ପ୍ରତିକ୍ରିୟା ମାନେ ଅକ୍ସିଜେନ ସହ ଜଳେଇବା କାର୍ବନ ଯୌଗିକକୁ ଯଦି ଜଳେଇବା କିସ ବାହାରିବ କାର୍ବନ ଡାଇଅକ୍ସାଇଡ ବାହାରିବ ତାର ସହ ତାପ ବାହାରିବ ଆଲୋକ ବାହାରିବ ମାନେ ଜଳ ବାହାରିବ ବୁଝିହେଲା। ଏକ୍ସାମ୍ପଲ ଗୋଟେ କାର୍ବନ ଯୌଗିକର ନାମ ହେଲା ତାର ନାମ ହଉଛି କି ମିଥେନ। ଏଇଟା ହଉଛି କି CH4 ମାନେ ହଉଛି ମିଥ ରୁ ଷ୍ଟାର୍ଟ ହେଇଛି। ତେବେ ହଉଛି ମିଥ ରୁ ଷ୍ଟାର୍ଟ ହେଇଛି ମାନେ ସେଠି ୱାନ ହେଇଛି ୱାନ ଇଣ୍ଟୁ ଟୁ ପ୍ଲସ ଟୁ ହେଇଛି ମାନେ ଏଠି ୱାନ ଇଣ୍ଟୁ ଟୁ ପ୍ଲସ ଟୁ ହେଇଛି ନା। ତେବେ ଏଇଟା ଆଲକେନ ରହୁଛି ୟାର ରୂପରେ ଅଛି। ତେବେ ହଉଛି କି ହବ ଏଇଟା ହଉଛି ମିଥେନ ହବ। ମିଥେନ ଯୁକ୍ତ ଅକ୍ସିଜେନ ମାନେ ହଉଛି ମିଥେନ କୁ ଯଦି ଆମେ ଜଳିବା କିସ ବାହାରିବ କାର୍ବନ ଡାଇଅକ୍ସାଇଡ ବାହାରିବ ହାଇଡ୍ରୋଜେନ ଗ୍ୟାସ ବାହାରିବ ଆଉ ହଉଛି କିସ ସରି ଜଳ ବାହାରିବ ଆଉ ହଉଛି ତାପ ବାହାରିବ ତାର ସହ ଆଲୋକ ବାହାରିବ ବୁଝିହେଲା। ଦହନ ପ୍ରତିକ୍ରିୟା ଜାଣିଲ। ଦହନ ପ୍ରତିକ୍ରିୟା ହଉଛି କାର୍ବନ ଯୌଗିକ ଯଦି ଜଳେଇବା ବା ଦହନ କରିବା କିସ ବାହାରିବ ଆମର କାର୍ବନ ଡାଇଅକ୍ସାଇଡ ବାହାରିବ ତାପ ବାହାରିବ ଆଲୋକ ବାହାରିବ ଜଳ ବାହାରିବ ବୁଝିହେଲା। ତାପରେ ମନେ ରଖିବା କଥା ଯେ ଆମର ଦୁଇ ପ୍ରକାର କାର୍ବନ ଯୌଗିକ ଥିଲା ନା ଗୋଟେ ହଉଛି ପୃକ୍ତ ବାଲା ଆଉ ଗୋଟେ ହଉଛି କିସ ଅପୃକ୍ତ ବାଲା। ତ ପୃକ୍ତ ବାଲାକୁ ଜାଣିଲେ ହଉଛି ନୀଳ ନୀଳ ରଙ୍ଗର ଶିଖା ବାହାରେ ନୀଳ ରଙ୍ଗର ନିଆଁ ଜଳେ ବୁଝିହେଲା। ପୃକ୍ତ ବାଲାକୁ ଜଳେଇବା ହଉଛି ନୀଳ ରଙ୍ଗର ନିଆଁ ବାହାରିବ। ଅପୃକ୍ତକୁ ଜଳେଇଲେ କି ହଳଦିଆ ରଙ୍ଗର ଶିଖା ବାହାରେ। ତେବେ କହିବ ତୁମର କ୍ୱେଶ୍ଚନ ହଉଛି ତୁମକୁ କ୍ୱେଶ୍ଚନ ଦେଲେ ହଉଛି ଏଇଟା ଜଳେଇଲେ ହଉଛି କି କେଉଁ ରଙ୍ଗର କ୍ୱେଶ୍ଚନ ବାହାରିବ ମାନେ କୋଉ ରଙ୍ଗର ନିଆଁ ବାହାରିବ। C2H4 ଏଇଟାକୁ ଜଳେଇଲେ ହଉଛି କେମିତି ନିଆଁ ବାହାରିବ ନୀଳ ନା ହଳଦିଆ। ଭେରି ଗୁଡ ଏଇଟାକୁ ଜଳେଇଲେ ହଉଛି କି ହଳଦିଆ କାରଣ ହଉଛି ଏଇଟା ଅପୃକ୍ତ। ଅପୃକ୍ତ ବୋଲି ଜାଣବା କେମିତି ଏଇଟା ହଉଛି ଆଲକିନ ଟା ଆଲକିନ ଆଲକିନ କେମିତି ଜାଣବା ଏଇଟା ଟୁ ଏଇଟା ହଉଛି 2n ମାନେ ହଉଛି ଦୁଇ ଦୁଣେ ଚାର ହେଇଯାଇଛି ବୁଝିହେଲା। ତାପରେ ପଢବା ହଉଛି ଜାରଣ ପ୍ରତିକ୍ରିୟା। ଜାରଣ ପ୍ରତିକ୍ରିୟା ମାନେ ହଉଛି ଆଲକୋହଲ କୁ ଯଦି ଆମେ ହଉଛି କି KMnO4 KMnO4 ମାନେ କି କ୍ଷାରୀୟ ଜିନିଷଟା ଏଇଟା ହଉଛି କ୍ଷାରୀୟ ଜିନିଷ ଆଉ ତାପ ସହ ପ୍ରତିକ୍ରିୟା କରିବା କିସ ବାହାରିବ ଏସିଟିକ ଏସିଡ ବାହାରିବ ଆଉ ହଉଛି ଜଳ ବାହାରିବ। ଆଉ ହଉଛି କିମ୍ବା ଅମ୍ଳୀୟ K2Cr2O3 ସହ ପ୍ରତିକ୍ରିୟା କରିବା ଆଉ ତାପ ଦେବା କିସ ବାହାରିବ ସେଇ ଏସିଟିକ ଏସିଡ ବା ଜଳ ବାହାରିବ। ଏମିତି ଗୋଟେ ପଡିଯାଏ ଜାରଣ ପ୍ରତିକ୍ରିୟା ଲେଖ ଲେଖିଦବ ଆଲକୋହଲକୁ KMnO4 ଉପସ୍ଥିତିରେ ତାପ ଦେଲେ ଏସିଟିକ ଏସିଡ ଆଉ ଜଳ ସୃଷ୍ଟି ହୁଏ। ଏକ୍ସାମ୍ପଲ ଦେଇ ଦେଇଛେ ଏକ୍ସାମ୍ପଲ ଦେଖ ଏକ୍ସାମ୍ପଲ ଏଇଟା ହଉଛି ଆଲକୋହଲ ଆଲକୋହଲ ହେଲା OH ଲାଗି ମାନେ ଆଲକୋହଲ ହେଲା। ଏଇ ଆଲକୋହଲର ନାମ କି ସବର ମିଥ ଇଥ ମାନେ ଇଥାନଲ ହେଲା ୟାର ନାମ କି ସବ ଇଥାନଲ। ଇଥାନଲ କୁ ହଉଛି ଆମର ଏଇଟା ଦେଲେ ହଉଛି କି ବାହାରିଲା ଏସିଟିକ ଏସିଡ। ଏସିଟିକ ଏସିଡ ମାନେ ହଉଛି CH3COOH ତାର ସହ ହଉଛି କି ଜଳ ବୁଝିହେଲା। ମନେ ରଖିବ ଏସିଟିକ ଏସିଡ ର ସଂକେତ ହଉଛି CH3COOH ବା ୟାକୁ କିସ ବି କୁହାଯିବ ମିଥ ଇଥ ଇଥାନୋଇକ ଏସିଡ ବି କୁହାଯିବ ବୁଝିହେଲା। COOH ଅଛି ମାନେ କିସ କାର୍ବୋସିଲିକ କାର୍ବୋସିଲିକ ର ଲାଷ୍ଟ କିସ ଲାଗେ ଏସିଡ ବୁଝିହେଲା। ଇଥାନୋଇକ ଏସିଡ ଓଇକ ଏସିଡ ଲାଗେ କାର୍ବୋସିଲିକ ର ଲାଷ୍ଟ କିସ ଲାଗେ ଓଇକ ଏସିଡ। ତାପରେ ପଢବା ହଉଛି ଯୋଗ ପ୍ରତିକ୍ରିୟା। ଯୋଗ ପ୍ରତିକ୍ରିୟାକୁ ଆଉ କିସ କୁହାଯାଏ ହାଇଡ୍ରୋଜେନିକରଣ ମାନେ ହାଇଡ୍ରୋଜେନ ସହ ଯୋଗ କଲ ବୁଝିହେଲା। ଯଦି ଆମେ ଅପୃକ୍ତ ହାଇଡ୍ରୋକାର୍ବନ କୁ ହେଲା ଅପୃକ୍ତ କାର୍ବନ କୁ ଯଦି ହାଇଡ୍ରୋଜେନ ସହ ଯୋଗ କରିବା କାହାର ଉପସ୍ଥିତିରେ ନିକେଲ ଉପସ୍ଥିତିରେ କିସ ବାହାରିବ ପୃକ୍ତ କାର୍ବନ ବୁଝିହେଲା। ପଡିଥିବ ହଉଛି ଯୋଗ ପ୍ରତିକ୍ରିୟା ବୁଝାଉ କିସ ବା ହାଇଡ୍ରୋଜେନିକରଣ କିସ ବୁଝାଉ ଲେଖିଦବ ଅପୃକ୍ତ କାର୍ବନକୁ ହାଇଡ୍ରୋଜେନ ସହ ନିକେଲ ଉପସ୍ଥିତିରେ ଯୋଗ କଲେ କିସ ବାହାରେ ପୃକ୍ତ କାର୍ବନ। ଦେଖ ଗୋଟେ ଅପୃକ୍ତ କାର୍ବନର ଏକ୍ସାମ୍ପଲ ଦିଅ। ଅପୃକ୍ତ କାର୍ବନର ଏକ୍ସାମ୍ପଲ ହଉଛି C2H4 ଜାଣିଲ କେମିତି ଏଠି ହଉଛି ଆଲକିନ ଟା ଏଇଟା ହଉଛି କି ଆଲକିନ ଟା ଆଲକିନ ଗୋଟେ ଅପୃକ୍ତ କାର୍ବନ ଆଲକିନ ଆଉ ଆଲକାଇନ ଟା ହଉଛି ଅପୃକ୍ତ କାର୍ବନ ନା ଆଉ ଆଲକେନ ହଉଛି ପୃକ୍ତ କାର୍ବନ। ଏଠି ଦେଖ 2n ଆଉ H4 ହେଇଛି ମାନେ ହଉଛି ଦୁଇ ଦୁଣେ ଚାର ହେଇଛି ଏଠି ହେଲା ଦୁଇ ଗୁଣ ହେଇଛି।
ତେବେ ହଉଛି ୟାକୁ ଯେତେବେଳେ ହାଇଡ୍ରୋଜେନ ସହ ଯୋଗ କଲି କିସ ନିକେଲ ଉପସ୍ଥିତିରେ କିସ ବାହାରିଲା ଅପୃକ୍ତ କାର୍ବନ ମାନେ ହଉଛି C2H6 ବାହାରିଲା। ইয়ার হচ্ছে নাম কিস মিথ ইথ ইথেন ইয়ার নাম কিস ইথেন পৃক্ত কার্বন না নাই দেখো সিঙ্গেল বন্ড ଅଛି না নাই ଅଛି কেমতি জানলি টু এটি হচ্ছে কিস 2n+2 হয়েছে 2 × 4 যুক্ত 2 মানে আলকেনটা বুঝলা ইয়ার নাম কিস হবো ইথেন ইয়ার নাম কিস হবো ইথিন ইয়ার নাম কিস হবো ইথিন ହେଲା তো মনে রাখো শোনো বেশি তোমার মুଣ୍ଡ ଖଟେଇ ତ ପଡବନି ହେଲା তোমার ପାଖରେ লিমিটেড পাঠ ଅଛି আনলিমিটেড নাই ହେଲା তবে ଗୋଟେ এক্সাম্পল ହିଁ মনে রাখো বুঝলা অপৃক্ত কার্বন কো হাইড্রোজেন উপস্থিতিରେ পৃক্ତ কার্বন ଗୋଟେ এক্সাম্পল মনে ରଖିଦବ ବୁଝିଲା ଗୋଟେ ଏକ୍ସାମ୍ପଲ ମୁଁ ଦେଇ ଦେଇଛି ହେଲା ତାପରେ ମନେ ରଖ ଏଠି ବନସ୍ପତି ତେଲ ହେଲା ଯୋଉଟା ହଉଛି ଅପୃକ୍ତ କାର୍ବନଟା ବୁଝିଲା ବନସ୍ପତି ତେଲରେ ଅପୃକ୍ତ କାର୍ବନ ରହିଛି ତାକୁ ଯଦି ହଉଛି ଆମର କିସ ହାଇଡ୍ରୋଜେନିକରଣ ବା ହାଇଡ୍ରୋଜେନ ସହ ଯୋଗ କରିବା ନିକେଲ ଉପସ୍ଥିତିରେ ଏହା ହଉଛି ପୃକ୍ତ ହେଇଯାଏ କିସ ପୃକ୍ତ ମାନେ ଚର୍ବିରେ ପରିଣତ ହୁଏ ହେଲା କିସରେ ପରିଣତ ହୁଏ ଚର୍ବିରେ ତାପରେ ନେକ୍ସଟ ପ୍ରତିକ୍ରିୟା ଦେଖବା ହଉଛି ପ୍ରତିସ୍ଥାପନ ପ୍ରତିକ୍ରିୟା ପଡବ ପ୍ରତିସ୍ଥାପନ ପ୍ରତିକ୍ରିୟା କାହା କରେ ପ୍ରତିସ୍ଥାପନ ପ୍ରତିକ୍ରିୟା ହଉଛି ସେଇ ପ୍ରତିକ୍ରିୟା ଯୋଉ ପ୍ରତିକ୍ରିୟାରେ ପୃକ୍ତ କାର୍ବନ କ୍ଲୋରିନ ସହ ଯୋଗ କଲେ ହଉଛି କିସ ହାଲୋଜେନ ଗ୍ରୁପ ବାହାରେ ହାଲୋଜେନ ଗ୍ରୁପ ହେଲା ବୁଝାରା ଗୋଟେ ଏକ୍ସାମ୍ପଲ ଦଉଛି ପୃକ୍ତ କାର୍ବନର ଏକ୍ସାମ୍ପଲ ଦିଅ CH4 ଭେରି ଗୁଡ ପୃକ୍ତ କାର୍ବନର ଏକ୍ସାମ୍ପଲ ହଉଛି CH4 ପୃକ୍ତ କାର୍ବନର ଏକ୍ସାମ୍ପଲ କେମିତି ଜାଣବ ସି ଗୋଟେ ଲେଖିଦେଲ ହେଲା ୱାନ୍ ଲେଖିଦେଲେ ଏଠି H ଲେଖିଦେଲେ ତେବେ ହଉଛି ଏଠି କେତେ ହବ এইটি ওয়ান ହେଇଛି মানে এরপরে কেতে হবো C1 মানে 2 দুণে 1 × 2 যুক্ত 2 1 × 2 যুক্ত 2 মানে 1 × 2 যুক্ত 2 সমান কেতে 4 ହେଲା সেটা হচ্ছে কি সব আমার পৃক্ত কার্বন বুঝালা H4 ହେଲା পৃক্ত কার্বন কু ক্লোরিন সহ যোগ করলে হচ্ছে কি সব বাহারিব হালোজেন গ্রুপ হচ্ছে CH3Cl যুক্ত HCl বুঝালা মানে হচ্ছে এটি তিনটা চারটা থিলা H চারটা H ରୁ ଗୋଟେ H হচ্ছে কি সব আমার Cl সহ পড়েলা দুইটা Cl ଥିଲା না ଗୋଟେ Cl সহ পড়েলা ଆଉ ଗୋଟେ Cl হচ্ছে কি সব এଠି ଲାଗିଗଲା ବୁଝାଲା তো তুমি বেশি কিছু মনে রখনি কি সব এমତି পড়ো প্রতিস্থাপন প্রতিক্রিয়া କୁହ କାହାକୁ ବୁଝାও ହେଲା ଲେଖିଦବ ପୃକ୍ତ କାର୍ବନ କୁ କ୍ଲୋରିନେସନ କଲେ ବା କ୍ଲୋରିନ ସହ ଯୋଗ କଲେ ବା ବ୍ରୋମିନ ସହ ଯୋଗ କଲେ ହାଲୋଜେନ ଗ୍ରୁପ ବାହାରେ ତାର ସହ HCl ଗ୍ୟାସ ବାହାରେ ସରି HCl ବାହାରେ ହେଲା ଏକ୍ସାମ୍ପଲ ଗୋଟେ ଦେଇଦବ ବୁଝାଲା ଏକ୍ସାମ୍ପଲ ଗୋଟେ ଦେଇଦଲ ଏତିକି ଲେଖିଦେଲେ ଫୁଲ କୁ ଫୁଲ ମାର୍କ ପାଇଯିବ ବୁଝାଲା ଏକ୍ସାମ୍ପଲ ଏଠି ଦେଖିଦେଇଛି ତାପରେ ହଉଛି କେତେକ ଇମ୍ପୋର୍ଟାଣ୍ଟ ଯୌଗିକ ବୁଝାଲା କାର୍ବନ ଯୌଗିକ ତ ବହୁତ ଗୁଡା ଅଛି ସେଇ ଭିତରୁ ଗଣି ଗଣି କେତେଟା ଲଙ୍ଗ କ୍ୱେଶ୍ଚନ ପଡିଯାଏ ହେଲା ଗଣି ଗଣି କେତେଟା ଅଛି ସେଗୁଡା ନିହାତି ମନେ ରଖିବା ଦରକାର ଲଙ୍ଗ କ୍ୱେଶ୍ଚନ ପଡେ ଯେମିତି ହଉଛି ଫାଷ୍ଟ ଯୌଗିକ ହଉଛି ଇଥାନଲ ବିଷୟରେ ପଡବା ଇଥାନଲ ହଉଛି ଗୋଟେ କାର୍ବନ ଯୌଗିକ ଏଟା କୋଉ କୋଉ ଇଏରେ କୋଉ ସକ୍ରିୟ ଗ୍ରୁପ ଏଟା ହଉଛି ଆଲକୋହଲର ସକ୍ରିୟ ଗ୍ରୁପ ବୁଝିହେଲା ইয়ার গ্রুপ নাম কিস সক্রিয় গ্রুপ নাম কিস আলকোহল ହେଲା ইয়ার সক্রিয় গ্রুপ হচ্ছে আলকোহল ହେଲା তারপরে ইয়ার সংকেত হচ্ছে ইথানল র সংকেত হচ্ছে C2H5OH সরি C2H5OH ହେଲା মনে রাখো ইথানল দেখো না দুই OH লাগিয়েছে মানে অল দুইটা কার্বন আছে মানে হচ্ছে কি সব মিথ ইথানল ହେଲା তারপরে হচ্ছে ইথানল কু পিবা আলকোহল রূপে ব্যবহার করে তুমি যে ঘট ঘট করে মদটা যেটা পি দিওনি সেটা হচ্ছে কি সব ইথানল বুঝলা মিথানল বি আলকোহল কিন্তু মিথানল কু পি দেবনি মিথানল কু পি দেলে কি সব সিধা উপরକୁ ପାରି ଯିବ ବୁଝିଲା ସେଗୁଡା ବିଷାକ୍ତ ଆଲକୋହଲ ହେଲା ପିଇବା ଆଲକୋହଲ ଟା କୋଉଟା ଇଥାନଲ ବୁଝିଲା ତାପରେ ହଉଛି ଇଥାନଲ କୁ କୋଉଠି ବ୍ୟବହାର କରାଯାଏ ପିଇବା ଆଲକୋହଲ ରୂପରେ ଆଉ ବ୍ୟବହାର କରା ହଉଛି କଫ ସିରପ ରେ ଟନିକ ରେ ଏଗୁଡାରେ ବ୍ୟବହାର କରାଯାଏ ବୁଝିଲା ଆଉ ହଉଛି ଏହା ଉତ୍ତମ ଦ୍ରାବକ ମାନେ ହଉଛି ଏଠି ହଉଛି କି ସବ ମିଶେଇଲେ ହଉଛି ଅ ମିଶେଇ ପାରବ ହେଲା ତୁମେ ହଉଛି ପାଣି ବି ମିଶେଇ ପାରବ ଏଠି ହେଲା ଉତ୍ତମ ଦ୍ରାବକ ହେଲା ତାପରେ ହଉଛି ଇଥାନଲ ରାସାୟନିକ ପ୍ରତିକ୍ରିୟା ହେଲା ଇଥାନଲ ରାସାୟନିକ ପ୍ରତିକ୍ରିୟା ଲଙ୍ଗ କ୍ୱେଶ୍ଚନ ପଡବ ହେଲା ଇଥାନଲ ଧର୍ମ ଆଉ ପ୍ରତିକ୍ରିୟା ଲେଖ କିମ୍ବା ହଉଛି ଇଥାନଲ ସୋଡିୟମ ସହ ପ୍ରତିକ୍ରିୟା କଲେ କିସ ବାହାରେ ମନେ ରଖ ଇଥାନଲ সোডিয়াম সহ প্রতিক্রিয়া করলে সোডিয়াম ইথোক্সাইড বাহারে তার সহ হাইড্রোজেন গ্যাস বাহারে ইথানল C2H5OH সরি C2H5OH সোডিয়াম সহ Na সহ প্রতিক্রিয়া করলে C2H5ONa মানে সোডিয়াম ইথোক্সাইড বা হচ্ছে ইয়াকু কিস কয়ে সোডিয়াম ইথোক্সাইড বাহারে আর তার সহ হাইড্রোজেন গ্যাস ହେଲା মনে রহিব ভেরি গুড তারপর হচ্ছে নেক্সট ଯିବା ইথানল কু আমার গাঢ় সলফ্যুরিক অ্যাসিড গাঢ় H2SO4 ହେଲା ଆଉ ଗୋଟେ ତାପ ଦେଲେ କିସ 443 ଡିଗ୍ରୀ ତାପ ଦେଲେ ଆମର ସୃଷ୍ଟି ହୁଏ ଇଥିନ ସୃଷ୍ଟି ହୁଏ ତା ସହ ଜଳ ସୃଷ୍ଟି ହୁଏ ହେଲା ଇଥାନଲ C2H5OH ତାକୁ ଯଦି ଗାଢ ସଲଫ୍ୟୁରିକ ଏସିଡ ସହ ପ୍ରତିକ୍ରିୟା କରାଇବା କେତେ ଡିଗ୍ରୀ ସେଲସିୟସ ରେ 443 ଡିଗ୍ରୀ କେଲଭିନ ସେଲସିୟସ 443 କେଲଭିନ ରେ কি ବାହାରିବ ଆମର ହଉଛି ଇଥିନ ବାହାରିବ ଇଥିନ ର ସଂକେତ କିସ C2H4 ଆଉ ହଉଛି H2O ଦୁଇଟା ଏକ୍ସାମ୍ପଲ ଦୁଇଟା ଅଛି ରାସାୟନିକ ପ୍ରତିକ୍ରିୟା ମନେ ରଖିଦେଲ ହେଲା ଫୁଲ ମାର୍କ ପାଇଯିବ ତାପରେ ଆଉ ଗୋଟେ ଲଙ୍ଗ କ୍ୱେଶ୍ଚନ ଇଥାନୋଇକ ଏସିଡ ପଢିଥିବ ଇଥାନୋଇକ ଏସିଡ ବିଷୟରେ ଲେଖ ତାର ହଉଛି କିସ ଧର୍ମ ଲେଖ ଆଉ ହଉଛି ଆମର ପ୍ରତିକ୍ରିୟା ଲେଖ
ইথানোইক এসিড রয়েছে সংকেত কিস CH3COH। ইয়ার সক্রিয় গ্রুপর নাম কিস আমার কার্বোসিলিক গ্রুপ। কার্বোসিলিক গ্রুপ এইটা পয়েন্টটা পুরাই দেও, কার্বোসিলিক গ্রুপ। ইয়ার সক্রিয় গ্রুপর নাম কিস কার্বোসিলিক গ্রুপ ହେଲା। ତାପରେ ହଉଛି ଇଥାନୋଇକ ଏସିଡ ର ଅନ୍ୟ ନାମ ହଉଛି ଏସିଟିକ ଏସିଡ। ଇଥାନୋଇକ ଏସିଡ ର ଅନ୍ୟ ନାମ କିସ ଏସିଟିକ ଏସିଡ। ବୁଝିହେଲା। ସଂକେତ ନିହାତି ମନେ ରଖିବ, ପଡିଯିବ। ଏହା ରଙ୍ଗହୀନ, ଇଥାନୋଇକ ଏସିଡ ହଉଛି ରଙ୍ଗହୀନ, ପୁରା ସାଧା ଦେଖତେ। ଆଉ ହଉଛି ଏହାର ବାସ୍ନାଟା ଯଦି ଇଥାନୋଇକ ଏସିଡ କୁ ଶୁଙ୍ଘିବ କେମିତି ବାସ୍ନା ହବ, ଭିନେଗାର ପରି। ହେଲା। ଏହା ହଉଛି ଏସିଡ ମାନେ ହଉଛି ୟା ଅମ୍ଳ। ଅମ୍ଳ ହଉଛି କୋଉ ପ୍ରକାର ଅମ୍ଳ, ଲାଷ୍ଟ କ୍ଲାସରେ ପଢିଥିଲ ହଉଛି ଦୁର୍ବଳ ଅମ୍ଳ। କାର୍ବନ ଅଛି ନା, କାର୍ବନ ଯୋଉଠି ଲାଗିଥିବ ସେଇଟା ଦୁର୍ବଳ ଅମ୍ଳ। ହେଲା। ତାପରେ ଗଣନାଙ୍କ ହଉଛି ଇଥାନୋଇକ ଏସିଡ ର 290 କେଲଭିନ। ହେଲା। ତ ଏଇ ଇଥାନୋଇକ ଏସିଡ କୁ ଯଦି ତୁମେ ହଉଛି ଥଣ୍ଡା ଜାଗାରେ ରଖିବ, କିସ ହବ, ଗ୍ୟାସିୟଲ ରେ ପରିଣତ ହବ। କିସରେ ପରିଣତ ହବ, ଗ୍ୟାସିୟଲ ରେ ପରିଣତ ହବ। ଗ୍ୟାସିୟଲ ରେ ପରିଣତ ହବ। ବୁଝିହେଲା। ତାପରେ ହଉଛି ଇଥାନୋଇକ ଏସିଡ ଟା ଜଳରେ ଦ୍ରବଣୀୟ, ମାନେ ଜଳରେ ମିଶିଯିବ। ବୁଝିହେଲା। ଜଳରେ ତୁମେ ଯଦି ଢାଳିବ କିସ ମିଶିଯିବ। ତାପରେ ହଉଛି ଇଥାନୋଇକ ଏସିଡ କୁ କିସ ସଂକ୍ଷାରକ ରୂପେ ବ୍ୟବହାର କରାଯାଏ। ସଂକ୍ଷାରକ ମାନେ ହଉଛି କିଛି ଜିନିଷକୁ ହଉଛି ବେଶୀ ଦିନ ନ ପଚିବା ପାଇଁ ବ୍ୟବହାର କରାଯାଏ। ହେଲା। ଧରାଯାଉ ହଉଛି ତୁମେ ହଉଛି ଆଚାର ଆଚାର ନ ପଚିବା ପାଇଁ କିସ ଭିନେଗାର ବ୍ୟବହାର କରାଯାଏ। ଇଥାନୋଇକ ଏସିଡ ମାନେ ସେ ଭିନେଗାର। ହେଲା। ତାପରେ ହଉଛି ଇଥାନୋଇକ ଏସିଡ ର ପ୍ରତିକ୍ରିୟା। ହେଲା। ମନେ ରଖ, ଇଥାନୋଇକ ଏସିଡ କୁ ଇଥାନଲ, ଇଥାନଲ ଟିକେ ପୂର୍ବରୁ କହିଲି ଯାଉ, ଇଥାନଲ ମାନେ ପିଇବା ମଦ। ହେଲା। ତାର ସହ ପ୍ରତିକ୍ରିୟା କଲେ ହଉଛି କି ସବାରେ ଇଷ୍ଟର ବାହାରେ। ଇଷ୍ଟର, ଇଷ୍ଟର ସଂକେତ ହଉଛି CH3COO CH2CH3। ବୁଝିହେଲା। ଇଷ୍ଟର ସଂକେତ ହଉଛି ଏଇଟା, ମନେ ରଖିବ। ଇଷ୍ଟର ହଉଛି କି ସବ ନା, ଏହାର ବାସ୍ନା ହଉଛି ବହୁତ ସୁନ୍ଦର। ବୁଝିହେଲା। ଏହାକୁ ହଉଛି ସେଣ୍ଟ ତିଆରିରେ ବ୍ୟବହାର କରାଯାଏ। ବୁଝିପାରିଲ। ଇଥାନୋଇକ ଏସିଡ ତାର ସଂକେତ ହଉଛି CH3COH, ଇଥାନଲ ହଉଛି CH3CH2OH। ତାକୁ ଯେତେବେଳେ ହଉଛି ଆମେ ହଉଛି କି ପ୍ରତିକ୍ରିୟା କରେଇବା, କିସ ବାହାରିବ, ଇଷ୍ଟର। ତାର ସଂକେତ ହଉଛି ଏଇଟା, ମନେ ରଖିବ। ଇଷ୍ଟର ହଉଛି କିସ, ତାର ବାସ୍ନା ହଉଛି ବହୁତ ମଧୁର। ହେଲା। ଏଇଟାକୁ ହଉଛି କିରେ ବ୍ୟବହାର କରାଯାଏ, ଆମର ହଉଛି ସେଣ୍ଟ ରେ ବ୍ୟବହାର କରାଯାଏ। ତାପରେ ନେକ୍ସଟ ଦେଖ, ନେକ୍ସଟ ପଢବା ହଉଛି ନେକ୍ସଟ ପଢା ହଉଛି ଇଥାନୋଇକ ଏସିଡ ର ହଉଛି ସୋଡିୟମ ହାଇଡ୍ରୋକ୍ସାଇଡ ସହ ପ୍ରତିକ୍ରିୟା କରେ। ଇଥାନୋଇକ ଏସିଡ କୁ ସୋଡିୟମ ହାଇଡ୍ରୋକ୍ସାଇଡ ସହ ପ୍ରତିକ୍ରିୟା କଲେ ସୋଡିୟମ ଇଥାନୋଏଟ ବାହାରିବ ଆଉ H2 ବାହାରିବ। ହେଲା। କିଛି ବୁଝ କି ନ ବୁଝ, ସିଧା ଖାଲି ମନେ ରଖ, ଇଥାନୋଇକ ଏସିଡ କୁ ସୋଡିୟମ ହାଇଡ୍ରୋକ୍ସାଇଡ ସହ ପ୍ରତିକ୍ରିୟା କରାଇଲେ ସୋଡିୟମ ଇଥାନୋଏଟ ଆଉ ହଉଛି ଜଳ ବାହାରେ। ବାକ୍ୟରେ ଲେଖିପାରବ ନା ନାହିଁ, ଲେଖିପାରବ। ହେଲା। ଇଥାନୋଇକ ଏସିଡ ଯୁକ୍ତ ଆମର କିସ ସୋଡିୟମ ହାଇଡ୍ରୋକ୍ସାଇଡ ସମୀକରଣ ସହ ଲେଖବ। ହେଲା। ସୋଡିୟମ ଇଥାନୋଏଟ ରହୁଛି କିସ CH3COON। ତାର ସଂକେତ ହଉଛି CH3CON। ଏଇଟାକୁ ଆଉ କିସ କୁହାଯାଏ, ଏଇଟାକୁ ସୋଡିୟମ ଏସିଟେଟ ମଧ୍ୟ କୁହାଯାଏ। ହେଲା। ଆଉ ଜଳ ବାହାରିବ। ସେମିତି ସୋଡିୟମ ଇଥାନୋଇକ ଏସିଡ କୁ ସୋଡିୟମ କାର୍ବୋନେଟ ମାନେ Na2CO3 ସହ ପ୍ରତିକ୍ରିୟା କଲେ କିସ ବାହାରିବ, ଆମର ସେଇ ସୋଡିୟମ ଇଥାନୋଏଟ ବାହାରିବ। ତାର ସହ ଜଳ ବାହାରିବ, ତାର ସହ କିସ କାର୍ବନ ଡାଇଅକ୍ସାଇଡ ବାହାରିବ। ବାକ୍ୟରେ ମନେ ରଖିପାରବ। ହେଲା। କିଛି ବୁଝ କି ନ ବୁଝ ବୁଝି ଦିଅ। ଆମର ହଉଛି ଇଥାନୋଇକ ଏସିଡ ସଂକେତ ହଉଛି କି CH3COH, ସୋଡିୟମ କାର୍ବୋନେଟ Na2CO3 ପ୍ରତିକ୍ରିୟା କଲେ କିସ ବାହାରିଲା CH3CON, ମାନେ ହଉଛି ସୋଡିୟମ ଇଥାନୋଏଟ ବା ସୋଡିୟମ କିସ ଏସିଟେଟ। ଆଉ ହଉଛି H2O ଆଉ କାର୍ବନ ଡାଇଅକ୍ସାଇଡ। ସେମିତି ଇଥାନୋଇକ ଏସିଡ କୁ କିସ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ସହ ପ୍ରତିକ୍ରିୟା କରେଇଲେ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ, ତାର ନାମ ଅଲଗା ନାମ କିସ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ମାନେ ଧୋଇବା ସୋଡା। ବୁଝିଲା। ସରି, ଖାଇବା ସୋଡା। ଖାଇବା ସୋଡା ସହ ପ୍ରତିକ୍ରିୟା କରେଇଲେ କିସ ହବ, ସୋଡିୟମ ଇଥାନୋଏଟ ସେଇ ସେମ ଜିନିଷ ବାହାରିବ CH3CON H2O CO2। ହେଲା। ମନେ ରଖିବ। ସୋଡିୟମ ଏସିଟେଟ ର ଅନ୍ୟ ନାମ ହଉଛି ସୋଡିୟମ ଇଥାନୋଏଟ। ବୁଝିହେଲା। ତାପରେ ଦେଖ ନେକ୍ସଟ ପେଜ ଯିବା। ଏଇଠି ଗୋଟେ ପାର୍ଥକ୍ୟ ପଢିବା, କ୍ଷାର ଜଳ ତାପରେ ହଉଛି ମୃଦୁ ଜଳ। ହେଲା। କ୍ଷାର ଜଳ କିସ, ମୃଦୁ ଜଳ କିସ। କ୍ଷାର ଜଳରେ ହଉଛି ଖଣିଜ ପଦାର୍ଥ ରହିଥାଏ, ଯେମିତି ହଉଛି କ୍ୟାଲସିୟମ, ମ୍ୟାଗ୍ନେସିୟମ ଏଗୁଡା ରହିଥାଏ। ବୁଝିହେଲା। କିନ୍ତୁ ହଉଛି ମୃଦୁ ଜଳ ହଉଛି କୌଣସି ଖଣିଜ ପଦାର୍ଥ ନଥାଏ। ବୁଝିହେଲା। ଯେମିତି କ୍ଷାର ଜଳରେ ହଉଛି କି ସବ ନା, ଯୋଉଟା ହଉଛି କୂଅରୁ ମିଳେ, କୂଅରୁ ଆଉ ହଉଛି ବୋରୱେଲରୁ ମିଳେ। ବୁଝିହେଲା। ଆଉ ବର୍ଷା ଜଳ ହଉଛି କି ଆମର ମୃଦୁ ଜଳ। ବୁଝିହେଲା। କ୍ଷାର ଜଳରେ ତୁମେ ଯଦି ସାବୁନ ଟାକୁ ଫେଣ କରିବ କିସ ସହଜରେ ହବନି, କିନ୍ତୁ ହଉଛି ସାବୁନ ହଉଛି କିସ ଫେଣ ହେଇଯିବ ବର୍ଷା ଜଳରେ। ହେଲା। ତୁମେ ସେଇ ପାଇଁ ହଉଛି ବର୍ଷା ଜଳରେ ହଉଛି କିସ ସାବୁନ ଟାକୁ ହଉଛି ଟିକେ ଦେଖେଇଦେଲେ ସାଙ୍ଗେ ସାଙ୍ଗେ ଫେଣ ହେଇଯିବ। ବୁଝିହେଲା। ମନେ ରଖିପାରିବ କ୍ଷାର ଜଳ ଆଉ ମୃଦୁ ଜଳର ପାର୍ଥକ୍ୟ। ତାପରେ ପଢବା ହଉଛି ସାବୁନ ଆଉ ଡିଟରଜେଣ୍ଟ ର ପାର୍ଥକ୍ୟ। ସାବୁନ ହଉଛି କିସ ମାନେ ଭଲ ଫେଣ କରେ କୋଉଠି, ମୃଦୁ ଜଳରେ। ଆଉ ହଉଛି ଡିଟରଜେଣ୍ଟ ହଉଛି, ଡିଟରଜେଣ୍ଟ ମାନେ ସର୍ଫ। ସର୍ଫ ହଉଛି ଖାର ବା ମୃଦୁ ଜଳରେ ଉଭୟ ଜଳରେ ଭଲ ଫେଣ ହୁଏ। ହେଲା। ସାବୁନ ହଉଛି ପରିବେଶ ପାଇଁ କ୍ଷତିକାରକ ନୁହଁ, ଆଉ ଡିଟରଜେଣ୍ଟ ହଉଛି ପରିବେଶ ପାଇଁ କ୍ଷତିକାରକ। ତାପରେ ହଉଛି ସାବୁନ ହଉଛି କିସ କୋଉଠୁ ତିଆରି ହୁଏ, ତେଲ ଆଉ NaOH ରୁ ତିଆରି ହୁଏ, ମିଶିକି ତିଆରି ହୁଏ। ଆଉ ହଉଛି ଆମର ଡିଟରଜେଣ୍ଟ ବା ସରଫ ହଉଛି ରାସାୟନିକ ପଦାର୍ଥରୁ ତିଆରି ହୁଏ। ବୁଝିହେଲା। ତାପରେ ପଢବା ହଉଛି ସାବୁନର ସଂରଚନା। ହେଲା। ସାବୁନ କେମିତି କାମ କରେ ଦେଖ। ହେଲା। ତ ସାବୁନର ଅଣୁ, ହେଲା, ସାବୁନରେ ଯୋଉଗୁଡା ରହିଥାନ୍ତି ଦେଖତେ କେମିତି ଏମିତି। ବୁଝିହେଲା। ସାବୁନରେ ଏମିତି ଦେଖତେ ଅଣୁ ରହିଥାନ୍ତି। ତ ସେଇ ଅଣୁର ଗୋଟେ ଭାଗ, ଏଇ ଭାଗ ଯୋଉଟା ଗୋଲ ଭାଗ, ସେଇ ଭାଗଟାକୁ କିସ କୁହାଯାଏ, ଜଳାଶକ୍ତ ଭାଗ। ମାନେ ହଉଛି ଜଳରେ ଦ୍ରବଣୀୟ। ବୁଝିହେଲା। ପାଣିରେ ମିଶେ। ଆଉ ହଉଛି ଏପଟେ ହଉଛି ଜଳାନ୍ତକ, ମାନେ ହଉଛି ପାଣିରେ ମିଶେନି। ହେଲା।
ଏଇ ଭାଗଟାକୁ କିସ କୁହାଯାଏ? ଜଳାନ୍ତକ ହେଲା, ପାଣିରେ ମିଶେନି। ଏମିତି କ୍ୱେଶ୍ଚନ ପଡିଯିବ। ଜଳାଶକ୍ତ ସାବୁନର ଜଳାଶକ୍ତ ଭାଗଟା ହଉଛି କିସ ପାଣିରେ ମିଶେ, ଆଉ ହଉଛି ଜଳାନ୍ତକ ହଉଛି ପାଣିରେ ମିଶେନି। ବୁଝିପାରିଲ? ତ ଏଇଠି ଗୋଟେ ମନେ ରଖିବା କ୍ୱେଶ୍ଚନ ହଉଛି ଜଳାଶକ୍ତ ମାନେ ଭାଗ ଜାଣିବ କେମିତି କୁହ ନା? ଜଳାଶକ୍ତ ହଉଛି ସେପଟେ ହଉଛି କିସ କାର୍ବନ, ଠିକ ହେଲା। ଜଳାଶକ୍ତ ମାନେ ହଉଛି କିସ ପାଣିରେ ମିଶେ, ଆଉ ଜଳାନ୍ତକ ହଉଛି ପାଣିରେ ମିଶେନି। ତ ଏଠି ମନେ ରଖ ଜଳାଶକ୍ତ ମାନେ ହଉଛି ପାଣିରେ ମିଶେ ହେଲା। ତ ଏଇ ମୂଳଟାକୁ କୁହାଯାଏ ଆୟନିକ, ଆୟନିକ ହେଲା ମାନେ ମୂଳ ମଧ୍ୟ କୁହାଯାଏ। ଆଉ ଏପଟେ ହଉଛି କିସ ଆମର ହଉଛି କାର୍ବନ ହେଲା, ଏପଟେ ରହିଥାଏ କାର୍ବନ, ଏପଟେ ହଉଛି କାର୍ବନ ରହିଥାଏ, ମାନେ ହଉଛି କିସ ସହସଂଯୋଜ୍ୟ ମୂଳ। ବୁଝିଲା? ଏପଟେ କାର୍ବନ ରହିଥାଏ। ଜଳାନ୍ତକ ପଟେ ହଉଛି କିସ ରହିଥାଏ? କାର୍ବନ ରହିଥାଏ। କାର୍ବନଟା କୋଉ ପଟେ ରହିଥାଏ? ଜଳାନ୍ତକ ପଟେ ରହିଥାଏ। ଏପଟେ ହଉଛି କାର୍ବନ ରହିଥାଏ ହେଲା, ଏପଟେ କିନ୍ତୁ କାର୍ବନ ନଥାଏ। ବୁଝିପାରିଲ? ତାପରେ ପଢବା ହଉଛି ମିସେଲ କଣ ହେଲା, କେମିତି କାମ କରୁଛି ସାବୁନ ଦେଖ। ମିସେଲ ହଉଛି ତୁମେ ଯେତେବେଳେ ପାଣିରେ ମିଶେଇ ଦବ ହେଲା, ସାବୁନକୁ ପାଣିରେ ମିଶେଇ ଦବ, ଏଇଠି ସାବୁନର ଅଣୁ ମାନେ ହଉଛି ଗୋଟେ ସଂରଚନା ତିଆରି କରିବ। ବୁଝିଲା? ସେଇ ସଂରଚନାଟା ହଉଛି ମିସେଲ। ଯଦି ପଡିଲା ମିସେଲ କାହାକୁ କୁହାଯାଏ, ସେଇ ଚିତ୍ର ସହ ବନେଇବ। ବୁଝିଲା? ଏଇଟା ହଉଛି କି ସହ ମିସେଲ ର ଚିତ୍ର ହେଲା। ଏଇଟା ହଉଛି ଧରାଯାଉ ଗୋଟେ ଦାଗ ହେଲା, ତୁମେ ସାବୁନକୁ ପାଣିରେ ମିଶେଇଲ, କିସ କରିବେ? ସେ ପାଣି ସହ ମିଶେଇକି ସେଇ ଦାଗ ପଟ ହଉଛି ତାର ହଉଛି କିସ ଆମର ହଉଛି ଜଳାନ୍ତକ ଭାଗଟା ରହିବ, ଆଉ ହଉଛି ପାଣି ପଟେ ହଉଛି କିସ ରହିବ? ଆମର ହଉଛି ଜଳାଶକ୍ତ ଭାଗଟା। ଏମିତି ତିଆରି କରିବେ। ବୁଝିଲା? ଏପଟେ ହଉଛି କି ଜଳାନ୍ତକି ଭାଗ, ଏପଟେ ହଉଛି ଜଳାଶକ୍ତ ଭାଗ। ତେବେ ଏଇ ଜଳାନ୍ତକି ଭାଗ ପଟେ ହଉଛି, ଜଳାନ୍ତକି ହଉଛି ଭାଗ ଏଇ ମଇଳା ସହ ଲାଗିକି ମିଶିକି ହଉଛି କି ପାଣି ସହ ଧୋଇକି ବାହାରିଯାଏ, ଯାହା ଫଳରେ ହଉଛି କି ଲୁଗାଟା ସଫା ହୁଏ। ବୁଝିପାରିଲ? ଧରାଯାଉ ଏଠି ଗୋଟେ ଡ୍ରେସ ରେ ଧଳା ଲୁଗାରେ ଲାଗିଛି ଦାଗ, ତୁମେ ହଉଛି ସାବୁନ ଘଷଳ, ତେବେ ସାବୁନର ଅଣୁ ମାନେ ସଜେଇ ହେଇଯିବେ। କେମିତି ସଜେଇ ହେଇଯିବେ? ଜଳାନ୍ତକି ଭାଗଟା ଦାଗ ପଟେ ରହିବ ହେଲା, ଆଉ ହଉଛି ଜଳାଶକ୍ତ ଭାଗଟା ଅପୋଜିଟ ସାଇଡରେ ରହିବ ହେଲା। ତେବେ ଏଇ ଜଳାନ୍ତକି ଭାଗଟା ହଉଛି କିସ ଆମର ଏଇ ଇଏ ସହ ମିଶିକି ତେଲ ସହ ମିଶିକି ହେଲା, ତେଲରେ ଦ୍ରବଣୀୟ, ତେବେ ହଉଛି ତେଲ ସହ ମିଶିକି କିସ ତେଲଟାକୁ ଛଡେଇ ଆଣେ ହେଲା, ଡ୍ରେସକୁ ଛଡେଇ ଆଣେ। ଯେତେବେଳେ ତୁମେ ପାଣିରେ ତାପରେ ଚିପୁଡି ଦିଅ କିସ ହେଇଯାଏ? ସଫା ହେଇଯାଏ ଡ୍ରେସ। ବୁଝିହେଲା? ଏତିକି ଥିଲା ହଉଛି ଆମର ବିଷୟ। ତ ହଉଛି ପିଲେ ସବୁ ହଉଛି କିସ ଯୋଉମାନେ ହଉଛି ଲେଖିନ ସେମାନେ ଲେଖିଦିଅ ନୋଟଟା ଡେସକ୍ରିପସନରୁ ଡାଉନଲୋଡ କରି ହେଲା। ଆଉ ଯୋଉମାନେ ଲେଖୁଥିଲ ହେଲା, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ହେଲା। ତ ହଉଛି ଏତିକି ହଉଛି ବିଷୟ। ଯଦି ହଉଛି ଏତିକି ଦେଖି ସାରିଲା ପରେ ବି ତୁମର ଡାଉଟ କ୍ଲିୟର ହେଇନି ହେଲା, ତେବେ ତୁମେ କିସ କରିବ? ଆଉ ଥରେ ଭିଡିଓଟାକୁ ଦେଖ, ନହେଲେ ହଉଛି ମେସେଜ କର, ସାର୍ ବୁଝି ହେଲାନି ହେଲା, ଆଉ ଥରେ ବୁଝେଇବି ହେଲା। ତ ବାଏ ବାଏ ଟିଲ ଦେନ୍, ଦେଖା ହବ ହଉଛି ନେକ୍ସଟ ଭିଡିଓରେ।